ମାଥ୍ୟୁ 14 ପର୍ବ 1 ପଦ ଠାରୁ 12 ପଦ ପର୍ଯ୍ୟନ୍ତ ବାପ୍ତିଜିକ ଜହନଙ୍କର ମୃତ୍ୟୁ। ସେହି ସମୟରେ ସାମନ୍ତ ରାଜା ହରଦ ଯୀଶୁଙ୍କ ସମ୍ବନ୍ଧୀୟ ସୁସମାଚାର ଶୁଣି ଆପଣା ଦାସମାନଙ୍କୁ କହିଲେ, ଏ ବାପ୍ତିଜିକ ଜହନ ସେ ମୃତମାନଙ୍କ ମଧ୍ୟରୁ ଉଠି ଅଛନ୍ତି, ସେଥି ସକାଶେ ଏ ସମସ୍ତ ଶକ୍ତି ତାହାଙ୍କଠାରେ କାର୍ଯ୍ୟ କରୁଅଛି। ଯେଣୁ ହରଦ ଆପଣା ଭ୍ରାତା ଫିଲିପଙ୍କ ଭାର୍ଯ୍ୟା ହରଦ୍ୟଙ୍କ ସକାଶେ ଜହନକୁ ଧରି ଓ ବାନ୍ଧି ବନ୍ଦୀଶାଳାରେ ପକାଇଥିଲେ, କାରଣ ଜହନ ତାଙ୍କୁ କହୁଥିଲେ, ଏହାଙ୍କୁ ରଖିବା ଆପଣଙ୍କର ବିଧିସଙ୍ଗତ ନୁହେଁ। ଆଉ ସେ ତାଙ୍କୁ ବଦ୍ଧ କରିବା ଇଚ୍ଛା କଲେ ସୁଦ୍ଧା ଲୋକ ସମୂହକୁ ଭୟ କଲେ, କାରଣ ସେମାନେ ତାଙ୍କୁ ଭାବବାଦୀ ବୋଲି ମାନୁଥିଲେ। କିନ୍ତୁ ହରଦଙ୍କ ଜନ୍ମଦିନ ପଡ଼ନ୍ତେ ହରଦିଆଙ୍କର କନ୍ୟା ସଭା ମଧ୍ୟରେ ନୃତ୍ୟ କରି ହରଦଙ୍କୁ ମୁଗ୍ଧ କରିଦେଲା। ସେଥିରେ ସେ ଶପଥ କରି ପ୍ରତିଜ୍ଞା କଲେ ଯେ ସେ ଯାହା କିଛି ମାଗିବ ସେ ତାହାଙ୍କୁ ତାହା ଦେବେ। ଆଉ ସେ ଆପଣା ମାଙ୍କ ଶିକ୍ଷାରେ ପଡ଼ି କହିଲା, ବାପ୍ତିଜିକ ଜହନର ମସ୍ତକ ଏଠାରେ ଗୋଟିଏ ଥାଳିରେ ମୋତେ ଦିଅନ୍ତୁ। ଏଥିରେ ରାଜା ଦୁଃଖିତ ହେଲେ ସୁଦ୍ଧା ନିଜ ଶପଥ ଓ ଆପଣା ସହିତ ଭୋଜିରେ ଉପବିଷ୍ଟ ବ୍ୟକ୍ତିମାନଙ୍କ ସକାଶେ ତାହା ଦେବାକୁ ଆଜ୍ଞା କଲେ। ପୁଣି ଲୋକ ପଠାଇ ବନ୍ଦୀଶାଳାରେ ଜହନଙ୍କର ମସ୍ତକ ଛେଦନ କରାଇଲେ। ଆଉ ତାଙ୍କର ମସ୍ତକ ଗୋଟିଏ ଥାଳିରେ ଅଣାଯାଇ ସେହି ବାଳିକାକୁ ଦିଆଗଲା। ପୁଣି ସେ ଆପଣା ମା ନିକଟକୁ ତାହା ଘେନାଗଲା। ସେଥିରେ ତାଙ୍କ ଶିଷ୍ୟମାନେ ଆସି ଶବ ଘେନି ଯାଇ ତାଙ୍କୁ ସମାଧି ଦେଲେ ଓ ଯାଇ ଯୀଶୁଙ୍କୁ ଜଣାଇଲେ। ମାଥ୍ୟୁ 14 ପର୍ବ 13 ପଦ ଠାରୁ 21 ପଦ ପର୍ଯ୍ୟନ୍ତ 5 ରୁଟି 2 ମାଛ। ଯୀଶୁ ତାହା ଶୁଣି ସେଠାରୁ ଅନ୍ତର ହୋଇ ନୌକାରେ ଗୋଟିଏ ନିର୍ଜନ ସ୍ଥାନକୁ ପ୍ରସ୍ଥାନ କଲେ। ଏହା ଶୁଣି ନଗର ଗୁଡ଼ିକରୁ ଆସି ପାଦ ଗତିରେ ତାହାଙ୍କର ପଶ୍ଚାତ୍ ଗମନ କଲେ। ଆଉ ସେ ନୌକାରୁ ବାହାରି ବହୁ ସଂଖ୍ୟକ ଲୋକଙ୍କୁ ଦେଖି ସେମାନଙ୍କ ପ୍ରତି ଦୟାଳରେ ବିଗଳିତ ହେଲେ ଓ ସେମାନଙ୍କର ରୋଗୀମାନଙ୍କୁ ଆରୋଗ୍ୟ କଲେ। ବେଳ ଗଡ଼ିଯିବାରୁ ଶିଷ୍ୟମାନେ ତାହାଙ୍କ ନିକଟକୁ ଆସି କହିଲେ, ଏ ସ୍ଥାନ ତ ନିର୍ଜନ, ପୁଣି ବେଳ ତ ଗଲାଣି। ଏଣୁ ଲୋକ ସମୂହ ଯେପରି ଗ୍ରାମମାନଙ୍କୁ ଯାଇ ଆପଣା ଆପଣା ନିମନ୍ତେ ଖାଦ୍ୟ କିଣନ୍ତି, ସେଥିପାଇଁ ସେମାନଙ୍କୁ ବିଦାୟ ଦିଅନ୍ତୁ। କିନ୍ତୁ ଯୀଶୁ ସେମାନଙ୍କୁ କହିଲେ, ସେମାନଙ୍କର ଯିବା ଆବଶ୍ୟକ ନୁହେଁ, ତୁମେମାନେ ସେମାନଙ୍କୁ ଭୋଜନ କରାଅ। ସେମାନେ ତାହାଙ୍କୁ କହିଲେ, ଆମମାନଙ୍କ ଏଠାରେ କେବଳ 5ଟି ରୁଟି ଓ 2ଟି ମାଛ ଅଛି। ସେ କହିଲେ, ସେଗୁଡ଼ିକ ଏଠାକୁ ମୋ ପାଖକୁ ଆଣ। ପୁଣି ସେ ଲୋକ ସମୂହକୁ ଘାସ ଉପରେ ବସିବା ପାଇଁ ଆଜ୍ଞା ଦେଲେ। ଆଉ ସେ ସେହି 5ଟି ରୁଟି ଓ 2ଟି ମାଛ ଘେନି ସ୍ୱର୍ଗଆଡ଼େ ଉର୍ଦ୍ଧ୍ୱଦୃଷ୍ଟି କରି ଆଶୀର୍ବାଦ କଲେ ଏବଂ ରୁଟିଗୁଡ଼ିକ ଭାଙ୍ଗି ଶିଷ୍ୟମାନଙ୍କୁ ଦେଲେ। ଆଉ ଶିଷ୍ୟମାନେ ଲୋକ ସମୂହକୁ ଦେଲେ। ପୁଣି ସମସ୍ତେ ଭୋଜନ କରି ତୃପ୍ତ ହେଲେ ଓ ଭଙ୍ଗା ରୁଟିରୁ ଯାହା ବଳିଲା ତାହା ସେମାନେ ଉଠାଇ 12 ଟୋକେଇ ଭର୍ତ୍ତି କଲେ। ଭୋଜନ କରିବା ଲୋକେ ସ୍ତ୍ରୀ ଓ ପିଲାଙ୍କ ଛଡ଼ା ପ୍ରାୟ 5,000 ପୁରୁଷ ଥିଲେ। ମାଥ୍ୟୁ 14 ପର୍ବ 22 ପଦ ଠାରୁ 33 ପଦ ପର୍ଯ୍ୟନ୍ତ ଯୀଶୁଙ୍କ ପାଣି ଉପରେ ଚାଲିବା। ସେହିକ୍ଷଣି ଯୀଶୁ ଶିଷ୍ୟମାନଙ୍କୁ ନୌକାରେ ଚଢ଼ି ତାହାଙ୍କ ଆଗରେ ଅପର ପାରିକି ଯିବା ପାଇଁ ବଳାଇଲେ। ପୁଣି ସେ ଇତିମଧ୍ୟରେ ଲୋକ ସମୂହକୁ ବିଦାୟ ଦେଲେ। ଲୋକ ସମୂହକୁ ବିଦାୟ ଦେଲା ଉତ୍ତାରେ ଯୀଶୁ ପ୍ରାର୍ଥନା କରିବା ନିମନ୍ତେ ଅନ୍ତର ହୋଇ ପର୍ବତ ଉପରକୁ ଗଲେ। ଆଉ ସନ୍ଧ୍ୟା ହେବା ପରେ ସେ ସେଠାରେ ଏକାକୀ ଥିଲେ। କିନ୍ତୁ ନୌକା ସେତେବେଳେ କୂଳରୁ ଅନେକ ଦୂରରେ ଥିଲା ଓ ପ୍ରତିକୂଳ ବାୟୁ ଦ୍ୱାରା ହେତୁ ତାହା ଲହଡ଼ିରେ ଟଳମଳ ହେଉଥିଲା। କିନ୍ତୁ ରାତ୍ରିର 4ଥ ପ୍ରହରରେ ସେ ସମୁଦ୍ର ଉପରେ ଚାଲି ସେମାନଙ୍କ ପାଖକୁ ଆସିଲେ। ପୁଣି ଶିଷ୍ୟମାନେ ତାଙ୍କୁ ସମୁଦ୍ର ଉପରେ ଚାଲିବାର ଦେଖି ଉଦ୍ବିଗ୍ନ ହୋଇ କହିଲେ, ଏ ତ ଭୂତ। ଆଉ ସେମାନେ ଭୟରେ ଚିତ୍କାର କଲେ। କିନ୍ତୁ ଯୀଶୁ ସେହିକ୍ଷଣି ସେମାନଙ୍କ ସହିତ କଥାବାର୍ତ୍ତା କରି କହିଲେ, ସାହସ ଧର। ସେଥିରେ ପିତର ଉତ୍ତର ଦେଲେ, ହେ ପ୍ରଭୁ, ଯେବେ ଆପଣ ତେବେ ଜଳ ଉପରେ ଆପଣଙ୍କ ନିକଟକୁ ଯିବା ପାଇଁ ମୋତେ ଆଜ୍ଞା କରନ୍ତୁ। ଯୀଶୁ କହିଲେ, ଆସ। ସେଥିରେ ପିତର ନୌକାରୁ ଓହ୍ଲାଇ ଜଳ ଉପରେ ଚାଲି ଯୀଶୁଙ୍କ ନିକଟକୁ ଗଲେ। ମାତ୍ର ସେ ପବନ ଦେଖି ଭୟ କଲେ। ପୁଣି ବୁଡ଼ି ଯାଉ ଯାଉ ଚିତ୍କାର କରି କହିଲେ, ହେ ପ୍ରଭୁ, ମୋତେ ରକ୍ଷା କରନ୍ତୁ। ଯୀଶୁ ସେହିକ୍ଷଣି ହାତ ବଢ଼ାଇ ତାକୁ ଧରି କହିଲେ, ହେ ଅଳ୍ପ ବିଶ୍ୱାସୀ, କାହିଁକି ସନ୍ଦେହ କଲ? ପୁଣି ସେମାନେ ନୌକାରେ ଚଢ଼ନ୍ତେ ପବନ ବନ୍ଦ ହେଲା। ସେଥିରେ ନୌକାରେ ଥିବା ଲୋକଙ୍କ ମାନେ ତାଙ୍କୁ ପ୍ରଣାମ କରି କହିଲେ, ଆପଣ ନିଶ୍ଚୟ ଈଶ୍ୱରଙ୍କର ପୁତ୍ର।
ମାଥ୍ୟୁ 14 ପର୍ବ 34 ଠାରୁ 36 ପଦ ପର୍ଯ୍ୟନ୍ତ ଗିନେସରତରେ ଯୀଶୁଙ୍କର ସୁସ୍ଥତା ପ୍ରଦାନ। ସେମାନେ ପାର ହୋଇ ଗିନେସରତ ଅଞ୍ଚଳରେ ପହଞ୍ଚିଲେ। ପୁଣି ସେହି ସ୍ଥାନର ଲୋକମାନେ ତାହାଙ୍କୁ ଚିହ୍ନି ସେଥିର ଚତୁର୍ଦିଗସ୍ଥ ସମସ୍ତ ଅଞ୍ଚଳକୁ ସମ୍ବାଦ ପଠାଇଦେଲେ ଏବଂ ଲୋକେ ସମସ୍ତ ରୋଗୀଙ୍କୁ ତାହାଙ୍କ ନିକଟକୁ ଆଣିଲେ। ଆଉ ସେମାନେ ଯେପରି କେବଳ ତାହାଙ୍କର ବଚ୍ଛର ଝୁମ୍ପା ଛୁଅନ୍ତି ଏହା ତାହାଙ୍କୁ ବିନତି କରିବାକୁ ଲାଗିଲେ। ପୁଣି ଯେତେ ଲୋକ ଛୁଇଁଲେ ସମସ୍ତେ ସୁସ୍ଥ ହେଲେ। ମାଥ୍ୟୁ 15 ପର୍ବ 1 ପଦ ଠାରୁ 9 ପଦ ପର୍ଯ୍ୟନ୍ତ ପରମ୍ପରା ଏବଂ ଈଶ୍ୱରଙ୍କର ବାକ୍ୟ। ସେହି ସମୟରେ ଜେରୁସାଲାମକୁ ଫାରୁସି ଓ ଶାସ୍ତ୍ରୀମାନେ ଯୀଶୁଙ୍କ ନିକଟକୁ ଆସି କହିଲେ, ଆପଣଙ୍କର ଶିଷ୍ୟମାନେ କାହିଁକି ପ୍ରାଚୀନମାନଙ୍କର ପରମ୍ପରାଗତ ରୀତିନୀତି ଲଙ୍ଘନ କରନ୍ତି? କାରଣ ଭୋଜନ କରିବା ସମୟରେ ସେମାନେ ହସ୍ତ ପ୍ରକ୍ଷାଳନ କରନ୍ତି ନାହିଁ। ସେ ସେମାନଙ୍କୁ ଉତ୍ତର ଦେଲେ, ତୁମେମାନେ ମଧ୍ୟ ତୁମମାନଙ୍କର ପରମ୍ପରାଗତ ରୀତିନୀତି ସକାଶେ କାହିଁକି ଈଶ୍ୱରଙ୍କର ଆଜ୍ଞା ଲଙ୍ଘନ କର? ଈଶ୍ୱର ତ କହିଅଛନ୍ତି, ପିତାମାତାକୁ ସମାଦର କର। ଆଉ ଯେ କେହି ପିତା କି ମାତାକୁ ଅଭିଶାପ ଦିଏ ସେ ନିଶ୍ଚୟ ପ୍ରାଣଦଣ୍ଡ ଭୋଗ କରିବ। କିନ୍ତୁ ତୁମେମାନେ କହୁଥାଅ, ଯେ କେହି ପିତା କି ମାତାକୁ କହେ, ମୋ ଠାରୁ ଯାହାଦ୍ୱାରା ତୁମର ଉପବାସ ହୋଇ ଥାନ୍ତା ତାହା ମାନତ ହୋଇଅଛି, ସେ ଆପଣା ପିତାମାତାକୁ ନିଶ୍ଚୟ ସମାଦର କରିବ ନାହିଁ। ଏହି ରୂପେ ତୁମେମାନେ ତୁମମାନଙ୍କର ପରମ୍ପରାଗତ ରୀତିନୀତି ଯୋଗୁଁ ଈଶ୍ୱରଙ୍କର ବାକ୍ୟ ବ୍ୟର୍ଥ କରୁଅଛ। ରେ କପଟିମାନେ, ଯିଶାୟ ତୁମମାନଙ୍କର ବିଷୟରେ ଯଥାର୍ଥ ରୂପେ ଏହି ଭାବବାଣୀ କହିଅଛନ୍ତି, ଏହି ଜାତି ସମ୍ମୁଖରେ ମୁଖରେ ଆମ୍ଭକୁ ସମାଦର କରନ୍ତି, କିନ୍ତୁ ସେମାନଙ୍କର ହୃଦୟ ଆମ୍ଭଠାରୁ ଦୂରରେ ଥାଏ। ସେମାନେ ମନୁଷ୍ୟମାନଙ୍କର ବିଧିଗୁଡ଼ିକ ଧର୍ମର ଉପଦେଶ ବାଣୀ ବୋଲି ଶିକ୍ଷା ଦେଇ ବୃଥାରେ ଆମ୍ଭମାନଙ୍କର ଆରାଧନା କରନ୍ତି। ମାଥ୍ୟୁ 15 ପର୍ବ 10 ପଦ ଠାରୁ 20 ପଦ ପର୍ଯ୍ୟନ୍ତ ଯାହା ମନୁଷ୍ୟକୁ ଅଶୁଚି କରେଇଥାଏ। ଆଉ ଯୀଶୁ ଲୋକ ସମୂହକୁ ନିକଟକୁ ଡାକି ସେମାନଙ୍କୁ କହିଲେ, ଶୁଣ ଓ ବୁଝ, ମୁଖରେ ଯାହା ପ୍ରବେଶ କରେ ତାହା ଯେ ମନୁଷ୍ୟକୁ ଅଶୁଚି କରେ ଏପରି ନୁହେଁ, କିନ୍ତୁ ମୁଖରୁ ଯାହା ବାହାରେ ତାହା ହିଁ ମନୁଷ୍ୟକୁ ଅଶୁଚି କରେ। ସେତେବେଳେ ଶିଷ୍ୟମାନେ ତାଙ୍କ ନିକଟକୁ ଆସି କହିଲେ, ଫାରୁସିମାନେ ଏହି କଥା ଶୁଣି ଯେ ବିଘ୍ନ ପାଇଅଛନ୍ତି, ଆପଣ କ'ଣ ଏହା ଜାଣନ୍ତି? କିନ୍ତୁ ସେ ଉତ୍ତର ଦେଲେ, ମୋର ସ୍ୱର୍ଗସ୍ଥ ପିତା ଯେଉଁ ସବୁ ବୃକ୍ଷରୋପଣ କରିନାହାନ୍ତି ସେସବୁ ଉତ୍ପାଟିତ ହେବ। ସେମାନଙ୍କୁ ଛାଡ଼ି ଦିଅ, ସେମାନେ ମାନଙ୍କର ଅନ୍ଧ ପଥ ପ୍ରଦର୍ଶକ। ଆଉ ଯେବେ ଅନ୍ଧକୁ ବାଟ କଢ଼ାଏ ତେବେ ଉଭୟେ ଖାତରେ ପଡ଼ିବେ। ସେଥିରେ ପିତର ତାହାଙ୍କୁ ଉତ୍ତର ଦେଲେ, ଦୃଷ୍ଟାନ୍ତି ଆମମାନଙ୍କୁ ବୁଝାଇ ଦିଅନ୍ତୁ। ଯୀଶୁ କହିଲେ, ତୁମେମାନେ ମଧ୍ୟ କ'ଣ ଏପର୍ଯ୍ୟନ୍ତ ଆବଦ୍ଧ? ଯାହା କିଛି ମୁଖରେ ପ୍ରବେଶ କରେ ତାହା ଉଦରକୁ ଯାଇ ବାହ୍ୟ ସ୍ଥାନରେ ଯେ ନିକ୍ଷିପ୍ତ ହୁଏ, ଏହା କ'ଣ ବୁଝୁନାହ? କିନ୍ତୁ ମୁଖରୁ ଯାହା ସବୁ ନିର୍ଗତ ହୁଏ ତାହା ହୃଦୟରୁ ବାହାରେ ଓ ତାହା ହିଁ ମନୁଷ୍ୟକୁ ଅଶୁଚି କରେ। କାରଣ ହୃଦୟରୁ କୁଚିନ୍ତା, ନରହତ୍ୟା, ବ୍ୟଭିଚାର, ବେଶ୍ୟାଗମନ, ଚର୍ଯ୍ୟ, ମିଥ୍ୟା ସାକ୍ଷ୍ୟ ଓ ନିନ୍ଦା ବାହାରେ। ଏ ସମସ୍ତ ହିଁ ମନୁଷ୍ୟକୁ ଅଶୁଚି କରେ, କିନ୍ତୁ ଅଧତ ହସ୍ତରେ ଭୋଜନ କରିବା ମନୁଷ୍ୟକୁ ଅଶୁଚି କରେ ନାହିଁ। ମାଥ୍ୟୁ 15 ପର୍ବ 21 ପଦ ଠାରୁ 31 ପଦ ପର୍ଯ୍ୟନ୍ତ କିଣାନୀୟ ସ୍ତ୍ରୀର ବିଶ୍ୱାସ। ଯୀଶୁ ସେ ସ୍ଥାନରୁ ଅନ୍ତର ହୋଇ ସୋର ଓ ସୋଦନ ଅଞ୍ଚଳକୁ ପ୍ରସ୍ଥାନ କଲେ। ଆଉ ଦେଖ, ସେହି ସୀମାରୁ ଜଣେ କିଣାନୀୟ ସ୍ତ୍ରୀ ଆସି ଉଚ୍ଚ ସ୍ୱରରେ କହିବାକୁ ଲାଗିଲେ, ହେ ପ୍ରଭୁ ଦାଉଦ ସନ୍ତାନ, ମୋତେ ଦୟା କରନ୍ତୁ, ମୋର ଝିଅଟିକୁ ଅତି ଭୟଙ୍କର ଭାବରେ ଭୂତ ଲାଗିଅଛି। କିନ୍ତୁ ସେ ତାହାଙ୍କୁ ପଦେ ହେଲେ ଉତ୍ତର ଦେଲେ ନାହିଁ। ଆଉ ତାଙ୍କର ଶିଷ୍ୟମାନେ ଆସି ତାଙ୍କୁ ଅନୁରୋଧ କରି କହିବାକୁ ଲାଗିଲେ, ଏହାକୁ ବିଦାୟ କରନ୍ତୁ, କାରଣ ଏ ଆମ୍ଭମାନଙ୍କର ପଛେ ପଛେ ଚିତ୍କାର କରୁଅଛି। କିନ୍ତୁ ସେ ଉତ୍ତର ଦେଲେ, ମୁଁ ଇସ୍ରାଏଲ ବଂଶର ହଜି ଯାଇଥିବା ମେଷମାନଙ୍କ ବିନା ଆଉ କାହା ନିକଟକୁ ପ୍ରେରିତ ହୋଇନାହିଁ। କିନ୍ତୁ ସେହି ସ୍ତ୍ରୀ ଆସି ତାଙ୍କୁ ପ୍ରଣାମ କରି କହିବାକୁ ଲାଗିଲା, ହେ ପ୍ରଭୁ, ମୋର ଉପକାର କରନ୍ତୁ। ମାତ୍ର ସେ ଉତ୍ତର ଦେଲେ, ସନ୍ତାନମାନଙ୍କର ଆହାର ନେଇ କୁକୁରମାନଙ୍କ ପାଖରେ ପକାଇବା ଉଚିତ ନୁହେଁ। କିନ୍ତୁ ସେ କହିଲା, ହଁ ପ୍ରଭୁ, କାରଣ କୁକୁରମାନେ ତ ନିଜର ପ୍ରଭୁଙ୍କ ମେଜରୁ
ପଡ଼ିବା ଗୁଣ୍ଡି ଗୁଣ୍ଡା ଖାଆନ୍ତି। ସେଥିରେ ଯୀଶୁ ତାଙ୍କୁ ଉତ୍ତର ଦେଲେ, ଗୋ ନାରୀ, ତୁମର ବଡ଼ ବିଶ୍ୱାସ, ତୁମର ଇଚ୍ଛା ଅନୁସାରେ ତୁମ ପ୍ରତି ଘଟୁ। ସେହି ଦଣ୍ଡରୁ ତାହାର କନ୍ୟା ସୁସ୍ଥ ହେଲା। ମାଥ୍ୟୁ 15 ପର୍ବ 29 ପଦ ଠାରୁ 31 ପଦ ପର୍ଯ୍ୟନ୍ତ ଅନେକ ଲୋକଙ୍କୁ ଯୀଶୁଙ୍କ ସୁସ୍ଥତା ପ୍ରଦାନ। ଯୀଶୁ ସେଠାରୁ ପ୍ରସ୍ଥାନ କରି ଗାଲିଲି ସମୁଦ୍ରକୁ ନିକଟକୁ ଆସିଲେ, ଆଉ ପର୍ବତ ଉପରକୁ ଯାଇ ସେଠାରୁ ବସିଲେ। ପୁଣି ବହୁ ସଂଖ୍ୟକ ଲୋକ ଖଞ୍ଜ, ପଙ୍ଗୁ, ଅନ୍ଧ, ମୂକ ଓ ଅନ୍ୟାନ୍ୟ ଅନେକଙ୍କୁ ସାଙ୍ଗରେ ଘେନି ତାହାଙ୍କ ଛାମୁକୁ ଆସିଲେ ଓ ସେମାନଙ୍କୁ ତାହାଙ୍କର ପାଦ ତଳେ ଥୋଇଦେଲେ। ପୁଣି ସେ ସେମାନଙ୍କୁ ସୁସ୍ଥ କଲେ। ଏହି ରୂପେ ମୂକମାନେ ଯେ କଥା କହୁଅଛନ୍ତି, ପଙ୍ଗୁମାନେ ସୁସ୍ଥ ହୋଇଅଛନ୍ତି, ଖଞ୍ଜମାନେ ଚାଲୁଅଛନ୍ତି ଓ ଅନ୍ଧମାନେ ଦେଖୁଅଛନ୍ତି, ଏହା ଦେଖି ଲୋକ ସମୂହ ଚମତ୍କୃତ ହେଲେ। ପୁଣି ଈଶ୍ୱରଙ୍କର ମହିମା କୀର୍ତ୍ତନ କଲେ। ମାଥ୍ୟୁ 15 ପର୍ବ 32 ପଦ ଠାରୁ 39 ପଦ ପର୍ଯ୍ୟନ୍ତ 4000 ଲୋକଙ୍କୁ ଭୋଜନ କରାଇବା। ଆଉ ଯୀଶୁ ଆପଣା ଶିଷ୍ୟମାନଙ୍କୁ ନିକଟକୁ ଡାକି କହିଲେ, ଏହି ଲୋକ ସମୂହ ପ୍ରତି ମୋହର ଦୟା ହେଉଅଛି, କାରଣ ଏମାନେ 3 ଦିନ ହେଲାଣି ମୋ ସାଙ୍ଗରେ ରହିଅଛନ୍ତି ଓ ଏମାନଙ୍କ ପାଖରେ କିଛି ଖାଇବାକୁ ନାହିଁ। କାଳେ ବାଟରେ ସେମାନଙ୍କର ହଂସା ଉଡ଼ିଯାଏ, ଏଥିପାଇଁ ସେମାନଙ୍କୁ ଅନାହାରରେ ବିଦାୟ ଦେବାକୁ ମୋହର ଇଚ୍ଛା ନାହିଁ। ଶିଷ୍ୟମାନେ ତାଙ୍କୁ କହିଲେ, ଏତେ ଲୋକଙ୍କୁ ତୃପ୍ତ କରିବା ପାଇଁ ଆମେମାନେ ନିର୍ଜନ ସ୍ଥାନରେ କେଉଁଠାରୁ ଏତେ ରୁଟି ପାଇବା? ଯୀଶୁ ସେମାନଙ୍କୁ ପଚାରିଲେ, ତୁମମାନଙ୍କ ପାଖରେ କେତୋଟି ରୁଟି ଅଛି? ସେମାନେ କହିଲେ, 7ଟି, ପୁଣି ଅଳ୍ପ କେତୋଟି ସାନ ମାଛ। ସେଥିରେ ସେ ଲୋକ ସମୂହକୁ ଭୂମିରେ ବସାଇବାକୁ ଆଜ୍ଞା ଦେଲେ। ଆଉ ଯୀଶୁ ସେଇ 7ଟି ରୁଟି ଓ ମାଛ ଗୁଡ଼ାକ ଘେନି ଧନ୍ୟବାଦ ଦେଇ ସେଗୁଡ଼ିକୁ ଶିଷ୍ୟମାନଙ୍କୁ ଦିଅନ୍ତେ ସେମାନେ ଲୋକ ସମୂହକୁ ଦେଲେ। ଆଉ ସମସ୍ତେ ଭୋଜନ କରି ତୃପ୍ତ ହେଲେ ଓ ଭଙ୍ଗା ରୁଟିରୁ ଯାହା ବଳିଲା ତାହା ସେମାନେ ଉଠାଇ 7 ବେତା ଭର୍ତ୍ତି କଲେ। ଭୋଜନ କରିବା ଲୋକେ ସ୍ତ୍ରୀ ଓ ପିଲାମାନଙ୍କର ଛଡ଼ା 4000 ପୁରୁଷ ଥିଲେ। ଏଥି ଉତ୍ତାରେ ସେ ଲୋକ ସମୂହକୁ ବିଦାୟ ଦେଇ ନୌକାରେ ଚଢ଼ି ମଗଦାନ ସୀମାକୁ ଆସିଲେ। ମାଥ୍ୟୁ 16 ପର୍ବ 1 ପଦ ଠାରୁ 4 ପଦ ପର୍ଯ୍ୟନ୍ତ ଜୁନସଙ୍କ ଚିହ୍ନ। ଫାରୁସି ଓ ସାଦୁକୀମାନେ ତାଙ୍କ ନିକଟକୁ ଆସି ତାଙ୍କୁ ପରୀକ୍ଷା କରିବା ଅଭିପ୍ରାୟରେ ସେମାନଙ୍କୁ ଆକାଶରୁ ଗୋଟେ ଚିହ୍ନ ଦେଖାଇବା ପାଇଁ ତାଙ୍କୁ ଅନୁରୋଧ କଲେ। କିନ୍ତୁ ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, ସନ୍ଧ୍ୟା ସମୟରେ ତୁମେମାନେ କହିଥାଅ, ଭଲ ପାଗ ହେବ, କାରଣ ଆକାଶ ଭଲ ହୋଇଅଛି। ଆଉ ପ୍ରାତଃକାଳରେ କହିଥାଅ, ଆଜି ଝଡ଼ ହେବ, କାରଣ ଆକାଶ ଭଲ ଓ ମେଘୁଆ ହୋଇଅଛି। ତୁମେମାନେ ଆକାଶର ଲକ୍ଷଣରୁ ଭେଦାଭେଦ ବୁଝିପାରୁଅଛ, କିନ୍ତୁ କାଳର ଲକ୍ଷଣ ସବୁ ବୁଝିପାରୁନାହ। ଦୁଷ୍ଟ ଓ ବ୍ୟଭିଚାରୀ ବଂଶ ଚିହ୍ନ ଅନ୍ୱେଷଣ କରନ୍ତି, ମାତ୍ର ଜୁନସଙ୍କର ଚିହ୍ନ ବିନା ଅନ୍ୟ କୌଣସି ଚିହ୍ନ ସେମାନଙ୍କୁ ଦିଆଯିବ ନାହିଁ। ପୁଣି ସେ ସେମାନଙ୍କୁ ପରିତ୍ୟାଗ କରି ପ୍ରସ୍ଥାନ କଲେ। ମାଥ୍ୟୁ 16 ପର୍ବ 5 ପଦ ଠାରୁ 12 ପଦ ପର୍ଯ୍ୟନ୍ତ ଫାରୁସି ଓ ସାଦୁକୀମାନଙ୍କର ଖମିର। ଶିଷ୍ୟମାନେ ଅନ୍ୟ ପାରିରେ ପହଞ୍ଚି ଦେଖିଲେ ଯେ ସେମାନେ ରୁଟି ନେବାକୁ ପାଶୁରି ଯାଇଅଛନ୍ତି। ଯୀଶୁ ସେମାନଙ୍କୁ କହିଲେ, ସତର୍କ ହୁଅ, ଫାରୁସି ଓ ସାଦୁକୀମାନଙ୍କର ଖମିର ଠାରୁ ସାବଧାନ ହୋଇଥାଅ। ସେଥିରେ ସେମାନେ ପରସ୍ପର ମଧ୍ୟରେ ତର୍କ ବିତର୍କ କରି କହିବାକୁ ଲାଗିଲେ, ଆମେମାନେ ରୁଟି ଆଣିନାହୁଁ ବୋଲି ସେ ଏହା କହୁଅଛନ୍ତି। କିନ୍ତୁ ଯୀଶୁ ତାହା ଜାଣି କହିଲେ, ହେ ଅଳ୍ପ ବିଶ୍ୱାସୀମାନେ, ତୁମମାନଙ୍କ ପାଖରେ ରୁଟି ନାହିଁ ବୋଲି କାହିଁକି ପରସ୍ପର ତର୍କ ବିତର୍କ କରୁଅଛ? ତୁମେମାନେ କ'ଣ ଏ ପର୍ଯ୍ୟନ୍ତ ବୁଝୁନାହ? ଅବା ସେଇ 5000 ଲୋକଙ୍କ 5ଟି ରୁଟି ଆଉ କେତେ ଟୋକାଇ ଉଠାଇଲ? କିମ୍ବା ସେଇ 4000 ଲୋକଙ୍କ 7ଟି ରୁଟି ପୁଣି କେତେ ବେତା ଉଠାଇଲ? ସେସବୁ କି ତୁମମାନଙ୍କ ସ୍ମରଣ ନାହିଁ? ମୁଁ ଯେ ତୁମମାନଙ୍କୁ ରୁଟି ବିଷୟରେ କହିନଥିଲି, ଏହା କିପରି ବୁଝୁନାହ? କିନ୍ତୁ ଫାରୁସି ଓ ସାଦୁକୀମାନଙ୍କ ଖମିର ବିଷୟରେ ସାବଧାନ ହୋଇଥାଅ। ଯୀଶୁ ଯେ ରୁଟିର ଖମିର ଠାରୁ ସାବଧାନ ହୋଇ ରହିବା ପାଇଁ ନ କହି ଫାରୁସି ଓ ସାଦୁକୀମାନଙ୍କର ଶିକ୍ଷାରୁ ସାବଧାନ ହୋଇ ରହିବା ପାଇଁ ସେମାନଙ୍କୁ କହିଥିଲେ, ଏହା ସେମାନେ ସେତେବେଳେ ବୁଝିଲେ। ମାଥ୍ୟୁ 16 ପର୍ବ 13 ପଦ ଠାରୁ
20 पद पर्यंत जीशुଙ୍କୁ ख्रीष्ट रूपे पितरंकर स्वीकार। पर जीशु काइसरिया फिलिपी अंचल को आसी अपना शिष्य मानक पचारिबा को लागिले, मनुष्य पुत्र किए बोली लोके कौन कहती? एथिरे से माने कहले केई केई कहती बाप्तिजिक जहन, केई केई एलियो, आउ केई केई जिरिमियो अबा भाववादी मानक मध्यरु जणे। से मानक पचारिले किंतु मु किए बोली तुम्हें माने कौन कहूछ? सिमोन पीतर उत्तर देले, आपण ख्रीष्ट जीवंत ईश्वरंकर पुत्र। एथिरे जीशु तांको उत्तर देले, हे जुनसंकर पुत्र सिमोन, तुम्हें धन्य, कारण मनुष्य तुम निकटरे यही प्रकाश करी नाही, बरं मोहर स्वर्गस्थ पिता प्रकाश करी अछंती। आउ मु मध्य तुमको कहूछि, तुम्हें पितर पुणी यही पत्थर उपरे मु आपणा मंडली तोलिबी, आउ नरकर बल ताको पराजय करिब नाही। मु तुमको स्वर्ग राज्यर कंची देवी, आउ तुम्हें पृथ्वी रे जहाँ किछि बंद करिवो स्वर्ग रे ताहा बंद रहिबो, पुणी पृथ्वी रे जहाँ किछि मुक्त करिवो स्वर्ग रे ताहा मुक्त रहिबो। सेतेबेले से जे ख्रीष्ट हटंती एहा काहाकू न कहिबा पई से शिष्य माननकू दृढ़ आज्ञा देले। माथ्यू 16 पर्व 21 पद ठारू 23 पद पर्यंत निज मृत्यु एवं उत्थान विषय जीशुंकर सूचना। से समय ठारू जीशु ख्रीष्ट अपना शिष्य माननकू बुझाइबाकू लागिले जे तांको अवश्य जेरुसालेम को जीवाको हबो एवं प्राचीन प्रधान याजक और शास्त्री मानक हस्तरू बहुत दुख भोग करी हत हेबाको हेबो, पुणी तृतीय दिवस रे उत्थान हेबाको हेबो। सेतिरे पितर तांको गोटे पाखकू घेनी जाई अनुजोग करी कहिबाकू लागिले, हे प्रभु ईश्वर आपणको दया करंतु, यह आपणक प्रति केबे हे न घटू। किंतु जीशु बुली पड़ी पितरंकू कहिले, मो आगरू दूर हो शैतान, तुम्हें मोर विघ्न स्वरूप, कारण तुम्हें ईश्वरक विषय न भावी मनुष्यर विषय भावुअछ। माथ्यू 16 पर्व 24 पद ठारू 28 पद पर्यंत जीशुंक अनुगमनकारी हेबार अर्थ। सेतेबेले जीशु अपना शिष्य माननकू कहले, केई जेबे मोर अनुगामी हेबाकू इच्छा करे तेबे से आपणा को अस्वीकार करू, पुणी आपणा क्रूस घेनी मोहर अनुगमन करू। कारण जे केही आपणा जीवन रक्षा करने को इच्छा करे से ता हराइबो, किंतु जे केही मो निमंते आपणा जीवन हराइबो से ताहा प्राप्त हेबो। आ मनुष्य जेबे समस्त जगत लाभ करी आपणा जीवन हराए तेबे ताहार की लाभ हेबो? किंतु मनुष्य आपण जीवन बदल रे कौन देबो? पुणी मनुष्य पुत्र आपणा पितांक महिमारे निज दूत मानक सहित आगमन करिवे एवं सेतेबेले से प्रत्येक लोकंकु ताहार कर्म अनुसार फल देवे। मु तुम मानकु सत्य कहूछि, मनुष्य पुत्रंकर आपणा राज्य रे आगमन न देखिबा पर्यंत एठारे ठिया होइतिबा लोक मानक मध्यरु केतेक कौनसी प्रकारे मृत्युर आस्वाद पाइबे नाही। माथ्यू 17 पर्व 1 पद ठारू 13 पद पर्यंत जीशुंक रूपांतरण। 6 दिन पर जीशु पितर ओ जाकुब और तांकर भाई जहन को सांगरे घेनी आस अंतर होई सेमानंकु गोटे उच्च पर्वत को नहीं गले। आउ से मानक साक्षात रूपांतरित हेले। तांकर मुख सूर्य परी उज्जवल और तांकर वस्त्र आलोक परी शुभ्र वर्ण हैला। पुणी देख मूसा और एलियो तांक सहित कथबार्ता करुथुवा सेमानंकु देखागले। सेतिरे पितर जीशुंकु उत्तर देले, हे प्रभु आमे माने जे ए स्थान रे अछु यह उत्तम। आपणकर इच्छा हेले मु एठारे 3टी कुटीर निर्माण करिबी, आपणक पई गोटिए, मूसांक पई गोटिए, एलियोंक पई गोटिए। से यही कथा कहू कहू देख खंडे मेघ सेमानंकु आच्छादन कला। आउ देख सेई मेघरू यही बाणी हैला, ये आंबर प्रिय पुत्र, यांक ठारे आंबर परम संतोष। यह शुणी शिष्य माने मुँह माड़ी पड़गले और अतिशय भीत हेले। सेथिरे जीशु आसी सेमानंकु स्पर्श करी कहिले, उठ भय कर नाही। पुणी से माने ऊपर को चाही केवल जीशुंक बिना आउ काहारी की देखिले नाही। सेमाने पर्वतरू ओह्लाइबा समय जीशु सेमानंकु आज्ञा दे कहिले, मनुष्य पुत्र मूर्त मानक मध्यरु उत्थान न हेबा पर्यंत ए दर्शनर कथा काहारी को कह नाही। पुणी शिष्य माने तांको पचारले, तेबे शास्त्री माने काहींकी कहंती जे प्रथम अवश्य एलियोंकर आगमन हेबो? से उत्तर देले, एलियो आसी समस्त विषय पुनर्स्थापन
କରିବା କଥା ସତ, କିନ୍ତୁ ମୁଁ ତୁମମାନଙ୍କୁ କହୁଅଛି ଏଲିଏ ତ ଆସି ସାରିଲେନି, ମାତ୍ର ଲୋକ ତାହାଙ୍କୁ ଚିହ୍ନି ନ ଚିହ୍ନି ଯାହା ଇଚ୍ଛା ତାହା ହିଁ ତା ପ୍ରତି କରିଅଛନ୍ତି। ସେହି ପ୍ରକାରେ ମନୁଷ୍ୟପୁତ୍ର ମଧ୍ୟ ସେମାନଙ୍କ ହସ୍ତରେ ଦୁଃଖ ଭୋଗ କରିବାକୁ ଯାଉଅଛନ୍ତି। ସେ ଯେ ସେମାନଙ୍କୁ ବାପ୍ତିଜିକ ଜହନ୍ନଙ୍କର ବିଷୟରେ କହିଲେ, ଶିଷ୍ୟମାନେ ସେତେବେଳେ ତାହା ବୁଝିଲେ। ମାଥ୍ୟୁ 17 ପର୍ବ 14 ପଦ ଠାରୁ 21 ପଦ ପର୍ଯ୍ୟନ୍ତ ଭୂତଗ୍ରସ୍ତ ବାଳକର ସୁସ୍ଥତା। ପରେ ସେମାନେ ଲୋକ ସମୂହ ନିକଟକୁ ଆସନ୍ତି। ଜଣେ ଲୋକ ତାଙ୍କ ପାଖକୁ ଆସି ଆଣ୍ଠୋଇ ପଡ଼ି କହିଲା, ହେ ପ୍ରଭୁ, ମୋହର ପ୍ରଭୁଙ୍କୁ ମୋ ପୁଅଙ୍କୁ ଦୟା କରନ୍ତୁ, କାରଣ ସେ ମୃଗୀ ରୋଗୀରେ ବଡ଼ କଷ୍ଟ ପାଉଅଛି। ଯେଣୁ ସେ ଥରକୁ ଥର ନିଆଁରେ ଓ ଥରକୁ ଥର ପାଣିରେ ପଡ଼ୁଅଛି। ମୁଁ ଆପଣଙ୍କ ଶିଷ୍ୟମାନଙ୍କ ନିକଟକୁ ତାହାଙ୍କୁ ଆଣିଥିଲି, ମାତ୍ର ସେମାନେ ତାହାଙ୍କୁ ସୁସ୍ଥ କରିପାରିଲେ ନାହିଁ। ଯୀଶୁ ଉତ୍ତର ଦେଲେ, ଆରେ ଅଳ୍ପ ବିଶ୍ୱାସୀ, ଆରେ ଅଳ୍ପ ଅବିଶ୍ୱାସୀ ଓ ବିପଥଗାମୀ ବଂଶ, କେତେ କାଳ ମୁଁ ତୁମମାନଙ୍କ ସାଙ୍ଗରେ ରହିବି? କେତେ କାଳ ତୁମମାନଙ୍କ ବ୍ୟବହାର ସହିବି? ତାହାକୁ ଏଠିକି ମୋ ପାଖକୁ ଆଣ। ଆଉ ଯୀଶୁ ଭୂତକୁ ଧମକାନ୍ତେ ସେ ତାଠାରୁ ବାହାରିଗଲା ଓ ବାଳକଟି ସେହି ଦଣ୍ଡରୁ ସୁସ୍ଥ ହେଲା। ଏଥି ଉତ୍ତାରେ ଶିଷ୍ୟମାନେ ଗୋପନରେ ଯୀଶୁଙ୍କ ନିକଟକୁ ଆସି କହିଲେ, ଆମେମାନେ କାହିଁକି ତାହାକୁ ଛଡ଼ାଇ ପାରିଲୁ ନାହିଁ? ଯୀଶୁ ସେମାନଙ୍କୁ କହିଲେ, ତୁମମାନଙ୍କର ଅଳ୍ପ ବିଶ୍ୱାସ ସକାଶେ। କାରଣ ମୁଁ ତୁମମାନଙ୍କୁ ସତ୍ୟ କହୁଛି, ଯଦି ଗୋଟିଏ ସୋରିଷ ଦାନା ପରି ତୁମମାନଙ୍କର ବିଶ୍ୱାସ ଥାଏ, ତାହେଲେ ଏହି ପର୍ବତକୁ ଏଠାରୁ ସେଠାକୁ ଘୁଞ୍ଚିଯା ବୋଲି କହିଲେ ତାହା ଘୁଞ୍ଚାଯିବ, ଆଉ କିଛି ହିଁ ତୁମମାନଙ୍କର ଅସାଧ୍ୟ ହେବ ନାହିଁ। କିନ୍ତୁ ପ୍ରାର୍ଥନା ଓ ଉପବାସ ବିନା ଅନ୍ୟ କୌଣସି ଉପାୟରେ ଏ ପ୍ରକାର ଭୂତ ବାହାରିଯାଏ ନାହିଁ। ମାଥ୍ୟୁ 17 ପର୍ବ 22-23 ପଦ ନିଜ ମୃତ୍ୟୁ ବିଷୟରେ ଯୀଶୁଙ୍କର ପୁନଃ ସୂଚନା। ଆଉ ସେମାନେ ଗାଲିଲୀରେ ଏକତ୍ର ହେବା ସମୟରେ ଯୀଶୁ ସେମାନଙ୍କୁ କହିଲେ, ମନୁଷ୍ୟପୁତ୍ର ମନୁଷ୍ୟମାନଙ୍କ ହସ୍ତରେ ସମର୍ପିତ ହେବାକୁ ଯାଉଅଛନ୍ତି। ପୁଣି ସେମାନେ ତାହାଙ୍କୁ ବଧ କରିବେ, ଆଉ ତୃତୀୟ ଦିବସରେ ସେ ଉତ୍ଥିତ ହେବେ। ଏଥିରେ ସେମାନେ ଅତ୍ୟନ୍ତ ଦୁଃଖିତ ହେଲେ। ମାଥ୍ୟୁ 17 ପର୍ବ 24 ପଦ ଠାରୁ 27 ପଦ ପର୍ଯ୍ୟନ୍ତ ଯୀଶୁ ଏବଂ ମନ୍ଦିରର କର। ଇତିମଧ୍ୟରେ ସେମାନେ କଫରନହୁମକୁ ଆସନ୍ତେ। ମନ୍ଦିରର କର ଆଦାୟକାରୀ ଲୋକେ ପିତରଙ୍କ ନିକଟକୁ ଆସି ପଚାରିଲେ, ତୁମମାନଙ୍କର ଗୁରୁ କ'ଣ ମନ୍ଦିରର କର ଦିଅନ୍ତି ନାହିଁ? ସେ କହିଲେ, ହଁ ଦିଅନ୍ତି। ଆଉ ସେ ଘରକୁ ଆସିଲା ଉତ୍ତାରେ ଯୀଶୁ ଆଗେ ତାଙ୍କୁ କହିଲେ, ସିମୋନ, ତୁମର ମତ କ'ଣ? ପୃଥିବୀର ରାଜାମାନେ କାହା ପାଖକୁ କର ବା ରାଜସ୍ୱ ନିଅନ୍ତି? ସେମାନଙ୍କର ପୁତ୍ରମାନଙ୍କ ଠାରୁ କିମ୍ବା ବିଦେଶୀମାନଙ୍କ ଠାରୁ? ସେ ବିଦେଶୀମାନଙ୍କ ଠାରୁ ବୋଲି କହନ୍ତେ। ଯୀଶୁ ତାଙ୍କୁ କହିଲେ, ତେବେ ତ ପୁତ୍ରମାନେ ମୁକ୍ତ। କିନ୍ତୁ ଆମ୍ଭେମାନେ ଯେପରି ସେମାନଙ୍କର ବିଘ୍ନର କାରଣ ନ ହେଉ, ଏଥିପାଇଁ ସମୁଦ୍ରକୁ ଯାଇ ବଂଶୀ ପକାଅ, ଆଉ ପ୍ରଥମେ ଯେଉଁ ମାଛ ପଡ଼ିବ ତାହାକୁ ଧରି ତାହାର ମୁଖ ଫିଟାଇଲେ ଗୋଟିଏ ରୌପ୍ୟ ମୁଦ୍ରା ପାଇବ। ତାହା ଘେନି ମୋ ପାଇଁ ଓ ତୁମ ପାଇଁ ସେମାନଙ୍କୁ ଦିଅ। ମାଥ୍ୟୁ 18 ପର୍ବ 1 ପଦ ଠାରୁ 5 ପଦ ପର୍ଯ୍ୟନ୍ତ ସବୁଠାରୁ ଶ୍ରେଷ୍ଠ, ସବୁଠାରୁ ନମ୍ର। ସେତେବେଳେ ଶିଷ୍ୟମାନେ ଯୀଶୁଙ୍କ ନିକଟକୁ ଆସି ପଚାରିଲେ, ତେବେ ସ୍ୱର୍ଗ ରାଜ୍ୟରେ କିଏ ଶ୍ରେଷ୍ଠ? ସେ ଗୋଟିଏ ସାନ ପିଲାକୁ ପାଖକୁ ଡାକି ସେମାନଙ୍କ ମଧ୍ୟରେ ଠିଆ କରାଇ କହିଲେ, ମୁଁ ତୁମମାନଙ୍କୁ ସତ୍ୟ କହୁଛି, ତୁମେମାନେ ଫେରି ସାନ ପିଲାଙ୍କ ପରି ନ ହେଲେ କୌଣସି ପ୍ରକାରେ ସ୍ୱର୍ଗ ରାଜ୍ୟରେ ପ୍ରବେଶ କରିବ ନାହିଁ। ଅତଏବ ଯେ କେହି ଏହି ସାନ ପିଲା ପରି ଆପଣାକୁ ନମ୍ର କରେ, ସେ ସ୍ୱର୍ଗ ରାଜ୍ୟରେ ଶ୍ରେଷ୍ଠ। ଆଉ ଯେ କେହି ମୋ ନାମରେ ଏହିପରି ଗୋଟିଏ ସାନ ପିଲାକୁ ଗ୍ରହଣ କରେ, ସେ ମୋତେ ଗ୍ରହଣ କରେ। ମାଥ୍ୟୁ 18 ପର୍ବ 6 ପଦ ଠାରୁ 9 ପଦ ପର୍ଯ୍ୟନ୍ତ ବିଶ୍ୱାସରେ ବିଘ୍ନକାରୀର ଦଣ୍ଡ। କିନ୍ତୁ ଯେ କେହି ମୋ ଠାରେ ବିଶ୍ୱାସ କରୁଥିବା ଏହି କ୍ଷୁଦ୍ରମାନଙ୍କ ମଧ୍ୟରୁ ଜଣକର ବିଘ୍ନର କାରଣ ହୁଏ, ତା ବେକରେ ଗୋଟିଏ ବଡ଼ ଚକି ପଥର ଟଙ୍ଗା ଯାଇ ତାହାକୁ ମହାସାଗରର ଅଗାଧ ଜଳରେ ବୁଡ଼ାଇ ଦିଆଯାଇଥିଲେ ତା ପକ୍ଷରେ ହିତକର ହୋଇଥାନ୍ତା। ହାୟ ସଂସାରର ବିଘ୍ନ ସକାଶେ ସନ୍ତାପର ପାତ୍ର,
विघ्न तो निश्चय घटिब, किंतु हाय जो लोक द्वारा विघ्न घटे से शांतापर पात्र। तुमर हस्त अबा पाद जदि तुमर विघ्नर कारण हुए तेबे ताहा काटी फोपाड़ी दियो। दुई हस्त ओ दुई पाद घेनी अनंत अग्नि रे निक्षिप्त हेबा अपेक्षा बरं पंगु अबा खंज होई जीवन रे प्रवेश करिबा बरं तुम पक्षरे भल। आ तुमर चक्षु जदि तुमर विघ्नर कारण हुए तेबे ताको उपाड़ी फोपाड़ी दियो। दुई चक्षु घेनी अग्निमय नरकरे निक्षिप्त हेबा अपेक्षा बरं एक चक्षु घेनी जीवन रे प्रवेश करिबा तुम पक्षरे भल। माथ्यू 18 पर्व 10 पद ठारू 14 पद पर्यंत हजिला मेंढार दृष्टांत। सावधान, ए क्षुद्र मानक मध्यरु जनको ही तुच्छ ज्ञान कर नाही, कारण मु तुम मानक सत्य कहूछि स्वर्गरे तुम मानकर दूत माने सर्वदा मोहर स्वर्गस्थ पितांकर मुख दर्शन करती। कारण जहा हजी अच्छी ता रक्षा करने निमंते मनुष्य पुत्र आसी अछंती। तुमे माने कौन मने कर, कौन सी लोकर जदि 100 मेंढा थाए आउ से मानक मध्यरु गोटे बणा हो जाए, तेबे कौन अनेश्वत को पर्वत रे छाड़ी से जाई से बणा होइतिबा मेंढाटी खोजे नाही? आउ जदि से ताहाको पाए ताहले मु तुम मानकु सत्य कहूछि जे अनस्पति बणा होई नथिले सेमानक अपेक्षा एई गोटिक लागी से अधिक आनंद करे। सेई प्रकार एई क्षुद्र मानक मध्यरु जे गोटे विनष्ट हुए यहा तुम मानकर स्वर्गस्थ पितांकर इच्छा नुहे। माथ्यू 18 पर्व 15 पद ठारू 20 पद पर्यंत पाप करिथिबा भाई संबंधरे। जदि तुमर भाई पाप करे तेबे जाई केवल तुम दुई जनक मध्यरे ताको ताहार दोष देखाओ। जदि से तुम्हार कथा शुणे तेबे तुम्हे अपना भाई की लाभ कल, किंतु जदि से न शुणे ताहले तुम सांगरे आउ जणे बा दुई जन को घेनी जाओ, जेपरि 2 बा 3 साक्षी मुखरे समस्त कथा स्थिर करा जीवो। जदि से सेमानकर कथा न माने तेबे मंडली की कह, आउ जदि से मंडली कथा मध्य न माने तेबे से तुम दृष्टि रे विजातीय ओ काराग्राही परि हो। मु तुम मानक सत्य कहूछि तुमे माने पृथ्वी रे जहा सब बंद करिवो स्वर्ग रे से सब बंद रहिबो, पुणी पृथ्वी रे जहा सब मुक्त करिवो स्वर्ग रे से सब मुक्त रहिबो। पुनश्च मु तुम मानक सत्य कहूछि पृथ्वी रे तुम मानक मध्यरु 2 जण जे कोनोसी विषय रे एक मना होई जहा किछि मागिबो ताहा मोहर स्वर्गस्थ पितांकर कर्तुक सेमानक प्रति घटिबो। कारण जो स्थान रे 2 कि 3 जण मो नाम रे एकत्र होंती से स्थान रे मु सेमानक मध्यरे उपस्थित अछि। माथ्यू 18 पर्व 21 पद ठारू 35 पद पर्यंत क्षमा न देबा दासर दृष्टांत। सेतेबेले पितर तांको पाख आसी पचारिले, हे प्रभु केते थर मोहर भाई मो विरुद्ध रे पाप कले मु क्षमा देबी, मु क्षमा करिबी, किंतु 7 थर पर्यंत? जीशु तांको कहले, तुमको केवल 7 थर पर्यंत कहू नाही, मात्र 70 गुण 7 थर पर्यंत। अतएव स्वर्ग राज्य आपणा दास मानक सहित हिसाब करने को इच्छुक जड़े राजांक सदृश। से हिसाब आरंभ करते 3 कोटी टंका ऋण करिथिबा जड़े दास तांको छामुको अणागला, किंतु ताहार परिशोध करने को किछि नथिबारु ताहार प्रभु ताहाको एवं ताहार स्त्री पिलापिली और सर्वस्व विक्रय करी परिशोध नेबा को आज्ञा देले। तेणु सेई दास तांको भूमिष्ठ प्रणाम करी कहबाकू कहला लागिला, आपण मो विषय धैर्य धरंतु, मु आपणको सबु परिशोध करिदेबी। सेतिरे सेई दास प्रभु सदय होई तांको मुक्त करिदेले और ताहांकर ऋण क्षमा कले। किंतु सेई दास बाहरी जाई ताहाठारु 50 टंका ऋण करिथिबा जणे सहदासर देखा पाई ताको धरी तार गला चिपी ताहाको कहबाकू लागिला, तू जहा धारू सुझी दे। तेणु ताहार सहदास भूमिष्ठ होई ताहाको विनत करी कहबाकू लागिला, आपण मो विषय धैर्य धरंतु, मु आपणको परिशोध करिदेबी। मात्र से सम्मत हैला नहीं,
କିନ୍ତୁ ଯାଇ ଋଣ ପରିଶୋଧ ନ କରିବା ଯାଏଁ ତାକୁ କାରାଗାରରେ ପକାଇଦେଲା। ତେଣୁ ତାହାର ସହଦାସମାନେ ଏହି ଘଟଣା ଦେଖି ଅତ୍ୟନ୍ତ ଦୁଃଖିତ ହେଲେ ଓ ଯାଇ ସେମାନଙ୍କର ପ୍ରଭୁଙ୍କୁ ସମସ୍ତ ଘଟଣା ବର୍ଣ୍ଣନା କରି ଜଣାଇଲେ। ସେଥିରେ ତାହାର ପ୍ରଭୁ ତାହାକୁ ପାଖକୁ ଡକାଇ କହିଲେ, ରେ ଦୁଷ୍ଟ ଦାସ, ମୁଁ ତୋତେ ବିନତି କରିବାକୁ ମୁଁ ତୋର ସେହି ସମସ୍ତ ଋଣ କ୍ଷମା କଲି। ମୁଁ ଯେ ରୂପେ ତୋତେ ଦୟା କଲି ସେ ରୂପେ ମଧ୍ୟ ଆପଣାର ଦାସକୁ ଦୟା କରିବା କି ତୋର କର୍ତ୍ତବ୍ୟ ନଥିଲା? ଆଉ ତାହାର ପ୍ରଭୁ କ୍ରୋଧ ହୋଇ ସମସ୍ତ ରୋଗ ପରିଶୋଧ ନ କରିବା ପର୍ଯ୍ୟନ୍ତ ତାକୁ ଯନ୍ତ୍ରଣା ଦେବା ଲୋକମାନଙ୍କ ହସ୍ତରେ ସମର୍ପଣ କଲେ। ତୁମେମାନେ ପ୍ରତ୍ୟେକ ଜଣ ଯଦି ଅନ୍ତର ସହ ଆପଣା ଭାଇ କି କ୍ଷମା ନ କର, ତାହେଲେ ମୋହର ସ୍ୱର୍ଗସ୍ଥ ପିତା ହିଁ ତୁମମାନଙ୍କ ପ୍ରତି ସେହି ପ୍ରକାର କରିବେ। ମାଥ୍ୟୁ 19 ପର୍ବ ଛାଡ଼ପତ୍ର ସମ୍ପର୍କରେ ଯୀଶୁଙ୍କର ଶିକ୍ଷା। ଯୀଶୁ ଏହି ସମସ୍ତ କଥା ସମାପ୍ତ କଲା ଉତ୍ତାରେ ଗାଲିଲିରୁ ପ୍ରସ୍ଥାନ କରି ଜର୍ଦ୍ଦନ ପରପାର ଦେଇ ଜିହୁଦାର ସୀମାରେ ଉପସ୍ଥିତ ହେଲେ। ପୁଣି ବହୁ ସଂଖ୍ୟକ ଲୋକ ତାଙ୍କ ପଛେ ପଛେ କଲେ, ଆଉ ସେ ସେଠାରେ ସେମାନଙ୍କୁ ସୁସ୍ଥ କଲେ। ଇତିମଧ୍ୟରେ ଫାରୁସୀମାନେ ତାଙ୍କ ନିକଟକୁ ଆସି ତାହାଙ୍କୁ ପରୀକ୍ଷା କରି ପଚାରିଲେ, ଯେକୌଣସି କାରଣରୁ ଆପଣା ସ୍ତ୍ରୀକି ପରିତ୍ୟାଗ କରିବା କ'ଣ ନ୍ୟାୟସଙ୍ଗତ? ସେ ଉତ୍ତର ଦେଲେ, ତୁମେମାନେ କ'ଣ ପାଠ କରିନାହ ଯେ ସୃଷ୍ଟିକର୍ତ୍ତା ଆଦ୍ୟରୁ ସେମାନଙ୍କୁ ପୁରୁଷ ଓ ସ୍ତ୍ରୀ କରି ସୃଷ୍ଟି କଲେ? ଆଉ କହିଲେ, ଏହି କାରଣରୁ ପୁରୁଷ ପିତାମାତାଙ୍କୁ ପରିତ୍ୟାଗ କରି ନିଜ ସ୍ତ୍ରୀଠାରେ ଆସକ୍ତ ହେବ, ଆଉ ସେ ଦୁହେଁ ଏକାଙ୍ଗ ହେବେ। ଏଣୁ ସେମାନେ ଆଉ ଦୁଇ ନୁହନ୍ତି କିନ୍ତୁ ଏକାଙ୍ଗ ଅଟନ୍ତି। ଅତଏବ ଈଶ୍ୱର ଯାହା ସଂଯୁକ୍ତ କରିଅଛନ୍ତି ମନୁଷ୍ୟ ତାହା ବିଭିନ୍ନ ନ କରୁ। ସେମାନେ ତାହାଙ୍କୁ ପଚାରିଲେ, ତେବେ ମୋଶା କାହିଁକି ତ୍ୟାଗପତ୍ର ଦେଇ ସ୍ତ୍ରୀକି ପରିତ୍ୟାଗ କରିବା ନିମନ୍ତେ ଆଜ୍ଞା ଦେଲେ? ସେ ସେମାନଙ୍କୁ କହିଲେ, କାରଣ ତୁମମାନଙ୍କର ହୃଦୟର କଠିନତା ଦେଖି ମୋଶା ତୁମମାନଙ୍କୁ ଆପଣା ଆପଣା ସ୍ତ୍ରୀକି ପରିତ୍ୟାଗ କରିବାକୁ ଅନୁମତି ଦେଲେ। କିନ୍ତୁ ଆଦ୍ୟରୁ ସେହିପରି ନଥିଲା। ମାତ୍ର ମୁଁ ତୁମମାନଙ୍କୁ କହୁଅଛି, ଯେ କେହି ଆପଣା ସ୍ତ୍ରୀକି ବ୍ୟଭିଚାର ଦୋଷ ବିନା ଅନ୍ୟ କୌଣସି କାରଣରୁ ପରିତ୍ୟାଗ କରି ଅନ୍ୟକୁ ବିବାହ କରେ, ସେ ବ୍ୟଭିଚାର କରେ। ଶିଷ୍ୟମାନେ ତାହାଙ୍କୁ କହିଲେ, ସ୍ତ୍ରୀ ସହିତ ମନୁଷ୍ୟର ଯଦି ଏହି ପ୍ରକାର ସମ୍ବନ୍ଧ, ତେବେ ବିବାହ କରିବା ଭଲ ନୁହେଁ। କିନ୍ତୁ ସେ ସେମାନଙ୍କୁ କହିଲେ, ସମସ୍ତେ ଏହି କଥା ଗ୍ରହଣ କରିପାରନ୍ତି ନାହିଁ, କେବଳ ଯେଉଁମାନଙ୍କୁ କ୍ଷମତା ଦିଆଯାଇଛି ସେମାନେ କରିପାରନ୍ତି। କାରଣ କେହି କେହି ମାତାର ଗର୍ଭରୁ ନପୁଂସକ ହୋଇ ଜନ୍ମ ହୋଇଅଛନ୍ତି, ଆଉ କେହି କେହି ମନୁଷ୍ୟମାନଙ୍କ ଦ୍ୱାରା ନପୁଂସକ ହୋଇ କରାଯାଇଅଛନ୍ତି। ପୁଣି ଆଉ କେହି କେହି ସ୍ୱର୍ଗରାଜ୍ୟ ସକାଶେ ଆପଣା ଆପଣାଙ୍କୁ ନପୁଂସକ କରିଅଛନ୍ତି। ଯେଣୁ ଲୋକ ଗ୍ରହଣ କରିପାରେ ସେ ଗ୍ରହଣ କରୁ, ଯେଉଁ ଲୋକ ଗ୍ରହଣ କରିପାରେ ସେ ଗ୍ରହଣ କରିପାରୁ। ମାଥ୍ୟୁ 19 ପର୍ବ 13 ପଦ ଠାରୁ 15 ପଦ ପର୍ଯ୍ୟନ୍ତ। ଶିଶୁ ପ୍ରିୟ ଯୀଶୁ। ଯେତେବେଳେ ଯୀଶୁ ଯେପରି ଶିଶୁମାନଙ୍କ ଉପରେ ହାତ ଥୋଇ ପ୍ରାର୍ଥନା କରନ୍ତି, ଏଥିପାଇଁ ସେମାନେ ତାଙ୍କ ନିକଟକୁ ଅଣାଗଲେ। ମାତ୍ର ଶିଷ୍ୟମାନେ ଆଣୁଥିବା ଲୋକମାନଙ୍କୁ ଧମକ ଦେଲେ। କିନ୍ତୁ ଯୀଶୁ କହିଲେ, ଶିଶୁମାନଙ୍କୁ ଛାଡ଼ି ଦିଅ, ସେମାନଙ୍କୁ ମୋ ନିକଟକୁ ଆସିବାକୁ ମନା କର ନାହିଁ, କାରଣ ସ୍ୱର୍ଗରାଜ୍ୟ ଏ ପ୍ରକାର ଲୋକମାନଙ୍କର। ଆଉ ସେ ସେମାନଙ୍କ ଉପରେ ହାତ ଥୋଇ ସେଠାରୁ ପ୍ରସ୍ଥାନ କଲେ। ମାଥ୍ୟୁ 19 ପର୍ବ 16 ପଦ ଠାରୁ 30 ପଦ ପର୍ଯ୍ୟନ୍ତ। ଜଣେ ଧନୀ ଯୁବା। ଆଉ ଦେଖ, ଜଣେ ତାହାଙ୍କ ନିକଟକୁ ଆସି ପଚାରିଲେ, ହେ ଗୁରୁ, ଅନନ୍ତ ଜୀବନ ପ୍ରାପ୍ତ ହେବା ନିମନ୍ତେ ମୁଁ କେଉଁ ସତ୍କର୍ମ କରିବି? ଯୀଶୁ ତାହାଙ୍କୁ କହିଲେ, ସତ୍ ବିଷୟରେ ମୋତେ କାହିଁକି ପଚାରୁଅଛ? ସତ୍ କେବଳ ଜଣେ, କିନ୍ତୁ ତୁମେ ଯଦି ଜୀବନରେ ପ୍ରବେଶ କରିବାକୁ ଇଚ୍ଛା କର, ତେବେ ଆଜ୍ଞା ସବୁ ପାଳନ କର। ସେ ତାହାଙ୍କୁ ପଚାରିଲେ, କି କି ପ୍ରକାର ଆଜ୍ଞା? ଯୀଶୁ କହିଲେ, ଏହିସବୁ, ନରହତ୍ୟା କର ନାହିଁ, ବ୍ୟଭିଚାର କର ନାହିଁ, ଚୋରି କର ନାହିଁ, ମିଥ୍ୟା ସାକ୍ଷ୍ୟ ଦିଅ ନାହିଁ, ପିତାମାତାଙ୍କୁ ସମାଦର କର, ପୁଣି ତୁମର ପ୍ରତିବାସୀକି ଆତ୍ମତୁଲ୍ୟ ପ୍ରେମ କର। ସେହି ଯୁବକ ତାହାଙ୍କୁ କହିଲେ, ଏ ସମସ୍ତ ମୁଁ ପାଳନ କରିଅଛି, ମୋର ଆଉ କ'ଣ ଊଣା ଅଛି? ଯୀଶୁ ତାଙ୍କୁ କହିଲେ, ଯଦି ତୁମେ ସିଦ୍ଧ ହେବାକୁ ଇଚ୍ଛା କର, ତେବେ ଯାଇ ଆପଣାର ସର୍ବସ୍ୱ ବିକ୍ରୟ କରି ଦରିଦ୍ରମାନଙ୍କୁ ଦାନ କର, ଆଉ ତୁମେ ସ୍ୱର୍ଗରେ ଧନ ପାଇବ। ପୁଣି ଆସି ମୋହର ଅନୁଗମନ କର।
କିନ୍ତୁ ଏ କଥା ଶୁଣି ଯୁବକଟି ଦୁଃଖିତ ହୋଇ ଚାଲିଗଲେ, କାରଣ ତାହାର ବହୁତ ସମ୍ପତ୍ତି ଥିଲା। ସେଥିରେ ଯୀଶୁ ଆପଣା ଶିଷ୍ୟମାନଙ୍କୁ କହିଲେ, ମୁଁ ତୁମମାନଙ୍କୁ ସତ୍ୟ କହୁଛି, ଧନୀ ଲୋକ ଅତି କଷ୍ଟରେ ସ୍ୱର୍ଗ ରାଜ୍ୟରେ ପ୍ରବେଶ କରିବ। ପୁନଶ୍ଚ ମୁଁ ତୁମମାନଙ୍କୁ କହୁଛି, ଈଶ୍ୱରଙ୍କ ରାଜ୍ୟରେ ଧନୀ ଲୋକର ପ୍ରବେଶ କରିବା ଅପେକ୍ଷା ବରଂ ସୂଚୀର ଛିଦ୍ର ଦେଇ ଓଟର ପ୍ରବେଶ କରିବା ସହଜ। ଶିଷ୍ୟମାନେ ଏହା ଶୁଣି ଆଶ୍ଚର୍ଯ୍ୟାନ୍ୱିତ ହୋଇ କହିଲେ, ତେବେ କିଏ ପରିତ୍ରାଣ ପାଇପାରେ? ଯୀଶୁ ସେମାନଙ୍କୁ ଏକ ଦୃଷ୍ଟିରେ ଚାହିଁ କହିଲେ, ଏହା ମନୁଷ୍ୟର ଅସାଧ୍ୟ, କିନ୍ତୁ ଈଶ୍ୱରଙ୍କର ସମସ୍ତ ସାଧ୍ୟ। ସେଥିରେ ପିତର ତାହାଙ୍କୁ ଉତ୍ତର ଦେଲେ, ଦେଖନ୍ତୁ, ଆମେମାନେ ସମସ୍ତ ପରିତ୍ୟାଗ କରି ଆପଣଙ୍କର ଅନୁଗାମୀ ହେଉଅଛୁ। ଆମେମାନେ ତେବେ କ'ଣ ପାଇବା? ଯୀଶୁ ସେମାନଙ୍କୁ କହିଲେ, ମୁଁ ତୁମମାନଙ୍କୁ ସତ୍ୟ କହୁଅଛି, ନୂତନ ସୃଷ୍ଟିରେ ଯେତେବେଳେ ମନୁଷ୍ୟପୁତ୍ର ଆପଣା ଗୌରବମୟ ସିଂହାସନରେ ଉପବେଶନ କରିବେ, ସେତେବେଳେ ମୋହର ଅନୁଗାମୀ ହୋଇଅଛ ଯେ ତୁମେମାନେ ମଧ୍ୟ ଦ୍ୱାଦଶ ସିଂହାସନରେ ଉପବେଶନ କରି ଇସ୍ରାଏଲର ଦ୍ୱାଦଶ ଗୋଷ୍ଠୀଙ୍କି ଶାସନ କରିବ। ପୁଣି ଯେ କେହି ମୋହର ନାମ ସକାଶେ ଗୃହ କି ଭ୍ରାତା କି ଭଗ୍ନୀ କି ପିତା କି ମାତା କି ସନ୍ତାନ ସନ୍ତତି କି ଭୂମି ପରିତ୍ୟାଗ କରେ, ସେ ବହୁଗୁଣ ପାଇବ, ପୁଣି ଅନନ୍ତ ଜୀବନର ଅଧିକାରୀ ହେବ। କିନ୍ତୁ ପ୍ରଥମରେ ଥିବା ଅନେକ ଲୋକ ଶେଷରେ ପଡ଼ିବେ ଓ ଶେଷରେ ଥିବା ଅନେକ ଲୋକ ପ୍ରଥମେ ହେବେ। ମାଥ୍ୟୁ 20 ପର୍ବ 1 ପଦ ଠାରୁ 19 ପଦ ପର୍ଯ୍ୟନ୍ତ। ଦ୍ରାକ୍ଷା କ୍ଷେତ୍ରର ମୂଲିଆ। କାରଣ ସ୍ୱର୍ଗରାଜ୍ୟ ଏପରି ଜଣେ ଗୃହକର୍ତ୍ତାଙ୍କ ସଦୃଶ୍ୟ, ଯେ ପ୍ରଭାତ ହେବା ମାତ୍ର ଆପଣା ଆପଣା ଦ୍ରାକ୍ଷା କ୍ଷେତ୍ରରେ ମୂଲିଆ ଲଗାଇବାକୁ ବାହାରିଗଲେ। ଆଉ ସେ ମୂଲିଆମାନଙ୍କ ସହିତ ଦିନକୁ 8 ଅଣା ମୂଲ ଚୁକ୍ତି କରି ସେମାନଙ୍କୁ ଆପଣା ଦ୍ରାକ୍ଷା କ୍ଷେତ୍ରକୁ ପଠାଇଲେ। ପୁଣି ପ୍ରାୟ 9 ଘଣ୍ଟା ସମୟରେ ସେ ବାହାରି ଯାଇ ବଜାରରେ ଅନ୍ୟମାନଙ୍କୁ ନିଷ୍କ୍ରମ ହୋଇ ଠିଆ ହୋଇଥିବା ଦେଖି ସେମାନଙ୍କୁ ମଧ୍ୟ କହିଲେ, ତୁମେମାନେ ସୁଦ୍ଧା ଦ୍ରାକ୍ଷା କ୍ଷେତ୍ରକୁ ଯାଅ, ପୁଣି ଯାହା ନ୍ୟାଯ୍ୟ ତାହା ତୁମମାନଙ୍କୁ ଦେବି। ଆଉ ସେମାନେ ଗଲେ। ପୁନଶ୍ଚ ସେ ପ୍ରାୟ 12ଟା ଓ 3ଟା ସମୟରେ ବାହାରି ଯାଇ ସେହି ପ୍ରକାର କଲେ। ପୁଣି ପ୍ରାୟ 5ଟା ସମୟରେ ସେ ବାହାରି ଯାଇ ଆଉ କେତେକ ଜଣଙ୍କୁ ଠିଆ ହୋଇଥିବା ଦେଖି ସେମାନଙ୍କୁ ପଚାରିଲେ, ତୁମେମାନେ କାହିଁକି ଏଠାରେ ଦିନଯାକ ନିଷ୍କ୍ରମ ହୋଇ ଠିଆ ହୋଇଅଛ? ସେମାନେ ତାହାଙ୍କୁ କହିଲେ, କାରଣ କେହି ଆମକୁ ମୂଲ ଲଗାଇ ନାହିଁ। ସେ ସେମାନଙ୍କୁ କହିଲେ, ତୁମେମାନେ ମଧ୍ୟ ଦ୍ରାକ୍ଷା କ୍ଷେତ୍ରକୁ ଯାଅ। ପରେ ସନ୍ଧ୍ୟା ହୁଅନ୍ତେ ଦ୍ରାକ୍ଷା କ୍ଷେତ୍ର କର୍ତ୍ତା ଆପଣା ବେବର୍ତ୍ତାଙ୍କୁ କହିଲେ, ମୂଲିଆମାନଙ୍କୁ ଡାକି ଶେଷ ଲୋକମାନଙ୍କ ଠାରୁ ଆରମ୍ଭ କରି ପ୍ରଥମ ଲୋକମାନଙ୍କ ପର୍ଯ୍ୟନ୍ତ ମୂଲ ଦିଅ। ସେଥିରେ ଯେଉଁମାନେ ପ୍ରାୟ 5ଟା ସମୟରେ ମୂଲ ଲଗାଇଥିଲେ, ସେମାନେ ଆସି 8 ଅଣା ଲେଖାଏଁ ପାଇଲେ। ପୁଣି ପ୍ରଥମେ ଲଗାଯାଇଥିବା ମୂଲିଆମାନେ ଆସି ଅଧିକ ପାଇବେ ବୋଲି ମନେ କଲେ, ମାତ୍ର ସେମାନେ ମଧ୍ୟ 8 ଅଣା ଲେଖାଏଁ ପାଇଲେ। କିନ୍ତୁ ତାହା ପାଇ ସେମାନେ ଗୃହକର୍ତ୍ତାଙ୍କ ବିରୁଦ୍ଧରେ ବଚାସା କରି କହିବାକୁ ଲାଗିଲେ, ଏହି ଶେଷର ଲୋକମାନେ ଘଣ୍ଟାଏ ମାତ୍ର କାମ କଲେ, ଆଉ ଆମ୍ଭେମାନେ ଦିନଯାକ ଖଟି ଖଟି ଖରାରେ ଜଳି ପୋଡ଼ିଗଲେ ସୁଦ୍ଧା ତୁମ୍ଭେ ସେମାନଙ୍କୁ ଆମ୍ଭର ସମାନ କଲ। କିନ୍ତୁ ସେ ସେମାନଙ୍କ ମଧ୍ୟରୁ ଜଣକୁ ଉତ୍ତର ଦେଲେ, ଭାଇ, ତୋ ପ୍ରତି ମୁଁ ଅନ୍ୟାୟ କରୁନାହିଁ। ତୁ କ'ଣ ମୋ ସାଙ୍ଗରେ 8 ଅଣାଟିଏ ଚୁକ୍ତି କରିନଥିଲୁ? ତୋର ଯାହା ତା ଘେନି ଚାଲିଯା। କିନ୍ତୁ ଏହି ଶେଷ ଲୋକକୁ ସୁଦ୍ଧା ତୋ ପରି ଦେବା ପାଇଁ ମୋର ଇଚ୍ଛା। ନିଜ ସମ୍ପତ୍ତିକି ନିଜ ଇଚ୍ଛା ଅନୁସାରେ ବ୍ୟବହାର କରିବାକୁ କ'ଣ ମୋର ଅଧିକାର ନାହିଁ? ନା ମୁଁ ଦାନଶୀଳ ହେବାରୁ ତୁ ଈର୍ଷା ଦୃଷ୍ଟି କରିଅଛୁ? ସେହିପରି ଶେଷରେ ଥିବା ଲୋକେ ପ୍ରଥମେ ହେବେ ଓ ପ୍ରଥମରେ ଥିବା ଲୋକେ ଶେଷରେ ପଡ଼ିବେ। ମାଥ୍ୟୁ 20 ପର୍ବ 17, 18 ଆଉ 19 ପଦ। ନିଜ ମୃତ୍ୟୁ ବିଷୟରେ ଯୀଶୁଙ୍କ ତୃତୀୟ ଥର ସୂଚନା। ଯୀଶୁ ଜେରୁସାଲେମକୁ ଯାତ୍ରା କରିବା ନିମନ୍ତେ ଉଦ୍ୟତ ହେଉଥିବା ସମୟରେ ଦ୍ୱାଦଶଙ୍କୁ ଅନ୍ତର କରି ପଥ ମଧ୍ୟରେ ସେମାନଙ୍କୁ କହିଲେ, ଦେଖ, ଆମ୍ଭେମାନେ ଜେରୁସାଲେମକୁ ଯାତ୍ରା କରୁଅଛୁ, ଆଉ ମନୁଷ୍ୟପୁତ୍ର ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନଙ୍କ ହସ୍ତରେ ସମର୍ପିତ ହେବେ। ପୁଣି ସେମାନେ ତାହାଙ୍କୁ ପ୍ରାଣଦଣ୍ଡଜ୍ଞ ଦେଇ ପରିହାସ, କୋରଡ଼ା ପ୍ରହାର ଓ କ୍ରୁଶରେ ବଦ୍ଧ କରିବା ନିମନ୍ତେ ବେଜାତିମାନଙ୍କ ହସ୍ତରେ ସମର୍ପଣ କରିବେ, ଆଉ ତୃତୀୟ ଦିବସରେ ସେ ଉତ୍ଥିତ ହେବେ। ମାଥ୍ୟୁ 20 ପର୍ବ 20 ପଦ ଠାରୁ 28 ପଦ ପର୍ଯ୍ୟନ୍ତ। ଜଣେ ମାଆର ଅନୁରୋଧ। ସେତେବେଳେ ଜେବଦୀଙ୍କର ପୁତ୍ରମାନଙ୍କର ମାତା ଆପଣା ପୁତ୍ରମାନଙ୍କୁ ସାଙ୍ଗରେ ଘେନି ତାଙ୍କ ଛାମକୁ ଆସି ପ୍ରଣାମ କରି ତାହାଙ୍କଠାରୁ କିଛି ମାଗିଲେ। ସେଥିରେ ସେ ତାଙ୍କୁ ପଚାରିଲେ,
ତୁମେ କ'ଣ ଇଚ୍ଛା କରୁଅଛ? ସେ ତାହାଙ୍କୁ କହିଲେ, ଆପଣଙ୍କ ରାଜ୍ୟରେ ଯେପରି ମୋହର ଏଇ ଦୁଇ ପୁତ୍ରଙ୍କ ମଧ୍ୟରୁ ଜଣେ ଆପଣଙ୍କର ଦକ୍ଷିଣ ପାର୍ଶ୍ୱରେ ଓ ଅନ୍ୟ ଜଣେ ବାମ ପାର୍ଶ୍ୱରେ ବସନ୍ତି, ଏହା ଆଜ୍ଞା କରନ୍ତୁ। କିନ୍ତୁ ଯୀଶୁ ଉତ୍ତର ଦେଲେ, ତୁମେମାନେ କ'ଣ ମାଗୁଅଛ ତା ଜାଣୁନାହ। ମୁଁ ଯେଉଁ ପାତ୍ରରେ ପାନ କରିବାକୁ ଯାଉଅଛି ସେଥିରେ କି ତୁମେମାନେ ପାନ କରିପାର? ସେମାନେ ତାହାଙ୍କୁ କହିଲେ, ପାରୁ। ସେ ସେମାନଙ୍କୁ କହିଲେ, ତୁମେମାନେ ମୋହର ପାନ ପାତ୍ରରେ ପାନ କରିବ ସତ, କିନ୍ତୁ ମୋହର ଦକ୍ଷିଣ ଓ ବାମ ପାର୍ଶ୍ୱରେ ବସିବାକୁ ଦେବା ମୋର ଅଧିକାର ବିଷୟ ନୁହେଁ, ବରଂ ଯେଉଁମାନଙ୍କର ନିମନ୍ତେ ମୋହର ପିତାଙ୍କ ଦ୍ୱାରା ସ୍ଥାନ ପ୍ରସ୍ତୁତ କରାଯାଇଅଛି ସେମାନେ ବସିବେ। ଅନ୍ୟ 10 ଜଣ ଏହା ଶୁଣି ସେହି ଦୁଇ ଭାଇଙ୍କ ଉପରେ ବିରକ୍ତ ହେଲେ। କିନ୍ତୁ ଯୀଶୁ ସେମାନଙ୍କୁ ପାଖକୁ ଡାକି କହିଲେ, ବେଜାତିମାନଙ୍କର ଶାସନକର୍ତ୍ତାମାନେ ସେମାନଙ୍କ ଉପରେ ରାଜତ୍ୱ କରନ୍ତି ଓ ମହାନ ବ୍ୟକ୍ତିମାନେ ସେମାନଙ୍କ ଉପରେ କର୍ତ୍ତୃତ୍ୱ କରନ୍ତି, ଏହା ତୁମେମାନେ ଜାଣ। ତୁମମାନଙ୍କ ମଧ୍ୟରେ ସେ ପ୍ରକାର ନୁହେଁ, କିନ୍ତୁ ତୁମମାନଙ୍କ ମଧ୍ୟରେ ଯେ କେହି ମହାନ ହେବାକୁ ଇଚ୍ଛା କରେ ସେ ତୁମମାନଙ୍କର ସେବକ ହେଉ, ଆଉ ଯେ କେହି ପ୍ରଧାନ ହେବାକୁ ଇଚ୍ଛା କରେ ସେ ତୁମମାନଙ୍କର ଦାସ ହେଉ। ଯେପରି ମନୁଷ୍ୟ ପୁତ୍ର ମଧ୍ୟ ସେବା ପାଇବାକୁ ଆସିନାହାନ୍ତି, ମାତ୍ର ସେବା କରିବାକୁ ଓ ଅନେକ ନିମନ୍ତେ ମୁକ୍ତିର ମୂଲ୍ୟ ସ୍ୱରୂପ ପ୍ରାଣ ଦେବାକୁ ଆସିଅଛନ୍ତି। ମାଥ୍ୟୁ 20 ପର୍ବ 29 ପଦ ଠାରୁ 34 ପଦ ପର୍ଯ୍ୟନ୍ତ। 2 ଜଣ ଅନ୍ଧକୁ ଦୃଷ୍ଟିଦାନ। ସେମାନେ ଜିରିଖୋରୁ ବାହାରି ଯିବା ସମୟରେ ବହୁ ସଂଖ୍ୟକ ଲୋକ ତାହାଙ୍କର ପଛେ ପଛେ ଗଲେ। ଆଉ ଦେଖ, ପଥ ପାର୍ଶ୍ୱରେ 2 ଜଣ ଅନ୍ଧ ଯୀଶୁ ସେହି ପଥ ଦେଇ ଯାଉଅଛନ୍ତି ବୋଲି ଶୁଣି ଉଚ୍ଚସ୍ୱର କରି କହିଲେ, ହେ ପ୍ରଭୁ, ଦାଉଦ ସନ୍ତାନ, ଆମମାନଙ୍କୁ ଦୟା କରନ୍ତୁ। ମାତ୍ର ଲୋକସମ ସେମାନଙ୍କୁ ତୁନି ହେବା ପାଇଁ ଧମକ ଦେଲେ। କିନ୍ତୁ ସେମାନେ ଆହୁରି ଉଚ୍ଚସ୍ୱର କରି କହିଲେ, ହେ ପ୍ରଭୁ, ଦାଉଦ ସନ୍ତାନ, ଆମମାନଙ୍କୁ ଦୟା କରନ୍ତୁ। ସେଥିରେ ଯୀଶୁ ଉଠି ଠିଆ ହୋଇ ସେମାନଙ୍କୁ ଡାକି ପଚାରିଲେ, ମୁଁ ତୁମମାନଙ୍କ ପାଇଁ କ'ଣ କରିବି ବୋଲି ତୁମେମାନେ ଇଚ୍ଛା କରୁଅଛ? ସେମାନେ ତାଙ୍କୁ କହିଲେ, ହେ ପ୍ରଭୁ, ଯେପରି ଆମେମାନେ ଆଖି ଫିଟି ଯାଏ। ଆଉ ଯୀଶୁ ଦୟାରେ ବିଗଳିତ ହୋଇ ସେମାନଙ୍କର ଚକ୍ଷୁ ସ୍ପର୍ଶ କଲେ ଓ ତତ୍କ୍ଷଣାତ ସେମାନେ ଦୃଷ୍ଟି ପାଇ ତାହାଙ୍କ ପଛେ ପଛେ ଚାଲିବାକୁ ଲାଗିଲେ। ମାଥ୍ୟୁ 21 ପର୍ବ 1 ପଦ ଠାରୁ 11 ପଦ ପର୍ଯ୍ୟନ୍ତ। ଯୀଶୁଙ୍କ ବିଜୟ ଯାତ୍ରା। ସେତେବେଳେ ସେମାନେ ଜେରୁସାଲେମର ନିକଟବର୍ତ୍ତୀ ହୋଇ ବେଥଫାଗି ଓ ଜିତ ପର୍ବତ ନିକଟରେ ଉପସ୍ଥିତ ହେଲେ। ସେତେବେଳେ ଯୀଶୁ 2 ଶିଷ୍ୟଙ୍କୁ ଏହି କଥା କହି ପଠାଇଲେ, ତୁମମାନଙ୍କର ସମ୍ମୁଖସ୍ଥ ସେହି ଗ୍ରାମକୁ ଯାଅ, ଆଉ ଯିବା ମାତ୍ର ବନ୍ଧା ହୋଇଥିବା ଗୋଟିଏ ଗର୍ଦ୍ଧବୀ ଓ ତାହା ସହିତ ଗୋଟିଏ ଶାବକକୁ ଦେଖିବ। ସେମାନଙ୍କୁ ଫିଟାଇ ମୋ ନିକଟକୁ ଘେନି ଆସ। ଆଉ ଯେବେ କେହି ତୁମମାନଙ୍କୁ କିଛି କହେ, ତେବେ କହିବ, ଏମାନଙ୍କଠାରେ ପ୍ରଭୁଙ୍କର ପ୍ରୟୋଜନ ଅଛି। ସେହିକ୍ଷଣି ସେ ସେମାନଙ୍କୁ ପଠାଇଦେବ। ଭାବବାଦୀଙ୍କ ଦ୍ୱାରା ଉକ୍ତ ଏହି ବାକ୍ୟ ଯେପରି ସଫଳ ହୁଏ, ଏଥି ନିମନ୍ତେ ଏହା ଘଟିଲା। ସିଓନର କନ୍ୟାକୁ କୁହ, ଦେଖ, ତୋର ରାଜା ତୋ ନିକଟକୁ ଆସୁଅଛନ୍ତି। ସେ ନମ୍ର ଓ ଗର୍ଦ୍ଧବାରୋହୀ ଶାବକ, ଗର୍ଦ୍ଧବା ବୋକାରୋହୀ। ସେଥିରେ ଶିଷ୍ୟମାନେ ଯାଇ ଯୀଶୁଙ୍କ ଆଦେଶ ଅନୁସାରେ କର୍ମ କଲେ। ପୁଣି ଗର୍ଦ୍ଧବୀ ଓ ଶାବକଟିକୁ ଆଣି ସେମାନଙ୍କ ଉପରେ ବସ୍ତ୍ର ପାତି ଦେଲେ, ଆଉ ସେ ତା ଉପରେ ବସିଲେ। ପୁଣି ଲୋକସମୂହ ମଧ୍ୟରୁ ଅଧିକାଂଶ ଆପଣା ଆପଣା ଲୁଗା ପଥରେ ବିଛାଇଲେ ଓ ଅନ୍ୟମାନେ ଗଛରୁ ଡାଳ କାଟି ଆଣି ବାଟରେ ଛିଣ୍ଡାଇ ଦେବାକୁ ଲାଗିଲେ। ଆଉ ତାହାଙ୍କ ଆଗରେ ଓ ପଛରେ ଯାଉଥିବା ଲୋକସମୂହ ଉଚ୍ଚ ସ୍ୱରରେ କହିବାକୁ ଲାଗିଲେ, ହୋଶାନା, ଦାଉଦ ସନ୍ତାନ, ପ୍ରଭୁଙ୍କ ନାମରେ ଯେ ଆସୁଅଛନ୍ତି ସେ ଧନ୍ୟ, ଊର୍ଦ୍ଧ୍ୱ ଲୋକରେ ହୋଶାନା। ଆଉ ସେ ଜେରୁସାଲେମରେ ପ୍ରବେଶ କରନ୍ତେ ନଗର ଯାକ ଇଏ କିଏ ବୋଲି ଚହଳ ପଡ଼ିଗଲା। ସେଥିରେ ଲୋକସମୂହ କହିଲେ, ଇଏ ଗାଲିଲିସ୍ଥ ନାଜରିତୀୟ ଭାବବାଦୀ ଯୀଶୁ। ମାଥ୍ୟୁ 21 ପର୍ବ 12 ପଦ ଠାରୁ 17 ପଦ ପର୍ଯ୍ୟନ୍ତ। ଯୀଶୁଙ୍କ ମନ୍ଦିରର ପରିଷ୍କାର। ପରେ ଯୀଶୁ ମନ୍ଦିରରେ ପ୍ରବେଶ କରି ସେ ସ୍ଥାନରେ କ୍ରୟ ବିକ୍ରୟ କରୁଥିବା ସମସ୍ତ ଲୋକଙ୍କୁ ବାହାର କରିଦେଲେ। ପୁଣି ମୁଦ୍ରା ବ୍ୟବସାୟୀମାନଙ୍କର ମେଜ ଓ କାପ୍ତା ବ୍ୟବସାୟୀମାନଙ୍କର ଆସନ ଓଲଟାଇ ପକାଇଲେ। ଆଉ ଯୀଶୁ ସେମାନଙ୍କୁ କହିଲେ, ଲେଖା ଅଛି, ଆମ୍ଭର ଗୃହ ପ୍ରାର୍ଥନା ଗୃହ ବୋଲି ଖ୍ୟାତ ହେବ, କିନ୍ତୁ ତୁମେମାନେ ତାହାକୁ ଦୃଶ୍ୟମାନଙ୍କ ଗୃହର କରୁଅଛ। ପୁଣି ମନ୍ଦିରରେ ଅନ୍ଧ ଓ ଖଞ୍ଜ ଲୋକମାନେ ତାଙ୍କ ଛାମକୁ ଆସନ୍ତେ ସେ ସେମାନଙ୍କୁ ସୁସ୍ଥ କଲେ। କିନ୍ତୁ ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନେ
ତାଙ୍କ କୃତ ଆଶ୍ଚର୍ଯ୍ୟକ୍ରମ ସବୁ ଓ ମନ୍ଦିର ମଧ୍ୟରେ ହୋସାନା ଦାଉଦ ସନ୍ତାନ ବୋଲି ଉଚ୍ଚ ସ୍ୱର କରୁଥିବା ପିଲାମାନଙ୍କୁ ଦେଖି ବିରକ୍ତି ହେଲେ। ପୁଣି ତାହାଙ୍କୁ ପଚାରିଲେ, ଏମାନେ କ'ଣ କରୁଅଛନ୍ତି ତାହା କି ତୁମେ ଶୁଣୁଅଛ? ଯୀଶୁ ସେମାନଙ୍କୁ କହିଲେ, ହଁ, ତୁମେ ଶିଶୁ ଓ ସ୍ତନ୍ୟପାୟୀମାନଙ୍କର ମୁଖ ଦ୍ୱାରା ଆପଣା ଉଦ୍ଦେଶ୍ୟରେ ସ୍ତବ ସିଦ୍ଧ କରିଅଛ। ଏହି କଥା କି ତୁମେମାନେ କେବେ ହିଁ ପାଠ କରିନାହ? ଆଉ ସେ ସେମାନଙ୍କୁ ପରିତ୍ୟାଗ କରି ନଗରକୁ ବାହାରି ବେଥନିଆକୁ ଯାଇ ସେଠାରେ ରାତ୍ରି ଯାପନ କଲେ। ମାଥ୍ୟୁ 21 ପର୍ବ 18 ପଦ ଠାରୁ 22 ପଦ ପର୍ଯ୍ୟନ୍ତ ଡିମ୍ବିରି ଗଛକୁ ଅଭିଶାପ। ସକାଳେ ସେ ନଗରକୁ ବାହୁଡ଼ିବା ସମୟରେ କ୍ଷୁଧିତ ହେଲେ, ଆଉ ବାଟ ପାଖରେ ଗୋଟିଏ ଡିମ୍ବିରି ଗଛ ଦେଖି ତା ପାଖକୁ ଗଲେ। ପୁଣି କେବଳ ପତ୍ର ଛଡ଼ା ତାଠାରେ ଆଉ କିଛି ନ ପାଇ ତାହାକୁ କହିଲେ, ଆଉ କେବେ ହିଁ ତୋଠାରେ ଫଳ ନ ହେଉ। ଏଥିରେ ସେଇ କ୍ଷଣି ସେଇ ଡିମ୍ବିରି ଗଛ ଶୁଖିଗଲା। ଶିଷ୍ୟମାନେ ତାହା ଦେଖି ଚମତ୍କୃତ ହୋଇ କହିଲେ, ଡିମ୍ବିରି ଗଛଟି କିପରି ସେଇ କ୍ଷଣି ଶୁଖିଗଲା? ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, ମୁଁ ତୁମମାନଙ୍କୁ ସତ୍ୟ କହୁଛି, ଯଦି ତୁମମାନଙ୍କର ବିଶ୍ୱାସ ଥାଏ ଆଉ ତୁମେମାନେ ସନ୍ଦେହ ନ କରି, ତେବେ ଏହି ଡିମ୍ବିରି ଗଛ ପ୍ରତି ଯେପରି କରାଯାଇଛି କେବଳ ଯେ ସେପରି କରିବ ତାହା ନୁହେଁ, ମାତ୍ର ଯଦି ଏହି ପର୍ବତକୁ ସୁଦ୍ଧା ତୁ ଉଠି ସମୁଦ୍ରରେ ଯାଇ ପଡ଼ ବୋଲି କହିବ, ତାହେଲେ ମଧ୍ୟ ତାହା ଘଟିବ। ପୁଣି ବିଶ୍ୱାସ କରି ପ୍ରାର୍ଥନାରେ ଯାହା କିଛି ମାଗିବ ସେହିସବୁ ପାଇବ। ମାଥ୍ୟୁ 21 ପର୍ବ 23 ପଦ ଠାରୁ 27 ପଦ ପର୍ଯ୍ୟନ୍ତ ଯୀଶୁଙ୍କର ଅଧିକାରକୁ ଆହ୍ୱାନ। ପରେ ସେ ମନ୍ଦିରରେ ପ୍ରବେଶ କରି ଶିକ୍ଷା ଦେବା ସମୟରେ ପ୍ରଧାନ ଯାଜକମାନେ ଓ ଲୋକଙ୍କର ପ୍ରାଚୀନ ବର୍ଗ ତାହାଙ୍କ ନିକଟକୁ ଆସି ପଚାରିଲେ, ତୁମେ କେଉଁ ଅଧିକାରରେ ଏ ସମସ୍ତ କରୁଅଛ? ଆଉ ତୁମକୁ କିଏ ଏହି ଅଧିକାର ଦେଲା? ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, ମୁଁ ମଧ୍ୟ ତୁମମାନଙ୍କୁ ଗୋଟିଏ କଥା ପଚାରିବି। ଯଦି ତୁମେମାନେ ମୋତେ ତାହା କହିବ, ତେବେ କେଉଁ ଅଧିକାରରେ ମୁଁ ଏହି ସମସ୍ତ କରୁଅଛି ତାହା ମୁଁ ମଧ୍ୟ ତୁମମାନଙ୍କୁ କହିବି। ଜହନଙ୍କର ବାପ୍ତିସମ କେଉଁଠାରୁ ହୋଇଥିଲା, ସ୍ୱର୍ଗରୁ ବା ମନୁଷ୍ୟଠାରୁ? ସେଥିରେ ସେମାନେ ପରସ୍ପର ତର୍କ ବିତର୍କ କରି କହିବାକୁ ଲାଗିଲେ, ଯଦି ସ୍ୱର୍ଗରୁ ବୋଲି ଏହା କହିବୁ, ତାହେଲେ ସେ ଆମମାନଙ୍କୁ କହିବେ, ତେବେ ତୁମେମାନେ କାହିଁକି ତାକୁ ବିଶ୍ୱାସ କଲ ନାହିଁ? କିନ୍ତୁ ଯଦି ମନୁଷ୍ୟଠାରୁ ବୋଲି କହିବୁ, ତେବେ ଲୋକ ସମୂହ ତ ଭୟ, କାରଣ ସମସ୍ତେ ଜୋହନଙ୍କୁ ଭାବବାଦୀ ବୋଲି ମାନନ୍ତି। ଏଣୁ ସେମାନେ ଯୀଶୁଙ୍କୁ ଉତ୍ତର ଦେଲେ, ଆମ୍ଭେମାନେ ଜାଣୁନାହୁଁ। ସେ ମଧ୍ୟ ସେମାନଙ୍କୁ କହିଲେ, ତେବେ ମୁଁ ମଧ୍ୟ କେଉଁ ଅଧିକାରରେ ଏ ସମସ୍ତ କହୁଅଛି ତାହା ମୁଁ ମଧ୍ୟ ତୁମମାନଙ୍କୁ କହିବି ନାହିଁ। ପଦ 21 ପର୍ବ 21 28 ପଦ ଠାରୁ 32 ପଦ ପର୍ଯ୍ୟନ୍ତ ଦୁଇ ପୁଅଙ୍କ ଦୃଷ୍ଟାନ୍ତ। ମାତ୍ର ତୁମେମାନେ କ'ଣ ମନେ କର, ଜଣେ ବ୍ୟକ୍ତିଙ୍କର 2ଟି ପୁତ୍ର ଥିଲେ। ସେ ପ୍ରଥମ ନିକଟକୁ ଆସି କହିଲେ, ପୁଅ ଯା, ଆଜି ଦ୍ରାକ୍ଷା କ୍ଷେତ୍ରରେ କାମ କର। ସେ ଉତ୍ତର ଦେଲା, ମୋର ଇଚ୍ଛା ନାହିଁ, କିନ୍ତୁ ପରେ ଅନୁତାପ କରିଗଲା। ପୁଣି ସେ ଦ୍ୱିତୀୟ ନିକଟକୁ ଆସି ସେହି ପ୍ରକାର କହିଲେ। ସେ ଉତ୍ତର ଦେଲା, ଆଜ୍ଞା, ମୁଁ ଯାଉଛି, କିନ୍ତୁ ଗଲା ନାହିଁ। ଏହି ଦୁଇଙ୍କ ମଧ୍ୟରୁ କିଏ ପିତାଙ୍କର ଇଚ୍ଛା ସାଧନ କଲା? ସେମାନେ କହିଲେ, ପ୍ରଥମ ଜଣକ। ଯୀଶୁ ସେମାନଙ୍କୁ କହିଲେ, ମୁଁ ତୁମମାନଙ୍କୁ ସତ୍ୟ କହୁଅଛି, କାରାଗ୍ରାହୀ ଓ ବେଶ୍ୟାମାନେ ତୁମମାନଙ୍କର ଆଗେ ଈଶ୍ୱରଙ୍କର ରାଜ୍ୟରେ ପ୍ରବେଶ କରୁଅଛନ୍ତି। କାରଣ ଜହନ ତୁମମାନଙ୍କ ନିକଟକୁ ଧାର୍ମିକତାର ପଥ ଦେଇ ଆସିଲେ, ଆଉ ତୁମେମାନେ ତାଙ୍କୁ ବିଶ୍ୱାସ କଲ ନାହିଁ। ମାତ୍ର କାରାଗ୍ରାହୀ ଓ ବେଶ୍ୟାମାନେ ତାହାଙ୍କୁ ବିଶ୍ୱାସ କଲେ, କିନ୍ତୁ ତୁମେମାନେ ଯେପରି ତାଙ୍କୁ ବିଶ୍ୱାସ କରିପାର, ଏଥି ନିମନ୍ତେ ତାହା ଦେଖି ସୁଦ୍ଧା ଅନୁତାପ କଲ ନାହିଁ। ମାଥ୍ୟୁ 21 ପର୍ବ 33 ପଦ ଠାରୁ 47 ପର୍ଯ୍ୟନ୍ତ 33 ପଦ ଠାରୁ 46 ପଦ ପର୍ଯ୍ୟନ୍ତ ଦ୍ରାକ୍ଷା କ୍ଷେତ୍ରରେ ଦୁଷ୍ଟ ଭାଗ ଚାଷୀଙ୍କର ଦୃଷ୍ଟାନ୍ତ। ଆଉ ଗୋଟିଏ ଦୃଷ୍ଟାନ୍ତ ଶୁଣ। ଜଣେ ଗୃହକର୍ତ୍ତା ଥିଲେ। ସେ ଗୋଟିଏ ଦ୍ରାକ୍ଷା କ୍ଷେତ୍ର କରି ଚାରିଆଡ଼େ ବାଡ଼ ଦେଲେ ଓ ତହିଁ ମଧ୍ୟରେ ଦ୍ରାକ୍ଷାକୁଣ୍ଡ ଖୋଳି ପ୍ରହରୀ ଗୃହ ନିର୍ମାଣ କଲେ। ପୁଣି କୃଷକମାନଙ୍କୁ ସେହି କ୍ଷେତ୍ର ଭାଗରେ ଦେଇ ବିଦେଶକୁ ଗମନ କଲେ। ପରେ ଫଳର ସମୟ ସନ୍ନିକଟ ହୁଅନ୍ତେ ସେ ଆପଣା ଫଳ ପାଇବା ପାଇଁ କୃଷକମାନଙ୍କ ପାଖକୁ ନିଜ ଦାସମାନଙ୍କୁ ପଠାଇଲେ। କିନ୍ତୁ କୃଷକମାନେ ତାଙ୍କ ଦାସମାନଙ୍କୁ ଧରି ଜଣକୁ ପ୍ରହାର କଲେ ଓ ଅନ୍ୟ ଜଣକୁ ବଧ କଲେ। ପୁଣି ଆଉ ଜଣକୁ ପଥର ଫୋପାଡ଼ି ମାରି ପକାଇଲେ। ପୁନଶ୍ଚ ସେ ପ୍ରଥମ ଥର ଅପେକ୍ଷା ଅଧିକ ସଂଖ୍ୟକ ଦାସ ପଠାଇଲେ। ଆଉ ସେମାନେ ସେମାନଙ୍କ ପ୍ରତି ସେହି ପ୍ରକାର କଲେ। କିନ୍ତୁ ମୋର ପୁଅକୁ ସେମାନେ ମାନ୍ୟ କରିବେ,
ଏହା କହି ସେ ପରେ ଆପଣା ପୁତ୍ରକୁ ସେମାନଙ୍କ ନିକଟକୁ ପଠାଇଲେ। ମାତ୍ର ସେହି କୃଷକମାନେ ପୁତ୍ରଙ୍କୁ ଦେଖି ପରସ୍ପର କହିଲେ, ଏ ତ ଉତ୍ତରାଧିକାରୀ, ଆସ ଏହାକୁ ବଦ୍ଧ କରି ଆମ୍ଭେମାନେ ଏହାର ଅଧିକାର ହସ୍ତଗତ କରୁ। ଆଉ ସେମାନେ ତାଙ୍କୁ ଧରି ଦ୍ରାକ୍ଷା କ୍ଷେତ୍ରର ବାହାରେ ପକାଇ ବଦ୍ଧ କଲେ। ଅତଏବ ଯେତେବେଳେ ସେହି ଦ୍ରାକ୍ଷା କ୍ଷେତ୍ରର କର୍ତ୍ତା ଆସିବେ, ସେତେବେଳେ ସେହି କୃଷକମାନଙ୍କ ପ୍ରତି ସେ କ'ଣ କରିବେ? ସେମାନେ ତାଙ୍କୁ କହିଲେ, ସେ ସେହି ଦୁଷ୍ଟମାନଙ୍କ ଦାରୁଣ ଭାବରେ ବିନାଶ କରିବେ ଓ ଯେଉଁ ଅନ୍ୟ କୃଷକମାନେ ତାଙ୍କୁ ଯଥା ସମୟରେ ଫଳ ଯୋଗାଇବେ, ସେମାନଙ୍କୁ ଦ୍ରାକ୍ଷାକ୍ଷେତ୍ର ଭାଗରେ ଦେବେ। ଯୀଶୁ ସେମାନଙ୍କୁ କହିଲେ, ତୁମେମାନେ କି କେବେ ଧର୍ମଶାସ୍ତ୍ରରେ ଏହି କଥା ପାଠ କରିନାହଁ? ଗୃହ ନିର୍ମାଣକାରୀମାନେ ଯେଉଁ ପସ୍ତରକୁ ଆଗ୍ରହ କଲେ, ତାହା କୋଣର ପ୍ରଧାନ ପସ୍ତର ହେଲା। ପ୍ରଭୁଙ୍କ ଠାରୁ ଏହା ହେଲା, ଆଉ ତାହା ଆମ୍ଭେମାନଙ୍କ ଦୃଷ୍ଟିରେ ଆଶ୍ଚର୍ଯ୍ୟଜନକ। ଏଣୁ ମୁଁ ତୁମମାନଙ୍କୁ କହୁଅଛି, ଈଶ୍ୱରଙ୍କ ରାଜ୍ୟ ତୁମମାନଙ୍କୁ କାଢ଼ି ନିଆଯିବ। ପୁଣି ଯେଉଁ ଜାତି ସେଥିର ଫଳ ଫଳିବ ତାହାକୁ ଦିଆଯିବ। ଆଉ ଯେ ଏହି ପସ୍ତର ଉପରେ ପଡ଼ିବ, ସେ ଖଣ୍ଡ ବିଖଣ୍ଡ ହେବ। ପୁଣି ଏହି ପସ୍ତର ଯାହା ଉପରେ ପଡ଼ିବ, ତାହା ଚୂର୍ଣ୍ଣ ବିଚ୍ଛିନ୍ନ କରିବ। ପ୍ରଧାନ ଯାଜକ ଓ ଫାରୁସୀମାନେ ତାହାଙ୍କର ଏ ସମସ୍ତ ଦୃଷ୍ଟାନ୍ତ ଶୁଣି ସେ ଯେ ସେମାନଙ୍କ ବିଷୟରେ କହୁଅଛନ୍ତି, ଆଉ ସେମାନେ ତାଙ୍କୁ ଧରିବାକୁ ଚେଷ୍ଟା କଲେ ଆଉ ବୁଝିଲେ। ଆଉ ସେମାନେ ତାକୁ ଧରିବାକୁ ଚେଷ୍ଟା କଲେ, କିନ୍ତୁ ଲୋକ ସମୂହ ଭୟ କଲେ, କାରଣ ସେମାନେ ତାହାଙ୍କୁ ଭାବବାଦୀ ବୋଲି ମାନୁଥିଲେ। ମାଥ୍ୟୁ 22 ପର୍ବ 1 ପଦ ଠାରୁ 14 ପଦ ପର୍ଯ୍ୟନ୍ତ ବିବାହ ଭୋଜର ଦୃଷ୍ଟାନ୍ତ। ପୁନର୍ବାର ଯୀଶୁ ଦୃଷ୍ଟାନ୍ତ ଦ୍ୱାରା ସେମାନଙ୍କୁ ଉତ୍ତର ଦେଲେ, ସ୍ୱର୍ଗରାଜ୍ୟରେ ଏପରି ଜଣେ ରାଜାଙ୍କ ସଦୃଶ୍ୟ, ଯେ ଆପଣା ପୁତ୍ରଙ୍କ ବିବାହ ଉତ୍ସବ ଆୟୋଜନ କଲେ। ଆଉ ସେହି ଉତ୍ସବକୁ ନିମନ୍ତ୍ରିତ ଲୋକମାନଙ୍କୁ ଆହ୍ୱାନ କରିବା ନିମନ୍ତେ ସେ ଆପଣା ଦାସମାନଙ୍କୁ ପ୍ରେରଣ କଲେ, କିନ୍ତୁ ସେମାନେ ଆସିବାକୁ ଇଚ୍ଛା କଲେ ନାହିଁ। ପୁନର୍ବାର ସେ ଅନ୍ୟ ଦାସମାନଙ୍କୁ ପ୍ରେରଣ କରି କହିଲେ, ନିମନ୍ତ୍ରିତ ଲୋକମାନଙ୍କୁ କୁହ, ଦେଖନ୍ତୁ, ଆମ୍ଭେ ଆପଣା ଭୋଜ ପ୍ରସ୍ତୁତ କରିଅଛୁ। ଆମ୍ଭର ବୃଷ ଓ ହୃଷ୍ଟପୁଷ୍ଟ ପଶୁଗୁଡ଼ିକ ମରାଯାଇ ଅଛନ୍ତି। ସମସ୍ତ ହିଁ ପ୍ରସ୍ତୁତ, ଆପଣମାନେ ବିବାହ ଉତ୍ସବକୁ ଆସନ୍ତୁ। କିନ୍ତୁ ସେମାନେ ତାହା ଲଘୁ ଜ୍ଞାନ କରି କେହି ଆପଣା କ୍ଷେତ୍ରକୁ ଆଉ କେହି ଆପଣା ବାଣିଜ୍ୟ ବ୍ୟବସାୟକୁ ଚାଲିଗଲେ। ଆଉ ଅବଶିଷ୍ଟ ଲୋକେ ତାଙ୍କ ଦାସମାନଙ୍କୁ ଧରି ଅତ୍ୟାଚାର କଲେ ଓ ବଧ କଲେ। କିନ୍ତୁ ରାଜା କ୍ରୋଧାନ୍ୱିତ ହୋଇ ଆପଣା ସୈନ୍ୟମାନଙ୍କୁ ପ୍ରେରଣ କରି ସେହି ହତ୍ୟାକାରିଣୀମାନଙ୍କୁ ବିନାଶ କଲେ ଓ ସେମାନଙ୍କ ନଗର ଭସ୍ମସାତ କଲେ। ସେଥିରେ ସେ ଆପଣା ଦାସମାନଙ୍କୁ କହିଲେ, ବିବାହ ଭୋଜ ତ ପ୍ରସ୍ତୁତ, ମାତ୍ର ନିମନ୍ତ୍ରିତ ଲୋକମାନେ ଅଯୋଗ୍ୟ। ଏଣୁ ତୁମେମାନେ ରାଜଦଣ୍ଡ ଗୁଡ଼ିକର ଛକେ ଛକେ ଯାଇ ଯେତେ ଲୋକଙ୍କର ଦେଖା ପାଅ, ସେମାନଙ୍କୁ ବିବାହ ଉତ୍ସବ ନିମନ୍ତ୍ରଣ କର। ସେଥିରେ ସେହି ଦାସମାନେ ରାଜଦଣ୍ଡ ଗୁଡ଼ିକରୁ ବାହାରି ଯାଇ ଦୁଷ୍ଟ ଓ ସନ୍ଥ ଯେତେ ଲୋକଙ୍କ ଦେଖା ପାଇଲେ, ସେ ସମସ୍ତଙ୍କୁ ସଂଗ୍ରହ କରି ଆଣିଲେ। ଆଉ ଅଭ୍ୟାଗତ ଲୋକମାନଙ୍କ ଦ୍ୱାରା ବିବାହ ଗୃହ ପରିପୂର୍ଣ୍ଣ ହେଲା। କିନ୍ତୁ ରାଜା ଅଭ୍ୟାଗତମାନଙ୍କୁ ଦେଖିବା ପାଇଁ ଭିତରକୁ ଆସି ସେଠାରେ ବିବାହ ବସ୍ତ୍ର ପରିଧାନ କରି ନଥିବା ଜଣେ ଲୋକକୁ ଦେଖି ତାହାକୁ କହିଲେ, ହେ ବନ୍ଧୁ, ତୁମେ ବିବାହ ବସ୍ତ୍ର ପରିଧାନ ନ କରି କିପରି ଏ ସ୍ଥାନକୁ ଆସିଲ? ମାତ୍ର ସେ ନିରୁତ୍ତର ହୋଇ ରହିଲା। ସେଥିରେ ରାଜା ପରିଚାରକମାନଙ୍କୁ କହିଲେ, ଏହାର ହାତ ଗୋଡ଼ ବାନ୍ଧି ଏହାକୁ ବାହାର ଅନ୍ଧାରରେ ପକାଇ ଦିଅ। ସେଠାରେ ରୋଦନ ଓ ଦାନ୍ତର କିଡ଼ିମିଡ଼ି ହେବ, କାରଣ ଅନେକ ଆହୁତ କିନ୍ତୁ ଅଳ୍ପ ମନୋନୀତ। ମାଥ୍ୟୁ 22 ପର୍ବ 15 ପଦ ଠାରୁ 22 ପଦ ପର୍ଯ୍ୟନ୍ତ କର ଦେବା ପ୍ରସଙ୍ଗ। ସେତେବେଳେ ଫାରୁସୀମାନେ ଯାଇ ତାହାଙ୍କୁ ବାକ୍ୟ ଦ୍ୱାରା ଫାନ୍ଦରେ ପକାଇବା ନିମନ୍ତେ ନିମନ୍ତ୍ରଣ କଲେ। ଆଉ ସେମାନେ ହରଦିୟମାନଙ୍କର ସହିତ ଆପଣା ଶିଷ୍ୟମାନଙ୍କୁ ତାହାଙ୍କ ନିକଟକୁ କହି ପଠାଇଲେ, ହେ ଗୁରୁ, ଆମ୍ଭେମାନେ ଜାଣୁ ଆପଣ ସତ୍ୟ ଓ ସତ୍ୟର ରୂପେ ଈଶ୍ୱରଙ୍କର ମାର୍ଗ ଶିକ୍ଷା ଦିଅନ୍ତି, ପୁଣି କାହାରିକି ଭୟ କରନ୍ତି ନାହିଁ, କାରଣ ଆପଣ ମନୁଷ୍ୟର ମୁଖାପେକ୍ଷା କରନ୍ତି ନାହିଁ। ଅତଏବ ଆମ୍ଭମାନଙ୍କୁ କହନ୍ତୁ, ଆପଣଙ୍କର ମତ କ'ଣ? କାଇସରକୁ କର ଦେବା ବିଧିସଙ୍ଗତ କି ନା? କିନ୍ତୁ ଯୀଶୁ ସେମାନଙ୍କୁ ଦୁଷ୍ଟତା ଜାଣି କହିଲେ, ରେ କପଟିମାନେ, କାହିଁକି ମୋତେ ପରୀକ୍ଷା କରୁଅଛ? ସେହି କରର ମୁଦ୍ରା ମୋତେ ଦେଖାଅ। ତହିଁରେ ସେମାନେ ତାଙ୍କ ପାଖକୁ ଗୋଟିଏ ଅଧୂଳି ଆଣିଲେ। ସେ ସେମାନଙ୍କୁ ପଚାରିଲେ, ଏ ମୂର୍ତ୍ତି ଓ ନାମ କାହାର? ସେମାନେ କହିଲେ, କାଇସରଙ୍କର। ସେଥିରେ ସେ ସେମାନଙ୍କୁ କହିଲେ, ତେବେ କାଇସରଙ୍କର ଯାହା, ତାହା କାଇସରଙ୍କୁ ଦିଅ, ପୁଣି ଈଶ୍ୱରଙ୍କର ଯାହା, ତାହା ଈଶ୍ୱରଙ୍କୁ ଦିଅ। ସେମାନେ ଏହା ଶୁଣି ଚମତ୍କୃତ ହୋଇ ତାଙ୍କୁ ଛାଡ଼ି ଚାଲିଗଲେ।
ମାଥ୍ୟୁ 22 ପର୍ବ 23 ପଦ ଠାରୁ 33 ପଦ ପର୍ଯ୍ୟନ୍ତ ସାଧୁକୀଙ୍କ ପ୍ରଶ୍ନୋତ୍ତର ପ୍ରଶ୍ନ, ସାଧୁକୀଙ୍କ ପୁନରୁତ୍ଥାନର ପ୍ରଶ୍ନ। ପୁନରୁତ୍ଥାନ ନାସ୍ତି କରୁଥିବା ସାଧୁକୀମାନେ ସେହିଦିନ ତାହାଙ୍କ ନିକଟକୁ ଆସି ପଚାରିଲେ, ହେ ଗୁରୁ, ମୋଶା କହିଅଛନ୍ତି ଯେ ଯଦି କେହି ନିସନ୍ତାନ ହୋଇ ମରେ ତେବେ ତାହାର ଭାଇ ତାହାର ଭାର୍ଯ୍ୟାଙ୍କୁ ବିବାହ କରି ଆପଣା ଭାଇ ନିମନ୍ତେ ବଂଶ ଉତ୍ପନ୍ନ କରିବ। ଦେଖନ୍ତୁ, ଆମମାନଙ୍କ ମଧ୍ୟରେ 7 ଭାଇ ଥିଲେ। ପ୍ରଥମଟି ବିବାହ କରି ମରିଗଲା, ପୁଣି ନିସନ୍ତାନ ଥିବାରୁ ଆପଣର ଭାଇ ପାଇଁ ନିଜ ଭାର୍ଯ୍ୟାକୁ ଛାଡ଼ିଗଲା। ଦ୍ୱିତୀୟ, ତୃତୀୟ ଆଦି 7ମ ଜଣ ପର୍ଯ୍ୟନ୍ତ ମଧ୍ୟ ସେହି ପ୍ରକାର କଲେ। ସମସ୍ତଙ୍କ ଶେଷରେ ସ୍ତ୍ରୀଟି ମରିଗଲା। ତେବେ ପୁନରୁତ୍ଥାନ ସମୟରେ ସେହି 7 ଜଣ ମଧ୍ୟରୁ ସେ କାହାର ସ୍ତ୍ରୀ ହେବ? ସମସ୍ତେ ତ ତାକୁ ବିବାହ କରିଥିଲେ। ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, ତୁମେମାନେ ଧର୍ମଶାସ୍ତ୍ର ପୁଣି ଈଶ୍ୱରଙ୍କର ଶକ୍ତି ମଧ୍ୟ ନ ଜାଣି ଭ୍ରାନ୍ତ ହେଉଛ। କାରଣ ପୁନରୁତ୍ଥାନରେ ଲୋକେ ବିବାହ କରନ୍ତି ନାହିଁ କିମ୍ବା ବିବାହିତ ହୁଅନ୍ତି ନାହିଁ, କିନ୍ତୁ ସ୍ୱର୍ଗସ୍ଥ ଦୂତମାନଙ୍କ ପରି ରୁହନ୍ତି। ମାତ୍ର ମୃତମାନଙ୍କ ପୁନରୁତ୍ଥାନ ବିଷୟରେ ଈଶ୍ୱର ତୁମମାନଙ୍କୁ ଯାହା କହିଅଛନ୍ତି ତାହାକି ତୁମେମାନେ ପାଠ କରିନାହ? ଆମ୍ଭେ ଆବ୍ରାହମଙ୍କର ଈଶ୍ୱର, ଇସାକର ଈଶ୍ୱର ଓ ଯାକୁବର ଈଶ୍ୱର। ସେ ମୃତମାନଙ୍କର ଈଶ୍ୱର ନୁହନ୍ତି, ମାତ୍ର ଜୀବିତମାନଙ୍କର। ଲୋକସମୂହ ଏହା ଶୁଣି ତାଙ୍କ ଶିକ୍ଷାରେ ଆଶ୍ଚର୍ଯ୍ୟାନ୍ୱିତ ହେଲେ। ମାଥ୍ୟୁ 22 ପର୍ବ 34 ପଦ ଠାରୁ 40 ପଦ ପର୍ଯ୍ୟନ୍ତ ଶ୍ରେଷ୍ଠ ଆଜ୍ଞା। ସେ ସାଧୁକୀମାନଙ୍କୁ ନିରୁତ୍ତର କରି ଅଛନ୍ତି। ଏହା ଶୁଣି ଫାରୁସୀମାନେ ଏକତ୍ର ହେଲେ। ଆଉ ସେମାନଙ୍କ ମଧ୍ୟରୁ ଜଣେ ବ୍ୟବସ୍ଥା ଶାସ୍ତ୍ରଜ୍ଞ ତାଙ୍କୁ ପରୀକ୍ଷା କରି ପଚାରିଲେ, ହେ ଗୁରୁ, ବ୍ୟବସ୍ଥା ମଧ୍ୟରେ କି ପ୍ରକାର ଆଜ୍ଞା ଶ୍ରେଷ୍ଠ? ସେ ତାହାଙ୍କୁ କହିଲେ, ତୁମେ ଆପଣାର ସମସ୍ତ ଅନ୍ତଃକରଣ, ସମସ୍ତ ପ୍ରାଣ ଓ ସମସ୍ତ ମନ ଦେଇ ପ୍ରଭୁ ଆପଣା ଈଶ୍ୱରଙ୍କୁ ପ୍ରେମ କର। ଏହା ହିଁ ଶ୍ରେଷ୍ଠ ଓ ପ୍ରଥମ ଆଜ୍ଞା। ଦ୍ୱିତୀୟଟି ଏହାର ସଦୃଶ୍ୟ, ତୁମେ ଆପଣା ପ୍ରତିବାସୀକି ଆତ୍ମତୁଲ୍ୟ ପ୍ରେମ କର। ଏହି 2 ଆଜ୍ଞା ଉପରେ ସମସ୍ତ ବ୍ୟବସ୍ଥା ଓ ଭାବବାଦୀମାନଙ୍କର ଧର୍ମଶାସ୍ତ୍ର ନିର୍ଭର କରେ। ମାଥ୍ୟୁ 22 ପର୍ବ 41 ପଦ ଠାରୁ 46 ପଦ ପର୍ଯ୍ୟନ୍ତ ଖ୍ରୀଷ୍ଟ କାହାର ସନ୍ତାନ? ଫାରୁସୀମାନେ ଏକତ୍ର ହୋଇଥିବା ସମୟରେ ଯୀଶୁ ସେମାନଙ୍କୁ ପଚାରିଲେ, ଖ୍ରୀଷ୍ଟଙ୍କ ବିଷୟରେ ତୁମମାନଙ୍କର ମତ କ'ଣ? ସେ କାହାର ସନ୍ତାନ? ସେମାନେ ତାଙ୍କୁ କହିଲେ, ଦାଉଦଙ୍କର। ଯୀଶୁ ସେମାନଙ୍କୁ କହିଲେ, ତେବେ ଦାଉଦ କି ପ୍ରକାର ଆତ୍ମାଙ୍କ ଦ୍ୱାରା ତାହାଙ୍କୁ ପ୍ରଭୁ ବୋଲି କହନ୍ତି? ଯଥା, ପ୍ରଭୁ ମୋହର ପ୍ରଭୁଙ୍କୁ କହିଲେ, ଆମ୍ଭେ ଯେ ପର୍ଯ୍ୟନ୍ତ ତୁମର ଶତ୍ରୁମାନଙ୍କୁ ତୁମର ପାଦ ତଳେ ଦଳି ରଖିନାହୁଁ ସେ ପର୍ଯ୍ୟନ୍ତ ଆମର ଦକ୍ଷିଣରେ ବସିଥାଉ। ଅତଏବ ଦାଉଦ ଯଦି ତାହାଙ୍କୁ ପ୍ରଭୁ ବୋଲି କହନ୍ତି, ତେବେ ସେ କି ପ୍ରକାରେ ତାହାଙ୍କର ସନ୍ତାନ? ସେଥିରେ କେହି ତାଙ୍କୁ ପଦେ ହେଲେ ଉତ୍ତର ଦେଇପାରିଲେ ନାହିଁ। ପୁଣି ସେହି ଦିନଠାରୁ କେହି ତାଙ୍କ ଆଉ ପ୍ରଶ୍ନ ପଚାରିବାକୁ ସାହସ କଲେ ନାହିଁ। ମାଥ୍ୟୁ 23 ପର୍ବ ସାଧୁକୀ ଓ ଫାରୁସୀମାନଙ୍କ ପ୍ରତି 7ଟି ସନ୍ତାପ। ମାଥ୍ୟୁ 23 ପର୍ବ 1 ପଦ ଠାରୁ 36 ପଦ ପର୍ଯ୍ୟନ୍ତ। ସେହି ସମୟରେ ଯୀଶୁ ଲୋକସମୂହ ଓ ଆପଣା ଶିଷ୍ୟମାନଙ୍କୁ କହିଲେ, ଶାସ୍ତ୍ରୀ ଓ ଫାରୁସୀମାନେ ମୋଶାଙ୍କ ଆସନରେ ବସିଅଛନ୍ତି। ଅତଏବ ସେମାନେ ତୁମମାନଙ୍କୁ ଯାହା କିଛି କହନ୍ତି ତାହା ମାନ ଓ ପାଳନ କର। ମାତ୍ର ସେମାନଙ୍କ କର୍ମ ଅନୁସାରେ କର୍ମ କର ନାହିଁ, କାରଣ ସେମାନେ କହନ୍ତି କିନ୍ତୁ କରନ୍ତି ନାହିଁ। ସେମାନେ ଗୁରୁ ଭାର ବନ୍ଧନ କରି ମନୁଷ୍ୟମାନଙ୍କ ସ୍କନ୍ଧରେ ଥୋଇ ଦିଅନ୍ତି, କିନ୍ତୁ ନିଜେ ଆଙ୍ଗୁଳି ଦେଇ ତାହା ଟେକିବାକୁ ଇଚ୍ଛା କରନ୍ତି ନାହିଁ। ସେମାନେ ଲୋକ ଦେଖାଇବା ପାଇଁ ଆପଣା ସମସ୍ତ କ୍ରିୟାକର୍ମ କରନ୍ତି, କାରଣ ସେମାନେ ନିଜେ ନିଜର କବଚ ପ୍ରଶସ୍ତ କରନ୍ତି ଓ ବସ୍ତ୍ର ଝୁମ୍ପା ବଡ଼ କରନ୍ତି। ଆଉ ଭୋଜିରେ ପ୍ରଧାନ ସ୍ଥାନ ଓ ସମାଜ ଗୃହରେ ପ୍ରଧାନ ଆସନ, ପୁଣି ହାଟ ବଜାରରେ ନମସ୍କାର ପାଇବାକୁ ଓ ଲୋକଙ୍କ ଦ୍ୱାରା ଗୁରୁ ବୋଲି ସମ୍ବୋଧିତ ହେବାକୁ ଭଲ ପାଆନ୍ତି। କିନ୍ତୁ ତୁମେମାନେ ଗୁରୁ ବୋଲି ସମ୍ବୋଧିତ ହୁଅ ନାହିଁ, କାରଣ ତୁମମାନଙ୍କର ଗୁରୁ ଜଣେ, ପୁଣି ତୁମ୍ଭେ ସମସ୍ତେ ଭାଇ। ଆଉ ପୃଥିବୀରେ କାହାକୁ ହିଁ ପିତା ବୋଲି ସମ୍ବୋଧନ କର ନାହିଁ, କାରଣ ତୁମମାନଙ୍କର ପିତା ଜଣେ, ସେ ସ୍ୱର୍ଗରେ ଅଛନ୍ତି। ଆଉ ତୁମେମାନେ ନେତା ବୋଲି ସମ୍ବୋଧିତ ହୁଅ ନାହିଁ, କାରଣ ତୁମମାନଙ୍କର ନେତା ଜଣେ, ସେ ହେଉଛନ୍ତି ଖ୍ରୀଷ୍ଟ। କିନ୍ତୁ ତୁମମାନଙ୍କ ମଧ୍ୟରେ ଯେଉଁ ଲୋକ ଶ୍ରେଷ୍ଠ ସେ
ତୁମମାନଙ୍କର ସେବକ ହଉ। ଆଉ ଯେ କେହି ଆପଣଙ୍କୁ ଉନ୍ନତ ବୋଲି ଦେଖାଏ ତାକୁ ନତ କରାଯିବ, ପୁଣି ଯେ କେହି ଆପଣଙ୍କୁ ନତ କରେ ତାକୁ ଉନ୍ନତ କରାଯିବ। କିନ୍ତୁ ହାୟ ଦଣ୍ଡର ପାତ୍ର କପଟି ଶାସ୍ତ୍ରୀ ଓ ଫାରୁସୀମାନେ, କାରଣ ତୁମେମାନେ ମନୁଷ୍ୟମାନଙ୍କର ସମ୍ମୁଖରେ ସ୍ୱର୍ଗରାଜ୍ୟ ରୁଦ୍ଧ କରୁଥାଅ। ତୁମେମାନେ ତ ନିଜେ ପ୍ରବେଶ କରୁନାହ, ପୁଣି ପ୍ରବେଶ କରିବାକୁ ଇଚ୍ଛୁକ ଲୋକମାନଙ୍କୁ ସୁଦ୍ଧା ପ୍ରବେଶ କରାଇ ଦେଉନାହ। ହାୟ ଦଣ୍ଡର ପାତ୍ର କପଟି ଶାସ୍ତ୍ରୀ ଓ ଫାରୁସୀମାନେ, କାରଣ ତୁମେମାନେ ଛଳରେ ଦୀର୍ଘ ପ୍ରାର୍ଥନା କରିବା ସଙ୍ଗେ ସଙ୍ଗେ ବିଧବାମାନଙ୍କର ଗୃହ ସବୁ ଗ୍ରାସ କରୁଥାଅ, ଏଣୁ ତୁମେମାନେ ଗୁରୁତର ଦଣ୍ଡ ପାଇବ। ହାୟ ଦଣ୍ଡର ପାତ୍ର କପଟି ଶାସ୍ତ୍ରୀ ଓ ଫାରୁସୀମାନେ, କାରଣ ତୁମେମାନେ ଜଣକୁ ତୁମମାନଙ୍କର ଧର୍ମାବଲମ୍ବୀ କରିବା ପାଇଁ ଜଳସ୍ଥଳ ଭ୍ରମଣ କରୁଥାଅ, ପୁଣି ଯେତେବେଳେ ସେ ହୁଏ ସେତେବେଳେ ତାହାକୁ ତୁମମାନଙ୍କର ଅପେକ୍ଷା 2 ଗୁଣ ନରକ ପାତ୍ର କରୁଥାଅ। ହାୟ ଦଣ୍ଡର ପାତ୍ର ଅନ୍ଧ ପଥ ପ୍ରଦର୍ଶକମାନେ, ତୁମେମାନେ କହୁଥାଅ କେହି ମନ୍ଦିର ଶପଥ କଲେ ତାହା କିଛି ନୁହେଁ, ମାତ୍ର ଯେ କେହି ମନ୍ଦିର ସ୍ପର୍ଶ ଶପଥ କରେ ସେ ତା ଦ୍ୱାରା ଅବଦ୍ଧ। ରେ ମୂଢ଼ ଓ ଅନ୍ଧମାନେ, ସ୍ୱର୍ଣ୍ଣ କିମ୍ବା ସେହି ସ୍ୱର୍ଣ୍ଣକୁ ପବିତ୍ର କରିଅଛି ଯେଉଁ ମନ୍ଦିର, ଏହି 2 ମଧ୍ୟରେ କେଉଁଟି ଶ୍ରେଷ୍ଠ? ଆହୁରି କହୁଥାଅ କେହି ଯଜ୍ଞବେଦୀର ଶପଥ କଲେ ତାହା କିଛି ନୁହେଁ, ମାତ୍ର ଯେ କେହି ତା ଉପରେ ଥିବା ନୈବେଦ୍ୟର ଶପଥ କରେ ସେ ତା ଦ୍ୱାରା ଅବଦ୍ଧ। ରେ ଅନ୍ଧମାନେ, ନୈବେଦ୍ୟ କିମ୍ବା ସେହି ନୈବେଦ୍ୟକୁ ପବିତ୍ର କରେ ଯେଉଁ ଯଜ୍ଞବେଦୀ, ଏହି 2 ମଧ୍ୟରେ କେଉଁଠି ଶ୍ରେଷ୍ଠ? ଅତଏବ ଯେଉଁ ଲୋକ ଯଜ୍ଞବେଦୀର ଶପଥ କରେ ସେ ତ ତାହା ଓ ତାହା ଉପରେ ଥିବା ପଦାର୍ଥର ଶପଥ କରେ, ଆଉ ଯେ ମନ୍ଦିର ଶପଥ କରେ ସେ ମନ୍ଦିର ଓ ତନ୍ନିବାସୀଙ୍କର ଶପଥ କରେ, ପୁଣି ଯେ ସ୍ୱର୍ଗର ଶପଥ କରେ ସେ ଈଶ୍ୱରଙ୍କ ସିଂହାସନ ଓ ତଦୁପବିଷ୍ଟଙ୍କର ଶପଥ କରେ। ହାୟ ଦଣ୍ଡର ପାତ୍ର କପଟି ଶାସ୍ତ୍ରୀ ଓ ଫାରୁସୀମାନେ, କାରଣ ତୁମେମାନେ ପୋଦିନା, ପାନମହୁରି ଓ ଜିରାର ଦଶମାଂଶ ଦେଉଥାଅ, ଆଉ ବ୍ୟବସ୍ଥାର ଗୁରୁତର ବିଷୟଗୁଡ଼ିକ ନ୍ୟାୟ ବିଚାର, ଦୟା ଓ ବିଶ୍ୱାସ ଏହାସବୁ ପରିତ୍ୟାଗ କରିଅଛ। କିନ୍ତୁ ଏହି ସମସ୍ତ ପାଳନ କରିବା ଓ ଅନ୍ୟ ସବୁ ପରିତ୍ୟାଗ ନ କରିବା ଉଚିତ। ରେ ଅନ୍ଧ ପଥ ପ୍ରଦର୍ଶକମାନେ, ତୁମେମାନେ ମୂଷାକୁ ଛାଣୁଥାଅ କିନ୍ତୁ ଓଟକୁ ଗିଳୁଥାଅ। ହାୟ ଦଣ୍ଡର ପାତ୍ର କପଟି ଶାସ୍ତ୍ରୀ ଓ ଫାରୁସୀମାନେ, କାରଣ ତୁମେମାନେ ଗିନା ଓ ଥାଳିର ବାହାର ପରିଷ୍କାର କରୁଥାଅ, ମାତ୍ର ଭିତରେ ସେଗୁଡ଼ାକ ଲୁଣ୍ଠନ କର୍ମ ଓ ଇନ୍ଦ୍ରିୟ ସେବାରେ ପରିପୂର୍ଣ୍ଣ। ହେ ଅନ୍ଧ ଫାରୁସୀ, ଆଗେ ଗିନାର ଭିତର ପରିଷ୍କାର କର, ଯେପରି ସେଥିର ବାହାର ମଧ୍ୟ ପରିଷ୍କୃତ ହେବ। ହାୟ ଦଣ୍ଡର ପାତ୍ର କପଟି ଶାସ୍ତ୍ରୀ ଓ ଫାରୁସୀମାନେ, କାରଣ ତୁମେମାନେ ସୂଚୀକୃତ ସମାଧି ଓ ସ୍ୱରୂପ ତାହା ଉପରେ ବାହାରେ ସୁନ୍ଦର ଦେଖାଯାଏ, କିନ୍ତୁ ଭିତରେ ମୃତମାନଙ୍କର ଅସ୍ଥି ଓ ସର୍ବପ୍ରକାର ଅଶୁଚିରେ ପରିପୂର୍ଣ୍ଣ। ସେହି ପ୍ରକାର ତୁମେମାନେ ମଧ୍ୟ ବାହାରେ ଲୋକଙ୍କ ଦୃଷ୍ଟିରେ ଧାର୍ମିକ ଦେଖାଯାଅ, କିନ୍ତୁ ଭିତରେ କପଟ ଓ ଅଧର୍ମରେ ପରିପୂର୍ଣ୍ଣ। ହାୟ ଦଣ୍ଡର ପାତ୍ର କପଟି ଶାସ୍ତ୍ରୀ ଓ ଫାରୁସୀମାନେ, କାରଣ ତୁମେମାନେ ଧର୍ମଶାସ୍ତ୍ରମାନଙ୍କର ସମାଧି ନିର୍ମାଣ କରି ଧାର୍ମିକମାନଙ୍କର ସମାଧି ସ୍ତମ୍ଭ ସୁଶୋଭିତ କରି କହୁଥାଅ, ଆମେମାନେ ଯେବେ ଆମମାନଙ୍କର ପିତୃପୁରୁଷଗଣଙ୍କର ସମୟରେ ଥାନ୍ତୁ ତେବେ ଭାବବାଦୀମାନଙ୍କର ରକ୍ତପାତରେ ସେମାନଙ୍କର ସହଭାଗୀ ହୋଇଥାନ୍ତୁ। ଏଣୁ ତୁମେମାନେ ଯେ ଭାବବାଦୀମାନଙ୍କର ହତ୍ୟାକାରିଣୀମାନଙ୍କର ସନ୍ତାନ ଅଟ, ସେ ସମ୍ବନ୍ଧରେ ତୁମେମାନେ ହିଁ ଆପଣା ବିଷୟରେ ସାକ୍ଷ୍ୟ ଦେଉଅଛ। ତୁମେମାନେ ନିଜ ନିଜ ପିତୃପୁରୁଷଙ୍କର ପରିମାଣ ପୂର୍ଣ୍ଣ କର। ଆରେ ସର୍ପଗୁଡ଼ାକ, ଆରେ କାଳସର୍ପର ବଂଶ, ତୁମେମାନେ କି ପ୍ରକାରେ ନରକ ଦଣ୍ଡରୁ ରକ୍ଷା ପାଇବ? ଏଣୁ ଦେଖ, ମୁଁ ତୁମମାନଙ୍କ ନିକଟକୁ ଭାବବାଦୀ, ଜ୍ଞାନୀ ଓ ଶାସ୍ତ୍ରୀମାନଙ୍କୁ ପ୍ରେରଣ କରୁଅଛି। ସେମାନଙ୍କ ମଧ୍ୟରୁ କାହାକୁ ତୁମେମାନେ ହତ୍ୟା କରିବ ଓ କ୍ରୁଶରେ ବଧ କରିବ, ଆଉ କାହାକୁ ତୁମମାନଙ୍କ ସମାଜ ଗୃହରେ କୋରଡ଼ା ମାରିବ ଓ ନଗରରୁ ନଗର ତାଡ଼ନା କରିବ। ଯେପରି ଧାର୍ମିକ ହେବଲଙ୍କର ରକ୍ତପାତ ଠାରୁ ଯେଉଁ ବେରିଖିୟଙ୍କ ପୁତ୍ର ଜିଖରିୟଙ୍କୁ ତୁମେମାନେ ମନ୍ଦିରର ପବିତ୍ର ସ୍ଥାନ ଓ ଯଜ୍ଞବେଦୀର ମଧ୍ୟସ୍ଥଳରେ ବଧ କଲ, ତାଙ୍କ ରକ୍ତପାତ ପର୍ଯ୍ୟନ୍ତ ପୃଥିବୀରେ ଯେତେ ଧାର୍ମିକ ଲୋକଙ୍କର ରକ୍ତପାତ ହୋଇଅଛି ସେହି ସମସ୍ତ ତୁମମାନଙ୍କ ଉପରେ ବର୍ତ୍ତିବ। ମୁଁ ତୁମମାନଙ୍କୁ ସତ୍ୟ କହୁଛି, ଏ ବର୍ତ୍ତମାନ ପୁରୁଷ ଉପରେ ଏହି ସମସ୍ତ ବର୍ତ୍ତିବ। ମାଥ୍ୟୁ 23 ପର୍ବ 37 ପଦ ଠାରୁ 39 ପଦ ପର୍ଯ୍ୟନ୍ତ। ଜେରୁସାଲାମଙ୍କ ପ୍ରତି ଯୀଶୁଙ୍କର ବିଳାପ। ଗୋ ଜେରୁସାଲାମ,
गो जेरुसलम भाववादी मानकर हत्याकारिणी ओ आपना निकट को प्रेरित मानकर पस्तारघातकारिणी कुकुटी जेपरी पक्ष तले आपना शावक मानक एकत्र करे सेपरी मु केते थर तोहर संतान मानक एकत्र करने को इच्छा कली किंतु तुमे माने इच्छुक हेल नहीं। देख तुम मानकर घर तुम मानकर हाथ में छाड़ी दिया जाऊँगी कारण मु तुम मानक कहूँगी प्रभुंक नाम रे जे आसुअछंती से धन्य तुमे माने ए कथा न कहबा पर्यंत आज ठारू मते निश्चय आउ देखिबो नहीं। माथ्यू 24 पर्व 1 पद ठारू 2 पद पर्यंत मंदिर ध्वंस विषय सूचना। जीशु मंदिर रु बाहरी जाउथवा समय तांकर शिष्य माने तांकु मंदिर प्रसाद समूह देखाइबा निमंते तांक निकट को आसिले किंतु जीशु से मानक उत्तर देले तुमे माने कौन ए समस्त देखुना मु तुम मानक सत्य कहूँगी ए स्थान रे एक पस्तर अन्य पस्तर उपरे रहिब नाही समस्त ही भूमिसात हेबो। जुग शेषर लक्षण माथ्यू 24 पर्व 3 पद ठारू 28 पद पर्यंत। परे से जीत पर्वत उपरे बसंते शिष्य माने तांक छामुको गोपन रे आसी पचारले ए सबु केबे घटिबो पुणी आपणकर आगमन और जुगांतर लक्षण कौन ताहा आम मानकु कहंतु। सेथिरे जीशु से मानकु उत्तर देले सावधान केही जेपरि तुम मानकु भ्रांत न करे कारण अनेक मो नाम रे आसी मु ख्रीष्ट बोली कही अनेक को भ्रांत करिवे आउ तुमे माने युद्धर विषय और संग्रामर जनरव शुणिब सावधान व्याकुल हो नहीं कारण ए समस्त आवश्यक घटिबो किंतु सेही काल जुगांत नुहे कारण जाति विरोध विपक्ष रे जाति और राज्य विपक्ष रे राज्य उठिबो पुणी स्थाने स्थाने दुर्भिक्ष और भूमिकंप हेबो किंतु ए समस्त प्रसव वेदनार आरंभ मात्र। से समय लोके तुम मानकु क्लेश भोग करिबा निमंते समर्पण करिवे और तुम मानकु बद्ध करिवे आ मोहर नाम सकाशे तुमे माने समस्त जाति द्वारा घृणित हबो। सेतेबेले अनेक विघ्न पाइबे पुणी परस्पर को धराई देवे और परस्पर को घृणा करिवे आ अनेक भंड भाववादी उठी अनेकों को भ्रांत करिवे पुणी अधर्म वृद्धि पाइबारु अधिकांश लोकंकर प्रेम शीतल होइजिवो मात्र जे शेष पर्यंत धैर्य धरी रहिबो से परित्राण पाइबो आ समस्त जाति निकट रे साक्ष्य देवा निमंते राज्यर एही सुसमाचार समुदाय पृथ्वी रे घोषणा करा जिवो तप्तरे जुगांत हेबो। एणु तुमे माने जेतेबेले दानिएल भाववादी द्वारा उक्त प्रसन्नकारी घूण्यग्रस्त को पवित्र स्थान रे अवस्थित देखिबो पाठक बुझंतु सेतेबेले जेउ माने जिहुदा प्रदेश रे थांती सेतेबेले से माने पर्वतमाला को पलाई जांतु जे छात उपरे थाए से आपना घर भितरु जिनिस पत्र घेनी जिबा पई ओल्हाई न आसु पुणी जे खेतरे थाए से आपना चादर घेनी जिबा पई लेउटी न जाऊ। से समय जो माने गर्भवती और स्तन्य दात्री थाए से माने क्लेशर पात्र किंतु तुम मानकर पलायन जेपरी शीत काल रे किंबा विश्राम बार रे न घटे एथिपाई प्रार्थना कर कारण सेतेबेले एपरी महाक्लेश घटिब जे जगत आरंभरू आज पर्यंत घटी नाही पुणी केबे हे घटिब नाही आउ से समय जेबे उणा करा जाई न थांता तेबे कौनसी मर्त परित्राण पांता नाही मात्र मनोनीत लोकंक सकाशे से समय उणा करा जिवो। सेतेबेले देख ख्रीष्ट एठारे बा सेठारे केई जेबे तुम मानक एपरी कहिबो तेबे ताहा विश्वास कर नाही कारण भंड ख्रीष्ट माने और भंड भाववादी माने उठी एपरी महामहा चिन्ह और अद्भुत कर्म मान देखाइबे जे जदि संभव हुए तेबे मनोनीत लोक मानकु सुद्धा भ्रांत कराए करिवे। देख मु पूर्वरु तुम मानकु जणाइली अतएव देख से प्रांतर रे अछंती लोके जदि तुम मानकर एई कथा कहिबे तेबे बाहरी जाओ नाही देख से गुप्त कोठरी अछंती जदि एहा कहिबे तेबे ताहा विश्वास कर नाही कारण बिजुली जेपरी पूर्व दिगरु मारी पश्चिम दिग पर्यंत देखा जाए सेपरी मनुष्य पुत्रंकर आगमन हेबो। जो माने मुढ़ा पड़ी थाए
ଯେଉଁଠାରେ ମଢ଼ା ପଡ଼ିଥାଏ ସେଇଠାରେ ଶାଗୁଣା ଗୁଡ଼ାକ ଏକାଠି ହେବେ। ମାଥ୍ୟୁ 24 ପର୍ବ 29 ପଦ ଠାରୁ 31 ପଦ ପର୍ଯ୍ୟନ୍ତ ମନୁଷ୍ୟ ପୁତ୍ରର ପୁନରାଗମନ। ମାତ୍ର ସେହି ସମୟର କ୍ଲେଶ ଉତ୍ତାରେ ଆକାଶମତ ସୂର୍ଯ୍ୟ ଅନ୍ଧକାରମୟ ହେବ ଓ ଚନ୍ଦ୍ର ଆଲୋକ ଦେବ ନାହିଁ। ପୁଣି ନକ୍ଷତ୍ରମାଳା ଆକାଶରୁ ସ୍ଫଳିତ ହେବେ ଓ ଆକାଶ ମଣ୍ଡଳର ଶକ୍ତି ସମୂହ ବିଚଳିତ ହେବେ। ସେତେବେଳେ ଆକାଶରେ ମନୁଷ୍ୟ ପୁତ୍ରଙ୍କର ଲକ୍ଷଣ ଦେଖାଯିବ। ପୁଣି ସେ ସମୟରେ ପୃଥିବୀ ସମସ୍ତ ଗୋଟି ବିଳାପ କରିବେ ଓ ମନୁଷ୍ୟ ପୁତ୍ରଙ୍କୁ ମହାପରାକ୍ରମଙ୍କ ମହାମହିମା ସହ ଆକାଶର ମେଘମାଳାରେ ଆଗମନ କରିବା ଦେଖିବେ। ଆଉ ସେ ମହା ତୁରୀଧ୍ୱନି ସହିତ ଆପଣା ଦୂତମାନଙ୍କୁ ପ୍ରେରଣ କରିବେ ଓ ସେମାନେ ଆକାଶର ଏକ ସୀମାରୁ ଅନ୍ୟ ସୀମା ପର୍ଯ୍ୟନ୍ତ ଚତୁର୍ଦିଗରୁ ତାହାଙ୍କର ମନୋନୀତ ଲୋକମାନଙ୍କୁ ଏକତ୍ର କରିବେ। ମାଥ୍ୟୁ 32 ପର୍ବ ଠାରୁ 35 ପର୍ଯ୍ୟନ୍ତ ଡିମିରି ବୃକ୍ଷରୁ ଶିକ୍ଷା। ଡିମିରି ବୃକ୍ଷର ଦୃଷ୍ଟାନ୍ତ ଶିକ୍ଷା କର। ଯେତେବେଳେ ତାହା ଶାଖା ସରସ ହୋଇ ପଲ୍ଲବିତ ହୁଏ ସେତେବେଳେ ଗ୍ରୀଷ୍ମକାଳ ସନ୍ନିକଟ ବୋଲି ତୁମେମାନେ ଜାଣିଥାଅ। ସେପରି ତୁମେମାନେ ମଧ୍ୟ ଏ ସମସ୍ତ ଦେଖିଲେ ସେ ଦ୍ୱାରର ସନ୍ନିକଟ ଏହା ଜାଣ। ମୁଁ ତୁମମାନଙ୍କୁ ସତ୍ୟ କହୁଅଛି, ଏ ସମସ୍ତ ନ ଘଟିବା ପର୍ଯ୍ୟନ୍ତ ଏହି ବର୍ତ୍ତମାନ ପୁରୁଷ କୌଣସି ପ୍ରକାରେ ଲୋପ ପାଇବ ନାହିଁ। ଆକାଶ ଓ ପୃଥିବୀ ଲୋପ ପାଇବ, ମାତ୍ର ମୋହର ବାକ୍ୟ ସମୂହ କଦାପି ଲୋପ ପାଇବ ନାହିଁ। ମାଥ୍ୟୁ 24 ପର୍ବ 36 ପଦ ଠାରୁ 44 ପର୍ଯ୍ୟନ୍ତ ଆଗମନର ଦିନ ଓ ଦଣ୍ଡ ଅଜ୍ଞାତ। କିନ୍ତୁ ସେହି ଦିନ ଓ ଦଣ୍ଡ ବିଷୟ କେହି ଜାଣନ୍ତି ନାହିଁ, ସ୍ୱର୍ଗର ଦୂତମାନେ କିମ୍ବା ପୁତ୍ର ସୁଦ୍ଧା ଜାଣନ୍ତି ନାହିଁ, କେବଳ ମାତ୍ର ପିତା ଜାଣନ୍ତି। ଆଉ ନୋହଙ୍କ ସମୟରେ ଯେ ପ୍ରକାର ଘଟିଥିଲା ମନୁଷ୍ୟ ପୁତ୍ରଙ୍କ ଆଗମନ ସମୟରେ ସେ ପ୍ରକାର ଘଟିବ। କାରଣ ଜଳପ୍ଳାବନର ପୂର୍ବବର୍ତ୍ତୀ ସମୟରେ ଜାହାଜରେ ନୋହଙ୍କର ପ୍ରବେଶ କରିବା ଦିନ ପର୍ଯ୍ୟନ୍ତ ଲୋକେ ଯେପରି ଭୋଜନ ପାନ ଏବଂ ବିବାହ କରିବା ଓ ବିବାହ ଦେବାରେ ପ୍ରବୃତ୍ତ ଥିଲେ, ପୁଣି ଜଳପ୍ଳାବନ ଆସି ସମସ୍ତଙ୍କୁ ଭସାଇ ନ ନେବା ପର୍ଯ୍ୟନ୍ତ ଯେପରି ଜାଣିନଥିଲେ, ମନୁଷ୍ୟ ପୁତ୍ରଙ୍କର ଆଗମନ ମଧ୍ୟ ସେହି ପ୍ରକାର ହେବ। ସେତେବେଳେ 2 ଜଣ କ୍ଷେତ୍ରରେ ଥିବେ, ଜଣକୁ ଗ୍ରହଣ କରାଯିବ ଓ ଅନ୍ୟ ଜଣକୁ ପରିତ୍ୟାଗ କରାଯିବ। 2 ଜଣ ସ୍ତ୍ରୀ ଚକି ପେଷୁଥିବେ, ଜଣକୁ ଗ୍ରହଣ କରାଯିବ ଓ ଅନ୍ୟ ଜଣକୁ ପରିତ୍ୟାଗ କରାଯିବ। ଅତଏବ ଜାଗ୍ରତ ଥାଅ, କାରଣ ତୁମମାନଙ୍କର ପ୍ରଭୁ କେଉଁ ଦିନ ଆସିବେ ତାହା ତୁମେମାନେ ଜାଣ ନାହିଁ। କିନ୍ତୁ ଏହା ଜାଣିଥାଅ, କେଉଁ ପ୍ରହରରେ ଚୋର ଆସିବ ଏହା ଗୃହକର୍ତ୍ତା ଯେବେ ଜାଣନ୍ତେ, ତାହେଲେ ସେ ଜାଗ୍ରତ ଥାଇ ଆପଣା ଗୃହରେ ସିନ୍ଧି କାଟିବାକୁ ଦିଅନ୍ତେ ନାହିଁ। ଏଣୁ ତୁମେମାନେ ମଧ୍ୟ ପ୍ରସ୍ତୁତ ଥାଅ, କାରଣ ଯେଉଁ ଦଣ୍ଡରେ ତୁମେମାନେ ମନେ କରୁନଥିବ ସେହି ଦଣ୍ଡରେ ମନୁଷ୍ୟ ପୁତ୍ର ଆସିବେ। ମାଥ୍ୟୁ 24 ପର୍ବ 45 ପଦ ଠାରୁ 51 ପଦ ବିଶ୍ୱସ୍ତ ଓ ଦୁଷ୍ଟ ଦାସ। ତେବେ ପ୍ରଭୁ ଆପଣା ପରିଜନମାନଙ୍କୁ ଯଥା ସମୟରେ ପଡ଼ିଦେବା ନିମନ୍ତେ ଯାହାକୁ ସେମାନଙ୍କ ଉପରେ ନିଯୁକ୍ତି କଲେ, ଏପରି ବିଶ୍ୱସ୍ତ ଓ ବୁଦ୍ଧିମାନ ଦାସ କିଏ? ପ୍ରଭୁ ଆସି ଆପଣାର ଯେଉଁ ଦାସକୁ ସେ ପ୍ରକାର କରୁଥିବାର ଦେଖିବେ ସେ ଧନ୍ୟ। ମୁଁ ତୁମମାନଙ୍କୁ ସତ୍ୟ କହୁଅଛି, ସେ ତାହାକୁ ଆପଣାର ସର୍ବସ୍ୱ ଉପରେ ନିଯୁକ୍ତି କରିବେ। କିନ୍ତୁ ଯଦି ସେହି ଦାସ, ସେ ଦୁଷ୍ଟ ଦାସ, ମୋର ପ୍ରଭୁଙ୍କ ଆସିବାର ବିଳମ୍ବ ଅଛି ବୋଲି ମନେ ମନେ କହି ଆପଣାର ସହଦାସମାନଙ୍କୁ ପ୍ରହାର କରିବାକୁ ଲାଗେ ଆଉ ମଦୁଆମାନଙ୍କ ସହିତ ଭୋଜନ ପାନ କରେ, ତାହେଲେ ଯେଉଁ ଦିନ ସେ ଅପେକ୍ଷା କରୁନଥିବ ଓ ଯେଉଁ ଦଣ୍ଡ ସେ ଜାଣିନଥିବ, ସେହି ଦିନ ଓ ସେହି ଦାଣ୍ଡରେ ତାହାର ପ୍ରଭୁ ଆସିବେ। ପୁଣି ସେ ତାହାକୁ 2 ଖଣ୍ଡ କରି କପଟିମାନଙ୍କ ସହିତ ତାହାର ଅଂଶ ନିରୂପଣ କରିବେ। ସେମାନେ ସେଠାରେ ରୋଦନ ଓ ଦାନ୍ତର କିଡ଼ିମିଡ଼ି ହେବ। ମାଥ୍ୟୁ 25 ପର୍ବ 1 ପଦ ଠାରୁ 13 ପଦ ପର୍ଯ୍ୟନ୍ତ 10 କନ୍ୟାଙ୍କର ଦୃଷ୍ଟାନ୍ତ। ସେତେବେଳେ ସ୍ୱର୍ଗରାଜ୍ୟ 10 ଜଣ କନ୍ୟାଙ୍କ ସଦୃଶ୍ୟ ହେବ। ସେମାନେ ଆପଣା ଆପଣା ପ୍ରଦୀପ ଘେନି ବରଙ୍କ ସହିତ ସାକ୍ଷାତ କରିବାକୁ ବାହାରିଲେ। ସେମାନଙ୍କ ମଧ୍ୟରୁ 5 ଜଣ ନିର୍ବୁଦ୍ଧି ଓ 5 ଜଣ ସୁବୁଦ୍ଧି ଥିଲେ। ନିର୍ବୁଦ୍ଧିମାନେ ପ୍ରଦୀପ ନେବା ସମୟରେ ନିଜ ନିଜ ସହିତ ତୈଳ ନେଲେ ନାହିଁ, ମାତ୍ର ସୁବୁଦ୍ଧିମାନେ ଆପଣା ଆପଣା ପ୍ରଦୀପ ସହିତ ପାତ୍ରରେ ତୈଳ ନେଲେ। ବରଙ୍କ ଆସିବାର ବିଳମ୍ବ ହୁଅନ୍ତେ ସେମାନେ ସମସ୍ତେ ଢୁଳାଉ ଢୁଳାଉ ଶୋଇପଡ଼ିଲେ। କିନ୍ତୁ ଅର୍ଦ୍ଧରାତ୍ରିରେ ଏଇ ଦେଖ, ବର ତାଙ୍କ ସାଙ୍ଗରେ ସାକ୍ଷାତ କରିବାକୁ ବାହାର।
एपरी कोलाहल है सेतेबेले से ही कन्या समस्ते उठी आपणा आपणा प्रदीप सजाड़िले। किंतु निर्बुद्धि माने सुबुद्धि मानकु कहले तुम तेलरू आमको टिके दियो कारण आम दीप सबू लिभि जाऊँगी। मात्र सुबुद्धि माने उत्तर देले नहीं नहीं तुम तुम आम पाई तो अंटिब नहीं बरं दोकानी मानक पाखक जाई आपणा आपणा निमंते किणी आण। किंतु से माने किणीबा को जाउथुवा समय रे बर आसिले पुणी जो माने प्रस्तुत थिले से माने तांको सहित विवाह उत्सव रे योगदान करबा निमंते गृह रे प्रवेश कले आउ द्वार बंद करागला। एथि उतारे अन्य कन्या माने मध्य आसी कहले हे प्रभु आम पाई द्वार फिटाई दियंतु। किंतु से उत्तर देले मु तुम मानकु सत्य कहूछि मु तुम मानकु जाने नहीं अतएव जाग्रत थाओ कारण तुम्हें माने से दिन कि से दंड जान नहीं। माथ्यू 25 पर्व 14 पद ठारू 30 पद पर्यंत तोड़ार दृष्टांत। कारण विदेश को यात्रा करुवा जड़े व्यक्ति जेपरी आपणा दास मानक आह्वान करी सेमानक हस्तरे निजर सर्वस्व समर्पण कले स्वर्गराज्य सेपरी से जन को 5 तोड़ा अन्य जन को तोड़ा 2 तोड़ा आवाज अन्य जन को 1 तोड़ा एपरी प्रत्येक को तार शक्ति अनुसार दे विदेश को यात्रा कले। जो जनकर 5 तोड़ा पाइथिला से तत्क्षणात ता घेनी व्यवसाय करी आउ 5 तोड़ा लाभ कला। से प्रकार जो दुईटी पाइथिला से आउ 2टी लाभ कला। मात्र जे गोटे पाइथिला से जाई माटी खोली आपणा प्रभुंक टंका पोती लुचाई रखिला। बहु काल परे से दास मानकर प्रभु आसी से मानक सांगरे हिसाब कले। आउ जो जनक 5 तोड़ा पाइथिला से आउ 5 तोड़ा घेनी आसी कहला हे प्रभु आपण मते 5 तोड़ा देइथिले देखंतु मु आउ 5 तोड़ा लाभ करियछि। तार प्रभु ताकू कहले बेस उत्तम ओ विश्वस्त दास तुम्हें अल्प विषय विश्वस्त हल मु तुमको बहुत विषय उपरे नियुक्ति करी। तुम्हें आपणा प्रभुंको आनंदर सौभागी हो। पुणी जे 2 तोड़ा पाइथिला से मध्य आसी कहला प्रभु हे प्रभु आपण मते 2 तोड़ा देइथिले कि देखंतु मु आउ 2 तोड़ा लाभ करियछि। ताहार प्रभु ताकू कहले बेस उत्तम ओ विश्वस्त दास तुम्हें अल्प विषय विश्वस्त हल मु तुमको बहुत विषय नियुक्ति करी। तुम्हें आपणा प्रभुंकर आनंदर सौभागी हो। आउ जे 1 तोड़ा पाइथिला से मध्य आसी कहला हे प्रभु आपण जे जड़े कठिन लोक जोठारे बुणी न थांती सेठारे काटंती आ जोठारे शस्य उड़ाई न थांती सेठारे संग्रह करती यह मु जानिथिली। एणु भय करी मु जाई आपणकर तोड़ा माटी रे पोती लुचाई रखिली देखंतु आपणकर निजर धन पाइले। किंतु ताहार प्रभु ताकू उत्तर देले रे दुष्ट ओ अलस दास मु जोठारे बुणी न थाए सेठारे काटे आ जोठारे शस्य उड़ाई न थाए सेठारे संग्रह करे या कौन जानिथिलु। तेबे बणिक मानकर हस्तरे मोहर टंका रखिबा तोर उचित थिला ताले मु आसी तेबे बणिक मानक हस्तरे मोहर टंका रखिबा तोर उचित थिला ताले मु आसी शुद्ध सहित मोहर धन फेरी पाई थांती। अतएव याठारू एही तोड़ा घेनी जाई जार 10 तोड़ा अछि ताहाकु दियो कारण जे कोनोसी लोकर अछि ताकु दिया जिवो आ ताहार प्रचुर हेबो किंतु जाहार नाई ता पाखरे जाहा अछि ताहा ही ताठारू निया जिवो। आउ तुमे माने एही अकर्मण्य दास को बाहर अंधकार रे पकाई दियो सेठारे रोदन और दांतर किड़िमिड़ी हेबो। माथ्यू 25 पर्व 31 पद ठारू 46 पद पर्यंत अंतिम विचार। मनुष्य पुत्र जेतेबेले समस्त दूतंक सहित स्वमहिमारे आगमन करिवे सेतेबेले से आपणा गौरवमय सिंहासन रे उपवेशन करिवे। पुणी तांक छामुरे समस्त जाति एकत्र कराजिवे। आउ मेषपालक जेपरी छाग ठारू मेष पृथक करे सेपरी सेमानंक ठारू परस्पर ठारू पृथक हेबो। से पृथक करी मेष मानक आपणा दक्षिण पार्श्वरे और छाग मानक आपणा बाम पार्श्वरे रखिबे। सेतेबेले राजा आपणा दक्षिण पार्श्वस्थ लोकंकु कहबे आस मोर पितांकर आशीर्वाद पात्र माने
ତୁମମାନଙ୍କ ନିମନ୍ତେ ଜଗତର ପତନା ବିଧି ଯେଉଁ ରାଜ୍ୟ ପ୍ରସ୍ତୁତ କରାଯାଇଅଛି ସେଥିର ଅଧିକାରୀ ହୁଅ। କାରଣ ମୁଁ କ୍ଷୁଧିତ ଥିଲି, ତୁମେମାନେ ମୋତେ ଭୋଜନ କରିବାକୁ ଦେଲ, ତୃଷିତ ଥିଲି, ମୋତେ ପାନ କରିବାକୁ ଦେଲ, ପ୍ରବାସୀ ଥିଲି, ମୋତେ ଆଶ୍ରୟ ଦେଲ, ଉଲ୍ଲଙ୍ଘନ ଥିଲି, ମୋତେ ବସ୍ତ୍ର ପରିଧାନ କରାଇଲ, ପୀଡ଼ିତ ଥିଲି, ମୋତେ ଶଙ୍ଖଳିଲ, କାରାଗାରରେ ଥିଲି, ମୋ ନିକଟକୁ ଆସିଲ। ସେଥିରେ ଧାର୍ମିକମାନେ ତାହାଙ୍କୁ ଉତ୍ତର ଦେବେ, ହେ ପ୍ରଭୁ, କେବେ ଆମେମାନେ ଆପଣଙ୍କୁ କ୍ଷୁଧିତ ଦେଖି ଆହାର ଦେଲୁ ଅବା ତୃଷିତ ଦେଖି ପାନ କରିବାକୁ ଦେଲୁ? ଆଉ କେବେ ଆପଣଙ୍କୁ ପ୍ରବାସୀ ଦେଖି ଆଶ୍ରୟ ଦେଲୁ କିମ୍ବା ଉଲ୍ଲଗ୍ନ ଦେଖି ବସ୍ତ୍ର ପରିଧାନ କରାଇଲୁ? ଆଉ କେବେ ଆପଣଙ୍କୁ ପୀଡ଼ିତ ଥିବା ଅବା କାରାଗାରର ଦେଖି ଆପଣଙ୍କର ନିକଟକୁ ଗଲୁ? ପୁଣି ରାଜା ସେମାନଙ୍କୁ ଉତ୍ତର ଦେବେ, ମୁଁ ତୁମମାନଙ୍କୁ ସତ୍ୟ କହୁଅଛି, ତୁମେମାନେ ମୋହର ଏହି କ୍ଷୁଦ୍ରତମ ଜନବୃନ୍ଦଙ୍କ ମଧ୍ୟରୁ ଜଣକ ପ୍ରତି ଏହା କରିଥିବାରୁ ମୋ ପ୍ରତି ହିଁ ତାହା କରିଅଛ। ତପ୍ତରେ ସେ ବାମ ପାର୍ଶ୍ୱର ଲୋକଙ୍କୁ ମଧ୍ୟ କହିଲେ, ରେ ସାପଗ୍ରସ୍ତ ମାନି ମୋ ସମ୍ମୁଖରୁ ଦୂର ହୋଇ ଶୈତାନ ଓ ତାହାର ଦୂତମାନଙ୍କ ନିମନ୍ତେ ପ୍ରସ୍ତୁତ କରାଯାଇଥିବା ଅନନ୍ତ ଅଗ୍ନି ମଧ୍ୟକୁ ପ୍ରସ୍ଥାନ କର। କାରଣ ମୁଁ କ୍ଷୁଧିତ ଥିଲି, ତୁମେମାନେ ମୋତେ ଭୋଜନ କରିବାକୁ ଦେଲ ନାହିଁ, ତୃଷିତ ଥିଲି, ମୋତେ ପାନ କରିବାକୁ ଦେଲ ନାହିଁ, ପ୍ରବାସୀ ଥିଲି, ମୋତେ ଆଶ୍ରୟ ଦେଲ ନାହିଁ, ଉଲ୍ଲଗ୍ନ ଥିଲି, ମୋତେ ବସ୍ତ୍ର ପରିଧାନ କଲ ନାହିଁ, ପୀଡ଼ିତ ଓ କାରାଗାରସ୍ଥ ଥିଲି, ମୋତେ ଶୃଙ୍ଖଳିଲ ନାହିଁ। ସେଥିରେ ସେମାନେ ମଧ୍ୟ ଉତ୍ତର ଦେବେ, ହେ ପ୍ରଭୁ, କେବେ ଆମେମାନେ ଆପଣଙ୍କୁ କ୍ଷୁଧିତ କି ତୃଷିତ, ପ୍ରବାସୀ କି ଉଲ୍ଲଗ୍ନ, ପୀଡ଼ିତ କି କାରାଗ୍ରସ୍ତ ଦେଖି ଆପଣଙ୍କର ସେବା କଲୁ ନାହିଁ? ସେଥିରେ ସେମାନଙ୍କୁ ଉତ୍ତର ଦେବେ, ମୁଁ ତୁମମାନଙ୍କୁ ସତ୍ୟ କହୁଛି, ଏହି କ୍ଷୁଦ୍ରମାନଙ୍କ ମଧ୍ୟରୁ ଜଣକ ପ୍ରତି ଏହା କରିନଥିବାରୁ ମୋ ପ୍ରତି ହିଁ ତାହା କରିନାହ। ଆଉ ଏମାନେ ଅନନ୍ତ ଶାସ୍ତି କିମ୍ବା ଧାର୍ମିକମାନେ ଅନନ୍ତ ଜୀବନ ଭୋଗ କରିବାକୁ ଯିବେ। ମାଥ୍ୟୁ 26 ପର୍ବ 1 ପଦ ଠାରୁ 5 ପଦ। ଯୀଶୁଙ୍କ ବିରୁଦ୍ଧରେ ଚକ୍ରାନ୍ତ। ଯୀଶୁ ଏ ସମସ୍ତ କଥା ସମାପ୍ତ କରି ଆପଣା ଶିଷ୍ୟମାନଙ୍କୁ କହିଲେ, 2 ଦିନ ପରେ ସେ ଯେ ନିସ୍ତାର ପର୍ବ ହେବ, ଏହା ତୁମେମାନେ ଜାଣ। ପୁଣି ମନୁଷ୍ୟ ପୁତ୍ରକୁ କ୍ରୁଶରେ ହତ ହେବା ନିମନ୍ତେ ସମର୍ପିତ ହେବ। ସେହି ସମୟରେ ପ୍ରଧାନ ଯାଜକ ଓ ଲୋକଙ୍କ ପ୍ରାଚୀନ ବର୍ଗ କାୟାଫା ନାମକ ମହାଯାଜକଙ୍କ ପ୍ରାଙ୍ଗଣରେ ଏକତ୍ର ହେଲେ, ଆଉ ଯୀଶୁଙ୍କୁ ଛଳରେ ଧରି ବଧ କରିବା ନିମନ୍ତେ ମନ୍ତ୍ରଣା କଲେ। କିନ୍ତୁ ସେମାନେ କହିଲେ, ପର୍ବ ସମୟରେ ନୁହେଁ, କାଳେ ଲୋକଙ୍କ ମଧ୍ୟରେ ଗଣ୍ଡଗୋଳ ହେବ। ମାଥ୍ୟୁ 26 ପର୍ବ 6 ପଦ ଠାରୁ 13 ପଦ ପର୍ଯ୍ୟନ୍ତ। ବେଥନିଆରେ ଯୀଶୁଙ୍କର ଅଭିଷେକ। ଯୀଶୁ ବେଥନିଆରେ କୁଷ୍ଠି ସିମୋନଙ୍କ ଗୃହରେ ଥିବା ସମୟରେ ଜଣେ ସ୍ତ୍ରୀ ଲୋକ ଆସି ପାତ୍ରରେ ବହୁମୂଲ୍ୟ ସୁଗନ୍ଧି ତୈଳ ଘେନି ତାଙ୍କ ନିକଟକୁ ଆସିଲେ ଏବଂ ସେ ଭୋଜନରେ ବସିଥିବା ସମୟରେ ତାଙ୍କ ମସ୍ତକରେ ଢାଳିବାକୁ ଲାଗିଲେ। କିନ୍ତୁ ତାହା ଦେଖି ଶିଷ୍ୟମାନେ ବିରକ୍ତ ହୋଇ କହିଲେ, ଏତେ ଅପବ୍ୟୟ କାହିଁକି? ଏହା ତ ଅନେକ ଟଙ୍କାରେ ବିକ୍ରୟ କରାଯାଇ ଦରିଦ୍ରମାନଙ୍କୁ ଦିଆଯାଇ ପାରିଥାନ୍ତା। ଯୀଶୁ ତାହା ଜାଣି ସେମାନଙ୍କୁ କହିଲେ, କାହିଁକି ସ୍ତ୍ରୀ ଲୋକଟିକି କଷ୍ଟ ଦେଉଛ? ସେ ତ ମୋ ପ୍ରତି ଉତ୍ତମ କର୍ମ କରିଛି। ଦରିଦ୍ରମାନେ ତ ସର୍ବଦା ତୁମମାନଙ୍କ ନିକଟରେ ଅଛନ୍ତି, ମାତ୍ର ମୁଁ ସର୍ବଦା ତୁମମାନଙ୍କ ନିକଟରେ ନଥିବି। ଆଉ ସେ ମୋ ସମାଧି କ୍ରିୟା ସ୍ୱରୂପେ ମୋର ଶରୀରରେ ଏହି ତୈଳ ଢାଳି ଦେଉଅଛି। ମୁଁ ତୁମମାନଙ୍କୁ ସତ୍ୟ କହୁଛି, ସମସ୍ତ ଜଗତର ଯେକୌଣସି ସ୍ଥାନରେ ଏହି ସୁସମାଚାର ଘୋଷଣା କରାଯିବ, ସେ ସ୍ଥାନରେ ଏ ସ୍ତ୍ରୀ ଲୋକର ସ୍ମରଣାର୍ଥେ ତାହାର ଏହି କର୍ମର କଥା ମଧ୍ୟ କୁହାଯିବ। ମାଥ୍ୟୁ 26 ପର୍ବ 14, 15 ଆଉ 16 ପଦ। ଯୀଶୁଙ୍କୁ ଧରାଇ ଦେବା ପାଇଁ ଜିହୁଦାର ସମ୍ମତି। ସେତେବେଳେ ଦ୍ୱାଦଶଙ୍କ ମଧ୍ୟରୁ ଇସ୍କାରିୟତ ଜିହୁଦା ନାମକ ଜଣେ ପ୍ରଧାନ ଯାଜକମାନଙ୍କ ନିକଟକୁ ଯାଇ କହିଲା, ମୋତେ କ'ଣ ଦେବ କୁହନ୍ତୁ, ମୁଁ ତାହାଙ୍କୁ ଧରାଇ ଦେବି। ସେଥିରେ ସେମାନେ ତାହାଙ୍କୁ 30 ଗୋଟି ରୂପା ମୁଦ୍ରା ତୋଳି କରିଦେଲେ। ଆଉ ସେ ସମୟଠାରୁ ସେ ସେମାନଙ୍କୁ ଧରାଇ ଦେବା ନିମନ୍ତେ ସୁଯୋଗ ଅନ୍ୱେଷଣ କରିବାକୁ ଲାଗିଲେ। ମାଥ୍ୟୁ 26 ପର୍ବ 17 ପଦ ଠାରୁ 25 ପଦ ପର୍ଯ୍ୟନ୍ତ। ଶିଷ୍ୟଙ୍କ ସହ ଭୋଜ ପାଳନ। ପରେ ଖମିରି ଶୂନ୍ୟ ରୁଟି ପର୍ବର ପ୍ରଥମ ଦିନରେ ଶିଷ୍ୟମାନେ ଯୀଶୁଙ୍କ ନିକଟକୁ ଆସି ପଚାରିଲେ, ଆମେମାନେ କେଉଁ ସ୍ଥାନରେ ଆପଣଙ୍କ ନିମନ୍ତେ ନିସ୍ତାର ପର୍ବ ଭୋଜ ପ୍ରସ୍ତୁତ କରିବୁ ବୋଲି ଆପଣ ଇଚ୍ଛା କରନ୍ତି? ଯୀଶୁ କହିଲେ, ନଗରରେ ଯାଇ ଅମୁକ ଲୋକଙ୍କ ନିକଟକୁ ଯାଇ କୁହ,
ଗୁରୁ କହୁଅଛନ୍ତି, ମୋହର କାଳ ସନ୍ନିକଟ, ମୁଁ ମୋହର ଶିଷ୍ୟମାନଙ୍କ ସହିତ ତୁମର ଗୃହରେ ନିସ୍ତାର ପର୍ବ ପାଳନ କରିବି। ସେଥିରେ ଶିଷ୍ୟମାନେ ଯୀଶୁଙ୍କୁ ଆଦେଶ ଅନୁସାରେ କର୍ମ କରି ନିସ୍ତାର ପର୍ବର ଭୋଜ ପ୍ରସ୍ତୁତ କଲେ। ପରେ ସନ୍ଧ୍ୟା ହୁଅନ୍ତେ ସେ ଦ୍ୱାଦଶ ଶିଷ୍ୟମାନଙ୍କ ସହିତ ଭୋଜନରେ ବସିଲେ। ସେମାନେ ଭୋଜନ କରୁଥିବା ସମୟରେ ସେ କହିଲେ, ମୁଁ ତୁମମାନଙ୍କୁ ସତ୍ୟ କହୁଅଛି, ତୁମମାନଙ୍କ ମଧ୍ୟରୁ ଜଣେ ମୋତେ ଶତ୍ରୁ ହସ୍ତରେ ସମର୍ପଣ କରିବ। ସେଥିରେ ସେମାନେ ଅତ୍ୟନ୍ତ ଦୁଃଖିତ ହୋଇ ପ୍ରତ୍ୟେକ ଲୋକଙ୍କୁ ପଚାରିବାକୁ ଲାଗିଲେ, ପ୍ରଭୁ ସେ କ'ଣ ମୁଁ? ଯୀଶୁ ଉତ୍ତର ଦେଲେ, ଯିଏ ମୋ ସହିତ ପାତ୍ରରେ ହାତ ବୁଡ଼ାଇବ ସେ ମୋତେ ଶତ୍ରୁ ହସ୍ତରେ ସମର୍ପଣ କରିବ। ମନୁଷ୍ୟପୁତ୍ରଙ୍କ ବିଷୟରେ ଯେପରି ଲେଖା ଅଛି ସେହିପରି ସେ ପ୍ରୟାଣ କରୁଅଛନ୍ତି ସତ୍ୟ, କିନ୍ତୁ ଯେଉଁ ଲୋକ ଦ୍ୱାରା ମନୁଷ୍ୟପୁତ୍ର ଶତ୍ରୁ ହସ୍ତରେ ସମର୍ପିତ ହେଉଅଛନ୍ତି, ହାୟ ସେ ଦଣ୍ଡର ପାତ୍ର। ସେହି ଲୋକର ଜନ୍ମ ନ ହୋଇଥିଲେ ତା ପକ୍ଷରେ ଭଲ ହୋଇଥାନ୍ତା। ଏଥିରେ ଯେଉଁ ଜିହୁଦା ତାଙ୍କୁ ଶତ୍ରୁ ହସ୍ତରେ ସମର୍ପଣ କଲା, ସେ ଉତ୍ତର ଦେଲା, ହେ ଗୁରୁ, ସେ କ'ଣ ମୁଁ? ଯୀଶୁ ତାହାକୁ କହିଲେ, ତୁମେ କହିଅଛ। ମାଥ୍ୟୁ 26 ପର୍ବ 26 ପଦ ଠାରୁ 30 ପଦ ପର୍ଯ୍ୟନ୍ତ ପ୍ରଭୁ ଭୋଜ ବିଧି ସ୍ଥାପନ। ଆଉ ସେମାନେ ଭୋଜନ କରୁଥିବା ସମୟରେ ଯୀଶୁ ରୁଟି ଘେନି ଆଶୀର୍ବାଦ କଲେ ଓ ତାହା ଭାଙ୍ଗି ଶିଷ୍ୟମାନଙ୍କୁ ଦେଇ କହିଲେ, ନିଅ ଭୋଜନ କର, ଏହା ମୋର ଶରୀର। ପୁଣି ସେ ପାନପାତ୍ର ଘେନି ଧନ୍ୟବାଦ ଦେଲେ ଓ ସେମାନଙ୍କୁ ଦେଇ କହିଲେ, ଏଥିରୁ ସମସ୍ତେ ପାନ କର, କାରଣ ଯେଉଁ ନିୟମର ରକ୍ତ ଅନେକ ନିମନ୍ତେ ପାପ କ୍ଷମା ଉଦ୍ଦେଶ୍ୟରେ ପତିତ ହୋଇଅଛି, ଏ ମୋହର ସେହି ରକ୍ତ। କିନ୍ତୁ ମୁଁ ତୁମମାନଙ୍କୁ କହୁଅଛି, ଯେଉଁଦିନ ମୁଁ ତୁମ ପିତାଙ୍କ ରାଜ୍ୟରେ ତୁମମାନଙ୍କ ସହିତ ନୂଆ କରି ଦ୍ରାକ୍ଷାରସ ପାନ କରିବି, ସେହିଦିନ ପର୍ଯ୍ୟନ୍ତ ଆଜିଠାରୁ ଏହା କେବେ ହିଁ ପାନ କରିବି ନାହିଁ। ପୁଣି ସେମାନେ ସ୍ତବଗାନ କଲଉତାରେ ଜିତ ପର୍ବତକୁ ବାହାରିଗଲେ। ମାଥ୍ୟୁ 26 ପର୍ବ 31 ପଦ ଠାରୁ 35 ପଦ ପର୍ଯ୍ୟନ୍ତ ପିତରଙ୍କ ଅସ୍ୱୀକାରର ପୂର୍ବ ସୂଚନା। ସେତେବେଳେ ଯୀଶୁ ସେମାନଙ୍କୁ କହିଲେ, ଏହି ରାତ୍ରିରେ ତୁମେମାନେ ସମସ୍ତେ ମୋ ଠାରେ ବିଘ୍ନ ପାଇବ, କାରଣ ଲେଖା ଅଛି, ଆମେ ମେଷପାଳକୁ ପ୍ରହାର କରିବା, ଆଉ ପଲର ମେଷଗୁଡ଼ିକ ଛିନ୍ନ ଭିନ୍ନ ହୋଇଯିବେ। ମାତ୍ର ମୁଁ ଉତ୍ଥିତ ହେଲା ଉତ୍ତାରେ ତୁମମାନଙ୍କ ଆଗେ ଗାଲିଲିକି ଯିବି। କିନ୍ତୁ ପିତର ତାହାଙ୍କୁ ଉତ୍ତର ଦେଲେ, ଜିହୁଦୀ ସମସ୍ତେ ଆପଣଙ୍କ ଠାରେ ବିଘ୍ନ ପାଇବେ, ତଥାପି ମୁଁ କେବେ ବିଘ୍ନ ପାଇବି ନାହିଁ। ଯୀଶୁ ତାହାକୁ କହିଲେ, ମୁଁ ତୁମମାନଙ୍କୁ ସତ୍ୟ କହୁଛି, ଏ ରାତିରେ କୁକୁଡ଼ା ଡାକିବା ପୂର୍ବରୁ ତୁମେ ମୋତେ 3 ଥର ଅସ୍ୱୀକାର କରିବ। ପିତର ତାହାଙ୍କୁ କହିଲେ, ଯଦ୍ୟପି ମୋତେ ଆପଣଙ୍କ ସାଙ୍ଗରେ ମରିବାକୁ ହୁଏ, ତଥାପି ମୁଁ ଆପଣଙ୍କୁ କେବେ ଅସ୍ୱୀକାର କରିବି ନାହିଁ। ସମସ୍ତ ଶିଷ୍ୟ ମଧ୍ୟ ସେହି ପ୍ରକାରେ କହିଲେ। ମାଥ୍ୟୁ 26 ପର୍ବ 36 ପଦ ଠାରୁ 46 ପଦ ପର୍ଯ୍ୟନ୍ତ ଗେତ୍ସିମନରେ ଯୀଶୁଙ୍କର ପ୍ରାର୍ଥନା। ଏ ଉତ୍ତାରେ ଯୀଶୁ ଆପଣା ଶିଷ୍ୟମାନଙ୍କ ସହିତ ଗେତ୍ସିମନି ନାମକ ଗୋଟିଏ ସ୍ଥାନକୁ ଯାଇ ସେମାନଙ୍କୁ କହିଲେ, ମୁଁ ସେଠାକୁ ଯାଇ ପ୍ରାର୍ଥନା କରୁଥିବା ପର୍ଯ୍ୟନ୍ତ ତୁମେମାନେ ଏଠାରେ ବସିଥାଅ। ଆଉ ସେ ପିତର ଓ ଜେବେଦେଙ୍କ ପୁତ୍ରଙ୍କୁ ସାଙ୍ଗରେ ଘେନି ଶୋକାକୁଳ ଓ ବ୍ୟଥିତ ହେବାକୁ ଲାଗିଲେ। ସେତେବେଳେ ସେ ସେମାନଙ୍କୁ କହିଲେ, ମୋହର ପ୍ରାଣ ମୃତ୍ୟୁଭୋଗ କରିବା ପରି ଅତ୍ୟନ୍ତ ଶୋକାକୁଳ ହୋଇଅଛି। ତୁମେମାନେ ଏଠାରେ ରହି ମୋ ସାଙ୍ଗରେ ଜଗିଥାଅ। ପୁଣି ସେ ଅଳ୍ପ ଦୂର ଆଗକୁ ଯାଇ ହାବୁଡ଼ ହୋଇ ପ୍ରାର୍ଥନା କରୁ କରୁ କହିଲେ, ହେ ମୋହର ପିତା, ଯଦି ହୋଇପାରେ ତେବେ ଏହି ପାନପାତ୍ର ମୋ ଠାରୁ ଦୂର ହେଉ, ତଥାପି ମୋହର ଇଚ୍ଛା ନୁହେଁ, ମାତ୍ର ତୁମର ଇଚ୍ଛା। ଆଉ ସେ ଶିଷ୍ୟମାନଙ୍କ ନିକଟକୁ ଆସି ସେମାନଙ୍କୁ ନିଦ୍ରିତ ଦେଖିଲେ ଓ ପିତରଙ୍କୁ କହିଲେ, ତୁମେମାନେ କି ମୋ ସାଙ୍ଗରେ ଦଣ୍ଡେ ହେଲେ ଜଗି ପାରିଲ ନାହିଁ? ପରୀକ୍ଷାରେ ଯେପରି ନ ପଡ଼, ଏଥିପାଇଁ ଜଗି ରହି ପ୍ରାର୍ଥନା କର। ଆତ୍ମା ଇଚ୍ଛୁକ ସତ୍ୟ, ମାତ୍ର ଶରୀର ଦୁର୍ବଳ। ପୁନର୍ବାର ସେ ଦ୍ୱିତୀୟ ଥର ଯାଇ ପ୍ରାର୍ଥନା କରି କହିଲେ, ହେ ମୋହର ପିତା, ପାନ ନ କଲେ ଏହି ପାନପତ୍ର ଯଦି ମୋ ଠାରୁ ଦୂର ହୋଇ ନ ପାରେ, ତେବେ ତୁମର ଇଚ୍ଛା ସଫଳ ହେଉ। ପୁଣି ସେ ଆସି ପୁନର୍ବାର ସେମାନଙ୍କୁ ନିଦ୍ରିତ ଦେଖିଲେ, କାରଣ ସେମାନଙ୍କର ଆଖି ମାଡ଼ି ପଡ଼ୁଥିଲା। ସେଥିରେ ସେ ସେମାନଙ୍କୁ ପରିତ୍ୟାଗ କରି ପୁନର୍ବାର ଯାଇ ଆଉ ଥରେ ସେହି କଥା କହି ତୃତୀୟ ଥର ପ୍ରାର୍ଥନା କଲେ। ପରେ ସେ ଶିଷ୍ୟମାନଙ୍କ ନିକଟକୁ ଆସି ସେମାନଙ୍କୁ କହିଲେ, ଅଳ୍ପକ୍ଷଣ ଶୟନ କରି ବିଶ୍ରାମ କର। ଦେଖ, ଏହି ସମୟ ସନ୍ନିକଟ ହେଲାଣି। ପୁଣି ମନୁଷ୍ୟପୁତ୍ର ପାପୀମାନଙ୍କ ହସ୍ତରେ ସମର୍ପିତ ହେଉଅଛନ୍ତି। ଉଠ, ଆମେମାନେ ଯିବା। ଦେଖ, ଯେ ମୋତେ ଶତ୍ରୁ ହସ୍ତରେ ସମର୍ପଣ କରୁଅଛନ୍ତି ସେ ନିକଟବର୍ତ୍ତୀ। ମାଥ୍ୟୁ 26 ପର୍ବ
46 ପଦ ଠାରୁ 56 ପଦ ପର୍ଯ୍ୟନ୍ତ ଯୀଶୁ ଶତ୍ରୁ ହସ୍ତରେ ସମର୍ପିତ। ସେ କଥା କହୁଥିବା ସମୟରେ ଦେଖ, ଦ୍ୱାଦଶଙ୍କ ମଧ୍ୟରୁ ଜିହୁଦା ନାମକ ଜଣେ ଓ ତାଙ୍କ ସହିତ ପ୍ରଧାନ ଯାଜକ ଲୋକଙ୍କ ପ୍ରାଚୀନ ବର୍ଗଠାରୁ ପ୍ରେରିତ ବହୁ ସଂଖ୍ୟକ ଲୋକ ଖଡ଼ଗ ଓ ଯଷ୍ଟି ଧରି ଆସିଲେ, ଆଉ ତାହାଙ୍କୁ ଶତ୍ରୁ ହସ୍ତରେ ସମର୍ପଣ କରି ସେମାନଙ୍କୁ ଏହି ସଂକେତ ଦେଇ କହିଥିଲା ସେମାନଙ୍କୁ ଏହି ସଂକେତ ଦେଇ କହିଥିଲା, ମୁଁ ଯାହାଙ୍କୁ ଚୁମ୍ବନ କରିବି ସେ ସେହି ତାଙ୍କୁ ଧରିବ। ଆଉ ସେ ସେହି କ୍ଷଣି ଯୀଶୁଙ୍କ ନିକଟକୁ ଆସି ହେ ଗୁରୁ ନମସ୍କାର ଏହା କହି ତାହାଙ୍କୁ ବହୁତ ଚୁମ୍ବନ କଲା। କିନ୍ତୁ ଯୀଶୁ ତାହାଙ୍କୁ କହିଲେ, ହେ ବନ୍ଧୁ, ଯାହା କରିବା ନିମନ୍ତେ ଆସିଅଛ ତାହା କର। ସେଥିରେ ସେମାନେ ପାଖକୁ ଆସି ଯୀଶୁଙ୍କ ଉପରେ ହାତ ପକାଇ ତାହାଙ୍କୁ ଧରିଲେ। ଆଉ ଦେଖ, ଯୀଶୁଙ୍କ ସାଙ୍ଗରେ ଥିବା ଲୋକଙ୍କ ମଧ୍ୟରୁ ଜଣେ ହାତ ବଢ଼ାଇ ଖଣ୍ଡା ବାହାର କଲେ ଏବଂ ମହାଯାଜକଙ୍କ ଦାସଙ୍କୁ ଆଘାତ କରି ତାହାଙ୍କର କାନ କାଟି ପକାଇଲେ। ସେଥିରେ ଯୀଶୁ ତାହାଙ୍କୁ କହିଲେ, ତୁମ୍ଭର ଖଡ଼ଗ ପୁନର୍ବାର ସ୍ୱସ୍ଥାନରେ ରଖ, କାରଣ ଯେଉଁମାନେ ଖଡ଼ଗ ଧାରଣ କରନ୍ତି ସେ ସମସ୍ତେ ଖଡ଼ଗ ଦ୍ୱାରା ବିନଷ୍ଟ ହେବେ। ଅଥବା ତୁମେ କ'ଣ ମନେ କରୁଅଛ ଯେ ମୁଁ ମୋହର ପିତାଙ୍କୁ ବିନତି କରିପାରେ ନାହିଁ ଓ ସେ ଏଇ କ୍ଷଣି ମୋ ନିମନ୍ତେ 12 ବାହିନୀ ଅପେକ୍ଷା ଅଧିକ ଦୂତଙ୍କୁ ପଠାଇ ଦେବେ ନାହିଁ? ତେବେ ଏହି ପ୍ରକାର ଆବଶ୍ୟ ଘଟିବ ବୋଲି ଧର୍ମଶାସ୍ତ୍ର ବାକ୍ୟ କି ପ୍ରକାର ସଫଳ ହେବ? ସେହି ସମୟରେ ଯୀଶୁ ଲୋକ ସମୂହକୁ କହିଲେ, ଡକାୟତ ବିରୁଦ୍ଧରେ ବାହାରି ଯିବା ପରି ଖଣ୍ଡା ଓ ଠେଙ୍ଗା ଘେନି ତୁମେମାନେ କ'ଣ ମୋତେ ଧରିବାକୁ ଆସିଲ? ମୁଁ ପ୍ରତିଦିନ ମନ୍ଦିରରେ ବସି ଶିକ୍ଷା ଦେଉନଥିଲି, କିନ୍ତୁ ତୁମେମାନେ ମୋତେ ଧରିଲ ନାହିଁ। ମାତ୍ର ଭାବବାଦୀମାନଙ୍କର ଧର୍ମଶାସ୍ତ୍ର ଯେପରି ସଫଳ ହୁଏ ସେଥି ନିମନ୍ତେ ଏ ସମସ୍ତ ଘଟିଅଛି। ସେତେବେଳେ ଶିଷ୍ୟମାନେ ସମସ୍ତେ ତାହାଙ୍କୁ ଛାଡ଼ି ପଳାଇଗଲେ। ମାଥ୍ୟୁ 26 ପର୍ବ 56 ପଦ ଠାରୁ 68 ପର୍ଯ୍ୟନ୍ତ। ମହାସଭାରେ ଯୀଶୁଙ୍କ ବିଚାର। ପରେ ଯେଉଁମାନେ ଯୀଶୁଙ୍କୁ ଧରିଥିଲେ ସେମାନେ ତାଙ୍କୁ କାୟାଫା ମହାଯାଜକଙ୍କ ନିକଟକୁ ଘେନିଗଲେ। ସେହି ସ୍ଥାନରେ ଶାସ୍ତ୍ରୀ ଓ ପ୍ରାଚୀନ ବର୍ଗ ଏକତ୍ର ହୋଇଥିଲେ, କିନ୍ତୁ ପିତର ଦୂରରେ ରହି ମହାଯାଜକଙ୍କ ପ୍ରାଙ୍ଗଣ ପର୍ଯ୍ୟନ୍ତ ତାହାଙ୍କ ପଛେ ପଛେ ଗଲେ। ଆଉ ଶେଷରେ କ'ଣ ଘଟିବ ତାହା ଦେଖିବା ନିମନ୍ତେ ସେ ଭିତରକୁ ଯାଇ ପଦାତିକମାନଙ୍କ ସହିତ ବସି ରହିଲେ। ଇତିମଧ୍ୟରେ ପ୍ରଧାନ ଯାଜକମାନେ ଓ ସମସ୍ତ ମହାସଭା ଯୀଶୁଙ୍କୁ ବଦ୍ଧ କରିବା ନିମନ୍ତେ ତାହାଙ୍କ ବିରୁଦ୍ଧରେ ମିଥ୍ୟା ସାକ୍ଷୀ ଅନ୍ୱେଷଣ କରିବାକୁ ଲାଗିଲେ। ଆଉ ଅନେକ ମିଥ୍ୟା ସାକ୍ଷୀ ବାହାରିଲେ ସୁଦ୍ଧା ସେମାନଙ୍କୁ କିଛି ପାଇଲେ ନାହିଁ। କିନ୍ତୁ ଶେଷରେ 2 ଜଣ ବାହାରି କହିଲେ, ଏଇ ଲୋକଟା କହିଥିଲା, ମୁଁ ଈଶ୍ୱରଙ୍କ ମନ୍ଦିରକୁ ଭାଙ୍ଗି ତାହା 3 ଦିନ ମଧ୍ୟରେ ତୋଳି ଦେଇପାରେ। ସେଥିରେ ମହାଯାଜକ ଉଠି ତାହାଙ୍କୁ କହିଲେ, ତୁମେ କିଛି ଉତ୍ତର ଦେଉନାହ? ତୁମ ବିରୁଦ୍ଧରେ ଏମାନେ ଯେଉଁ ସାକ୍ଷ୍ୟ ଦେଉଅଛନ୍ତି ଏହା କ'ଣ? କିନ୍ତୁ ଯୀଶୁ ମୌନ ହୋଇ ରହିଲେ। ସେଥିରେ ମହାଯାଜକ ତାହାଙ୍କୁ କହିଲେ, ଆମ୍ଭେ ତୁମକୁ ଜୀବନ୍ତ ଈଶ୍ୱରଙ୍କ ନାମରେ ଶପଥ ଦେଉଅଛୁ, ଆମମାନଙ୍କୁ କୁହ, ତୁମେ କି ଈଶ୍ୱରଙ୍କର ପୁତ୍ର ଖ୍ରୀଷ୍ଟ? ଯୀଶୁ ତାଙ୍କୁ କହିଲେ, ଆପଣ କହିଅଛନ୍ତି। ଆହୁରି ମୁଁ ଆପଣଙ୍କୁ କହୁଅଛି, ଆଦ୍ୟାବଧି ଆପଣମାନେ ମନୁଷ୍ୟ ପୁତ୍ରଙ୍କୁ ପରାକ୍ରମର ଦକ୍ଷିଣ ପାର୍ଶ୍ୱରେ ଉପବିଷ୍ଟ ଓ ଆକାଶର ମେଘମାଳାରେ ଆଗମନ କରିବା ଦେଖିବେ। ସେଥିରେ ମହାଯାଜକ ଆପଣା ବସ୍ତ୍ର ଚିରି କହିଲେ, ଇଏ ଈଶ୍ୱର ନିନ୍ଦା କଲା। ସାକ୍ଷୀରେ ଆମମାନଙ୍କର ଆଉ କ'ଣ ପ୍ରୟୋଜନ? ଦେଖନ୍ତୁ, ଆପଣମାନେ ଏବେ ହିଁ ଈଶ୍ୱର ନିନ୍ଦା ଶୁଣିଲେ। ଆପଣମାନଙ୍କର ମତ କ'ଣ? ଏଥିରେ ସେମାନେ ଉତ୍ତର ଦେଲେ, ସେ ପ୍ରାଣଦଣ୍ଡର ଯୋଗ୍ୟ। ସେତେବେଳେ ସେମାନେ ତାଙ୍କ ମୁହଁରେ ଛେପ ପକାଇ ତାଙ୍କୁ ବିଧା ମାରିଲେ। ଆଉ କେହି କେହି ତାଙ୍କୁ ଚାପୁଡ଼ା ମାରି କହିଲେ, ରେ ଖ୍ରୀଷ୍ଟ, ତୁ ପରା ଭାବବାଦୀ, ଆମ୍ଭମାନଙ୍କୁ କହ ତ କିଏ ତତେ ମାଇଲା? ମାଥ୍ୟୁ 26 ପର୍ବ 59 ଠାରୁ 75 ପର୍ଯ୍ୟନ୍ତ। ପିତରଙ୍କର ଯୀଶୁଙ୍କୁ ଅସ୍ୱୀକାର। ଇତିମଧ୍ୟରେ ପିତର ବାହାରେ ପ୍ରାଙ୍ଗଣରେ ବସିଥିଲେ। ଆଉ ଜଣେ ଦାସୀ ତାଙ୍କ ପାଖକୁ ଆସି କହିଲା, ତୁମେ ମଧ୍ୟ ଗାଲିଲୀୟ ଯୀଶୁଙ୍କ ସାଙ୍ଗରେ ଥିଲ? କିନ୍ତୁ ସେ ସମସ୍ତଙ୍କ ସାକ୍ଷାତରେ ଅସ୍ୱୀକାର କରି କହିଲେ, ତୁମେ କ'ଣ କହୁଅଛ? ମୁଁ ଜାଣେ ନାହିଁ। ପୁଣି ସେ ଦାଣ୍ଡ ଦ୍ୱାରକୁ ବାହାରି ଯାଆନ୍ତେ ଆଉ ଜଣେ ଦାସୀ ତାଙ୍କୁ ଦେଖି ସେହି ସ୍ଥାନର ଲୋକମାନଙ୍କୁ କହିଲା, ଇଏ ନାଜରିତୀୟ ଯୀଶୁ ସାଙ୍ଗରେ ଥିଲା। ପୁଣି ସେ ରାଣ ପକାଇ ଆଉ ଥରେ ଅସ୍ୱୀକାର କରି କହିଲେ, ମୁଁ ସେ ଲୋକଙ୍କୁ ଜାଣେ ନାହିଁ। ଅଳ୍ପ କ୍ଷଣ ପରେ
पाखरे ठिया होइथिबा लोक माने पितर निकट को आसी तांकु कहले, तुमे मध्य निश्चय सेमानक मध्यरु जणे, कारण तुम्भ बोलीरु तो ता जना पड़ुअछि। सेथिरे से अभिशाप दे राण पकाई कहबाकू लागिले, मु से लोक को जाने नहीं। सेई क्षणी कुकुड़ा डाकिला। एथिरे कुकुड़ा डाकिबा पूर्वरु तुम्भे मते 3 थर अस्वीकार करिवो। एही जेउ कथा जीशु कहिथिले ता पितरंकर मनरे पड़िला। आउ से बाहर को जाई अत्यंत व्याकुल होई रोदन कले। माथ्यू 27 पर्व 1-2 पद। पिलातंक सम्मुखरे जीशु। प्रभात होते समस्त प्रधान जाजक पुणी लोक मानकर प्राचीन वर्ग जीशुଙ୍କୁ बद्ध करने निमंते तांको विपक्षरे मंत्रणा कले। आउ से माने तांको बांधी घेनी जाई पिलात नामक शासनकर्ता हस्तरे समर्पण कले। माथ्यू 27 पर्व 3 पद ठारू 10 पद पर्यंत। जिहुदार मृत्यु। सेतेबेले तांकु शत्रु हस्तरे समर्पणकारी जिहुदा से प्राण दंडाज्ञ पाई अछंती। यह देखि अनुताप करी प्रधान जाजक और प्राचीन वर्ग निकट को से 30 गोटी रूपा मुद्रा फेराई आनी कहला, मु निर्दोष रक्त समर्पण करी पाप करिअछि। किंतु सेमाने कहले, सेथिरे आमर कौन अछि, तू ता बुझ। सेथिरे से रूपा मुद्रा गुड़ाक मंदिर भितरे फोपाड़ी दे चलीगला। पुणी जाई आपना को फांसी देला। किंतु प्रधान जाजक माने से रूपा मुद्रा गुड़ाक घेनी कहले, यह भंडार रखिबा विधिसंगत नुहे, कारण ये तो रक्तर मूल्य। पुणी से माने मंत्रणा करी विदेशी मानकर समाधि निमंते से ही मुद्रारे कुंभकारर क्षेत्र किनले। एणु आज पर्यंत से क्षेत्र को रक्त क्षेत्र बोली कहती। एथिरे जिरिमिय भाववादी द्वारा उक्त यही वाक्य सफल है। इस्राएल संतान माने जहाँ मूल्य निरूपण करते ताहांक मूल्य स्वरूपे से 30 गोटी रूपा मुद्रा से माने घेनी मो प्रति प्रभुंक आदेश अनुसार कुंभकारर क्षेत्र निमंते देले। माथ्यू 27 पर्व 11 पद ठारू 14 पद पर्यंत। जीशुंक विचार। इतिमध्य जीशु शासनकर्ता सम्मुखरे ठिया करागले। आ शासनकर्ता तांको पचारिले, तुमे कि जिहुदी मानकर राजा? जीशु कहले, आपण कहूअछंती। आ प्रधान जाजक प्राचीन वर्ग तांको विरुद्ध रे अभियोग करते से कौनसी उत्तर देले नाही। सेथिरे पिलात तांको कहले, ए माने तो तुम विरुद्ध रे केते साक्ष्य देउअछंती, ता कि सुनो नाही। मात्र से तांको गोटे कथा ही पदे देले ना उत्तर देले नाही। सेथिरे शासनकर्ता अत्यंत चमकृत हेले। माथ्यू 27 पर्व 15 पद ठारू 23 पद पर्यंत। जीशुंको प्राणदंड। किंतु पूर्व पर्व समय रे लोक समूह इच्छानुसार जड़े बंदी की सेमानक निमंते मुक्त करने शासनकर्तांकर रीति थिला। सेतेबेले सेमानकर बारबाबा नामक जड़े विख्यात बंदी थिला। अतएव सेमाने एकत्र होइतिबा समय रे पिलात सेमानक पचारले, आमे तुम मानक निमंते काहाकू मुक्त करिदेबा बोली तुमे माने इच्छा करूअछ? बारबाबा को ना जहाँ को ख्रीष्ट बोली कहती से जीशुंकु, कारण से माने जे ईर्षारे तांकु समर्पण करथिले ता से जानिथिले। आउ से विचारसन रे बसिथिबा समय रे तांको स्त्री तांको पाखको कई पठाइले, जेउ सेही धार्मिक लोकंक कथारे तुमे आदो हाथ विधा दियो नाही, कारण तांकर जोगु मु आज स्वप्न रे बहुत कष्ट भोगु अछि। मात्र प्रधान जाजक और प्राचीन वर्ग बारबाबा को मागिबा पाई और जीशु को विनाश करिया पाई लोक समूह को मनाइले। मात्र शासनकर्ता सेमानकु उत्तर देले, आम्भे ए उभयंक मध्यरु तुम मानक निमंते काहाकू मुक्त करिबा बोली तुम मानकर इच्छा? सेमाने कहले, बारबाबा को। पिलात सेमानकु पचारले, तेबे जाहाकू ख्रीष्ट बोली कहती से जीशु प्रति आम्भे कौन करिबा? सेमाने समस्ते कहले, से क्रूसरे चढ़ा जाऊ। सेतिरे से पचारले, काईकि से कि दोष करिअछि? किंतु सेमाने अत्यंत चित्कार करी कहले, से क्रूसरे चढ़ा जाऊ। माथ्यू 27 पर्व 24 पद ठारू 26 पर्यंत। क्रूस निमंते जीशु समर्पित। एणु पिलात जेतेबेले देखिले जे से किछि करि पारु नाहंती, बरंच आउरी गंडगोल होउछि, सेतेबेले से जल घेनी
ଲୋକ ସମୂହ ସାକ୍ଷାତରେ ଜଳ ପ୍ରକ୍ଷାଳନ କରି କହିଲେ, ଏହି ରକ୍ତପାତରେ ଆମ୍ଭେ ନିର୍ଦ୍ଦୋଷ, ତୁମେମାନେ ତାହା ବୁଝ। ଏଥିରେ ସମସ୍ତ ଲୋକ ଉତ୍ତର ଦେଲେ, ତାହାର ରକ୍ତ ଆମମାନଙ୍କର ଓ ଆମମାନଙ୍କର ସନ୍ତାନମାନଙ୍କର ଉପରେ ବର୍ତ୍ତୁ। ସେଥିରେ ସେ ସେମାନଙ୍କ ନିମନ୍ତେ ବାରବାବାଙ୍କୁ ମୁକ୍ତ କଲେ, ମାତ୍ର ଯୀଶୁଙ୍କୁ କୋରଡ଼ା ପ୍ରହାର କରାଇ କ୍ରୁଶରେ ଚଢ଼ାଇବା ନିମନ୍ତେ ସମର୍ପଣ କଲେ। ମାଥ୍ୟୁ 27 ପର୍ବ 27 ପଦ ଠାରୁ 31 ପଦ ପର୍ଯ୍ୟନ୍ତ ଯୀଶୁଙ୍କ ପ୍ରତି ପରିହାସ। ଏଥି ଉତ୍ତାରେ ଶାସନକର୍ତ୍ତା ସୈନ୍ୟମାନଙ୍କ ଯୀଶୁଙ୍କୁ ପ୍ରସାଦ ଭିତରକୁ ଘେନିଯାଇ ସମସ୍ତ ସୈନ୍ୟମାନଙ୍କୁ ତାହାଙ୍କ ନିକଟରେ ଏକତ୍ର କଲେ। ପୁଣି ସେମାନେ ତାଙ୍କ ବସ୍ତ୍ର କାଢ଼ି ନେଇ ତାହାଙ୍କୁ କୁଷ୍ଠଲୋହିତ ବର୍ଣ୍ଣର ବସ୍ତ୍ର ପିନ୍ଧାଇଲେ, ଆଉ କଣ୍ଟାର ମୁକୁଟ ବନାଇ ତାଙ୍କ ମସ୍ତକରେ ଦେଲେ ଓ ତାଙ୍କର ଦକ୍ଷିଣ ହସ୍ତରେ ଖଣ୍ଡିଏ ନଳ ଦେଲେ। ପୁଣି ତାହାଙ୍କ ସମ୍ମୁଖରେ ଜାନୁ ପାତି, ହେ ଜିହୁଦାମାନଙ୍କର ରାଜା, ନମସ୍କାର, ଏହା କହି ତାଙ୍କୁ ପରିହାସ କଲେ। ଆଉ ସେମାନେ ତାହାଙ୍କ ଉପରେ ଛେପ ପକାଇଲେ ଓ ସେହି ନଳ ଘେନି ତାଙ୍କ ମୁଣ୍ଡରେ ମାରିବାକୁ ଲାଗିଲେ। ପୁଣି ସେମାନେ ତାହାଙ୍କୁ ପରିହାସ କଲା ଉତ୍ତାରେ ସେହି ବସ୍ତ୍ର କାଢ଼ି ନେଇ ତାହାଙ୍କ ନିଜ ବସ୍ତ୍ର ପିନ୍ଧାଇଲେ ଓ ତାହାକୁ କ୍ରୁଶରେ ଚଢ଼ାଇବାକୁ ଘେନିଗଲେ। ମାଥ୍ୟୁ 27 ପର୍ବ 32 ପଦ ଠାରୁ 44 ପର୍ଯ୍ୟନ୍ତ ଯୀଶୁଙ୍କ କ୍ରୁଶବିଦ୍ଧ। ସେମାନେ ବାହାରିଯିବା ସମୟରେ ସିମୋନ ନାମକ ଜଣେ କୁରିଣୀୟ ଲୋକଙ୍କୁ ଦେଖି ଯୀଶୁଙ୍କ କ୍ରୁଶ ବହିବା ପାଇଁ ତାଙ୍କୁ ବାଧ୍ୟ କଲେ। ଆଉ ସେମାନେ ଗାଲଗଥା ନାମକ ସ୍ଥାନ, ଅର୍ଥାତ୍ ଯାହାକୁ କପାଳ ସ୍ଥାନ ବୋଲି କହନ୍ତି, ସେଠାରେ ଉପସ୍ଥିତ ହୋଇ ତାଙ୍କୁ ପରିମିଶ୍ରିତ ଦ୍ରାକ୍ଷାରସ ପାନ କରିବାକୁ ଦେଲେ। ମାତ୍ର ସେ ତାହା ଆସ୍ୱାଦନ କରି ପାନ କରିବାକୁ ଇଚ୍ଛା କଲେ ନାହିଁ। ପରେ ସେମାନେ ତାହାଙ୍କୁ କ୍ରୁଶରେ ଚଢ଼ାଇ ତାଙ୍କ ବସ୍ତ୍ର ସବୁ ଗୁଳି ବାଣ୍ଟ ଦ୍ୱାରା ଆପଣା ଆପଣା ମଧ୍ୟରେ ଭାଗ କରିନେଲେ। ପୁଣି ସେମାନେ ବସି ତାହାଙ୍କୁ ଜଗି ରହିଲେ। ଆଉ ସେମାନେ ତାହାଙ୍କ ମସ୍ତକର ଉର୍ଦ୍ଧ୍ୱରେ ଏହି ଅଭିଯୋଗ ପତ୍ର ଲେଖିଆଇ ଦେଲେ, ଏ ଜିହୁଦୀମାନଙ୍କର ରାଜା ଯୀଶୁ। ସେତେବେଳେ ତାହାଙ୍କର ଦକ୍ଷିଣ ପାର୍ଶ୍ୱରେ ଜଣେ ଓ ବାମ ପାର୍ଶ୍ୱରେ ଜଣେ, ଏହିପରି 2 ଜଣ ଡକାୟତଙ୍କର ତାଙ୍କ ସହିତ କ୍ରୁଶରେ ଚଢ଼ାଇଲେ। ଆଉ ସେଇ ବାଟ ଦେଇ ଯାଉଥିବା ଲୋକମାନେ ଆପଣା ଆପଣା ମୁଣ୍ଡ ହଲାଇ ତାହାଙ୍କର ନିନ୍ଦା କରି କହିବାକୁ ଲାଗିଲେ, ରେ ମନ୍ଦିର ଭଗ୍ନକାରୀ ଓ 3 ଦିନରେ ତାହା ନିର୍ମାଣକାରୀ, ତୁ ଯେବେ ଈଶ୍ୱରଙ୍କର ପୁତ୍ର, ତେବେ ଆପଣାକୁ ରକ୍ଷା କରି କ୍ରୁଶରୁ ଓହ୍ଲାଇବା। ପ୍ରଧାନ ଯାଜକମାନେ ମଧ୍ୟ ସେହି ପ୍ରକାର ଶାସ୍ତ୍ରୀ ଓ ପ୍ରାଚୀନ ବର୍ଗ ସହିତ ପରିହାସ କରି କହିବାକୁ ଲାଗିଲେ, ସେ ଅନ୍ୟମାନଙ୍କୁ ରକ୍ଷା କଲା, କିନ୍ତୁ ନିଜକୁ ରକ୍ଷା କରିପାରୁନାହିଁ। ସେ ପରା ଇସ୍ରାଏଲର ରାଜା, ସେ ସେଇ କ୍ଷଣି କ୍ରୁଶରୁ ଓହ୍ଲାଇ ଆସୁ, ତେବେ ଆମେମାନେ ତାହାଠାରେ ବିଶ୍ୱାସ କରିବା। ସେ ଈଶ୍ୱରଙ୍କ ଉପରେ ନିର୍ଭର କରେ। ସେ ଯଦି ତାଙ୍କଠାରେ ସନ୍ତୁଷ୍ଟ, ତାହେଲେ ଏ କ୍ଷଣି ତାଙ୍କୁ ରକ୍ଷା କରନ୍ତୁ। ସେ ତ କହିଥିଲା, ମୁଁ ଈଶ୍ୱରଙ୍କର ପୁତ୍ର। ପୁଣି ଯେଉଁ ଡକାୟତମାନେ ତାହାଙ୍କ ସହିତ କ୍ରୁଶରେ ଚଢ଼ା ଯାଇଥିଲେ, ସେମାନେ ସୁଦ୍ଧା ତାଙ୍କୁ ସେହି ପ୍ରକାର ନିନ୍ଦା କରିବାକୁ ଲାଗିଲେ। ମାଥ୍ୟୁ 27 ପର୍ବ 45 ପଦ ଠାରୁ 56 ପଦ ପର୍ଯ୍ୟନ୍ତ ଯୀଶୁଙ୍କ ମୃତ୍ୟୁ। ପରେ 12 ଘଣ୍ଟା ଠାରୁ 3 ଘଣ୍ଟା ପର୍ଯ୍ୟନ୍ତ ଦେଶଯାକ ଅନ୍ଧକାର ଘଟିଗଲା। ଆଉ ପ୍ରାୟ 3 ଘଣ୍ଟା ସମୟରେ ଯୀଶୁ ଉଚ୍ଚ ସ୍ୱରରେ ଡାକି କହିଲେ, ଏଲି ଏଲି ଲାମା ସାବକ୍ଥାନି, ଅର୍ଥାତ୍ ହେ ମୋର ଈଶ୍ୱର, ହେ ମୋର ଈଶ୍ୱର, ତୁମେ ମୋତେ କାହିଁକି ପରିତ୍ୟାଗ କରୁଅଛ? ଏହା ଶୁଣି ସେଠାରେ ଠିଆ ହୋଇଥିବା ଲୋକମାନଙ୍କ ମଧ୍ୟରୁ କେହି କେହି କହିଲେ, ଏ ଲୋକ ଏଲିୟଙ୍କୁ ଡାକୁଅଛି। ଆଉ ସେହି କ୍ଷଣି ସେମାନଙ୍କ ମଧ୍ୟରୁ ଜଣେ ଦୌଡ଼ି ଯାଇ ଖଣ୍ଡିଏ ସ୍ପଞ୍ଜ ଘେନି ତାହା ଅମ୍ଳ ରସରେ ପୂର୍ଣ୍ଣ କଲା, ଆଉ ତାହା ଖଣ୍ଡିଏ ନଳରେ ଲଗାଇ ତାହାକୁ ପାନ କରିବାକୁ ଦେଲା। କିନ୍ତୁ ଅନ୍ୟମାନେ କହିଲେ, ରୁହ, ଏଲିୟ ଏହାକୁ ରକ୍ଷା କରିବାକୁ ଆସୁଅଛନ୍ତି କି ନାହିଁ ଦେଖିବା। କିନ୍ତୁ ଯୀଶୁ ପୁନର୍ବାର ଉଚ୍ଚ ସ୍ୱରରେ ଡାକି ପ୍ରାଣତ୍ୟାଗ କଲେ। ପୁଣି ଦେଖ, ମନ୍ଦିରର ବିଚ୍ଛେଦ ବସ୍ତ୍ର ଉପରୁ ତଳ ପର୍ଯ୍ୟନ୍ତ ଚିରି 2 ଖଣ୍ଡ ହେଲା, ଆଉ ଭୂମିକମ୍ପ ହେଲା ଓ ଶୈଳ ସବୁ ବିଦୀର୍ଣ୍ଣ ହେଲା। ପୁଣି ସମାଧି ସମୂହ ଉନ୍ମୁକ୍ତ ହେଲା ଓ ମହାନିଦ୍ରାଗତ ଅନେକ ସାଧୁ ଲୋକଙ୍କ ଶରୀର ଉତ୍ଥାପିତ ହେଲା। ପୁଣି ତାହାଙ୍କର ଉତ୍ଥାନ ଉତ୍ତାରେ ସେମାନେ ସମାଧିରୁ ବାହାରି ପୁଣ୍ୟ ନଗରୀରେ ପ୍ରବେଶ କଲେ ଓ ଅନେକଙ୍କୁ ଦର୍ଶନ ଦେଲେ। ସତ ସେନାପତି ତାଙ୍କ ସାଙ୍ଗରେ ଯେଉଁମାନେ ଯୀଶୁଙ୍କୁ ଜଗିଥିଲେ, ସେମାନେ ଭୂମି କମ୍ପାଦି ଘଟଣା ଦେଖି ଅତ୍ୟନ୍ତ ଭୀତ ହୋଇ କହିଲେ, ସତ୍ୟ ଏ ଈଶ୍ୱରଙ୍କର ପୁତ୍ର ଥିଲେ। ଆଉ ଅନେକ ସ୍ତ୍ରୀ ଲୋକ ସେ ସ୍ଥାନରେ ଥାଇ ଦୂରରୁ ଦେଖୁଥିଲେ। ସେମାନେ ଯୀଶୁଙ୍କ ସେବା କରୁ କରୁ ଗାଲିଲକୁ ତାହାଙ୍କ ସାଙ୍ଗରେ ଆସିଥିଲେ। ସେମାନଙ୍କ ମଧ୍ୟରେ ମଗ୍ଦଲିନୀ ମିରିୟମ, ଜାକୁବ ଓ ଯୋସେଫଙ୍କ ମାତା ମରିୟମ,
पुणी जेबदीଙ୍କ पुत्रମାନଙ୍କର ମାତା ଥିଲେ। ମାଥ୍ୟୁ 27 ପର୍ବ 56 ପଦ ଠାରୁ 61 ପର୍ଯ୍ୟନ୍ତ ଯୀଶୁଙ୍କ ସମାଧି। ବେଳ ଗଡ଼ି ଆସନ୍ତି ଯୀଶୁଙ୍କ ନାମର ହାରାମାଥ୍ୟାମର ଜଣେ ଧନୀ ଲୋକ ଆସିଲେ। ସେ ମଧ୍ୟ ଯୀଶୁଙ୍କର ଜଣେ ଶିଷ୍ୟ ହୋଇଥିଲେ। ସେ ପିଲାତଙ୍କ ନିକଟକୁ ଯାଇ ଯୀଶୁଙ୍କ ଶରୀର ମାଗିଲେ। ସେଥିରେ ପିଲାତ ତାହା ଦେଖି ଦେବାକୁ ଆଜ୍ଞା କଲେ। ଯୋସେଫ ଶରୀରଟି ଘେନି ପରିଷ୍କୃତ ସ୍ୱଚ୍ଛ ବସ୍ତ୍ରରେ ଗୁଡ଼ାଇ ଆପଣାର ଯେଉଁ ନୂତନ ସମାଧି ପାହାଡ଼ରେ ଖୋଲିଥିଲେ ସେଥିମଧ୍ୟରେ ତା ଥୋଇଲେ। ଆଉ ସମାଧି ଦ୍ୱାରରେ ଖଣ୍ଡିଏ ବଡ଼ ପଥର ଗଡ଼ାଇ ଦେଇ ଚାଲିଗଲେ। ମଗ୍ଦଲିନୀ ମରିୟମ ଓ ଅନ୍ୟ ମରିୟମ ସେ ସ୍ଥାନରେ ସମାଧି ସମ୍ମୁଖରେ ବସି ଜଗି ରହିଲେ। ମାଥ୍ୟୁ 27 ପର୍ବ 62 ଠାରୁ 66 ପର୍ଯ୍ୟନ୍ତ ସମାଧି ସ୍ଥାନର ପ୍ରହରୀ। ତହିଁଆର ଦିନ ଅର୍ଥାତ୍ ଆୟୋଜନ ଦିବସର ପରବର୍ତ୍ତୀ ଦିନ ପ୍ରଧାନ ଯାଜକ ଓ ଫାରୁସୀମାନେ ପିଲାତଙ୍କ ନିକଟରେ ଏକତ୍ର ହୋଇ କହିଲେ, ମହାଶୟ, ଆପଣ ଆମମାନଙ୍କର ମନେ ପଡ଼ୁଅଛି ସେ ପ୍ରବଞ୍ଚକ ଜୀବିତ ଥିବା ସମୟରେ କହିଥିଲା, 3 ଦିନ ଉତ୍ତାରେ ମୁଁ ଉଠିବି। ଅତଏବ ତୃତୀୟ ଦିବସ ପର୍ଯ୍ୟନ୍ତ ସମାଧି ସୁରକ୍ଷିତ ହେବା ନିମନ୍ତେ ଆଜ୍ଞା କରନ୍ତୁ, ନହେଲେ କିଏ ଜାଣି ତାହାର ଶିଷ୍ୟମାନେ ଆସି ତାକୁ ଚୋରି କରି ଲୋକକୁ କହିବେ ସେ ମୃତମାନଙ୍କ ମଧ୍ୟରୁ ଉଠିଅଛନ୍ତି। ତାହେଲେ ପ୍ରଥମ ପ୍ରବଞ୍ଚନା ଅପେକ୍ଷା ଶେଷ ପ୍ରବଞ୍ଚନା ଅଧିକ ମନ୍ଦ ହେବ। ପିଲାତ ସେମାନଙ୍କୁ କହିଲେ, ତୁମମାନଙ୍କର ପ୍ରହରୀ ଦଳ ଅଛି, ତୁମେମାନେ ଯାଇ ଯଥାସାଧ୍ୟ ତାହାର ସୁରକ୍ଷିତ କର। ତେଣୁ ସେମାନେ ଯାଇ ପ୍ରହରୀ ଦଳ ସହିତ ସେହି ପ୍ରସ୍ତରରେ ମୁଦ୍ରାଙ୍କ ଦେଇ ସମାଧି ସୁରକ୍ଷିତ କଲେ। ମାଥ୍ୟୁ 28 ପର୍ବ 1 ପଦ ଠାରୁ 10 ପଦ ପର୍ଯ୍ୟନ୍ତ ଯୀଶୁଙ୍କ ପୁନରୁତ୍ଥାନ। ବିଶ୍ରାମବାର ଶେଷ ହେଲା ପରେ ସପ୍ତାହର ପ୍ରଥମ ଦିନ ଦିବସର ପ୍ରତ୍ୟୁଷରେ ମଗ୍ଦଲିନୀ ମରିୟମ ଓ ଅନ୍ୟ ମରିୟମ ସମାଧି ଦେଖିବାକୁ ଆସିଲେ। ଆଉ ଦେଖ, ମହାଭୂମିକମ୍ପ ହେଲା, କାରଣ ପ୍ରଭୁଙ୍କର ଜଣେ ଦୂତ ସ୍ୱର୍ଗରୁ ଓହ୍ଲାଇ ଆସି ସେହି ପଥର ଖଣ୍ଡିକ ଗୁଡ଼ାଇ ଦେଇ ତାହା ଉପରେ ବସିଲେ। ତାଙ୍କ ରୂପ ବିଜୁଳି ପରି ଓ ତାଙ୍କର ବସ୍ତ୍ର ହିମ ପରି ଶୁକ୍ଳବର୍ଣ୍ଣ ଶୁଭ୍ରବର୍ଣ୍ଣ ଥିଲା। ପୁଣି ତାଙ୍କ ଭୟରେ ପ୍ରହରୀମାନେ କମ୍ପମାନ ହୋଇ ମୃତବତ୍ ହେଲେ। କିନ୍ତୁ ଦୂତ ସ୍ତ୍ରୀ ଲୋକମାନଙ୍କୁ ଉତ୍ତର ଦେଲେ, ତୁମେମାନେ ଭୟ କର ନାହିଁ, କାରଣ ତୁମେମାନେ ଯେ କ୍ରୁଶରେ ହତ ଯୀଶୁଙ୍କର ଅନ୍ୱେଷଣ କରୁଅଛ ତାହା ମୁଁ ଜାଣେ। ସେ ଏଠାରେ ନାହାନ୍ତି, କାରଣ ସେ ଯେପରି କହିଥିଲେ ସେହିପରି ଉଠି ଅଛନ୍ତି। ଆସ, ସେ ଯେଉଁଠାରେ ଶୋଇଥିଲେ ସେହି ସ୍ଥାନ ଦେଖ। ଆଉ ତୁମେମାନେ ଶୀଘ୍ର ଯାଇ ତାହାଙ୍କ ଶିଷ୍ୟମାନଙ୍କୁ କୁହ, ସେ ମୃତମାନଙ୍କ ମଧ୍ୟରୁ ଉଠି ଅଛନ୍ତି। ପୁଣି ଦେଖ, ସେ ତୁମମାନଙ୍କ ଆଗେ ଗାଲିଲିକି ଯାଉଅଛନ୍ତି। ସେଠାରେ ତୁମେମାନେ ତାହାଙ୍କର ଦର୍ଶନ ପାଇବ। ଦେଖ, ମୁଁ ତୁମମାନଙ୍କୁ କହିଲି। ଏଥିରେ ସେମାନେ ଭୟ ଓ ମହାନନ୍ଦରେ ସମାଧି ନିକଟରୁ ଶୀଘ୍ର ପ୍ରସ୍ଥାନ କରି ତାହାଙ୍କ ଶିଷ୍ୟମାନଙ୍କୁ ସମ୍ବାଦ ଦେବା ନିମନ୍ତେ ଦୌଡ଼ିଲେ। ଆଉ ଦେଖ, ଯୀଶୁ ସେମାନଙ୍କୁ ସାକ୍ଷାତ କରି କହିଲେ, ତୁମମାନଙ୍କର ମଙ୍ଗଳ ହେଉ। ତହୁଁ ସେମାନେ ନିକଟକୁ ଆସି ତାଙ୍କର ପାଦ ଧରି ତାଙ୍କୁ ପ୍ରଣାମ କଲେ। ସେଥିରେ ଯୀଶୁ ସେମାନଙ୍କୁ କହିଲେ, ଭୟ କର ନାହିଁ, ତୁମେମାନେ ଯାଇ ମୋହର ଭାଇମାନଙ୍କୁ ଜଣାଅ, ସେମାନେ ଗାଲିଲିକି ଯାଆନ୍ତୁ, ସେଠାରେ ସେମାନେ ମୋହର ଦର୍ଶନ ପାଇବେ। ମାଥ୍ୟୁ 28 ପର୍ବ 11 ପଦ ଠାରୁ 15 ପଦ ପର୍ଯ୍ୟନ୍ତ ପ୍ରହରୀମାନଙ୍କର ବିବୃତ୍ତି। ସେମାନେ ଯାଉଥିବା ସମୟରେ ଦେଖ, ପ୍ରହରୀ ଦଳ ମଧ୍ୟରୁ କେତେକ ଜଣ ନଗରକୁ ଯାଇ ସେ ସମସ୍ତ ଘଟଣାର ବିବରଣ ପ୍ରଧାନ ଯାଜକମାନଙ୍କୁ ଜଣାଇଲେ। ସେମାନେ ପ୍ରାଚୀନ ବର୍ଗ ସହିତ ଏକତ୍ର ହୋଇ ମନ୍ତ୍ରଣା କଲା ଉତ୍ତାରେ ସେହି ସୈନ୍ୟମାନଙ୍କୁ ବହୁତ ଟଙ୍କା ଦେଇ କହିଲେ, ତୁମେମାନେ କୁହ, ଆମେମାନେ ଶୋଇପଡ଼ିଥିବା ସମୟରେ ତାହାର ଶିଷ୍ୟମାନେ ରାତିରେ ଆସି ତାହାକୁ ଚୋରି କରି ନେଇଗଲେ। ପୁଣି ଏ କଥା ଯେବେ ଶାସନକର୍ତ୍ତା କର୍ଣ୍ଣଗୋଚର ହୁଏ, ତାହେଲେ ଆମେମାନେ ତାଙ୍କୁ ବୁଝାଇ ତୁମମାନଙ୍କୁ ଚିନ୍ତାର ମୁକ୍ତ କରିବା। ସେଥିରେ ସେମାନେ ଟଙ୍କା ନେଇ ଏପରି ଶିକ୍ଷା ପାଇଥିଲେ ସେହିପରି କଲେ। ଏଣୁ ଏହି କଥା ଜିହୁଦାମାନଙ୍କ ମଧ୍ୟରେ ବ୍ୟାପିଯାଇ ଆଜି ପର୍ଯ୍ୟନ୍ତ ପ୍ରଚଳିତ ଅଛି। ମାଥ୍ୟୁ 28 ପର୍ବ 16 ପଦ ଠାରୁ 20 ପଦ ପର୍ଯ୍ୟନ୍ତ ମହା ଆଦେଶ। କିନ୍ତୁ ଏକାଦଶ ଶିଷ୍ୟ ଗାଲିଲିକି ଯାଇ ଯୀଶୁ ଯେଉଁ ପର୍ବତ ବିଷୟରେ ସେମାନଙ୍କୁ କହିଥିଲେ ସେହି ପର୍ବତକୁ ଗଲେ। ଆଉ ସେମାନେ ତାହାଙ୍କୁ ଦେଖି ପ୍ରଣାମ କଲେ, ମାତ୍ର କେହି ସନ୍ଦେହ କଲେ।
पुणी जीशु से निकटक आसी आलाप करी कहले, स्वर्ग और पृथ्वीर समस्त अधिकार मते प्रदत्त होइअछि। अतएव तुमे माने जाई समस्त जाति लोकंकु पिता पुत्र और पवित्र आत्मार नाम रे बाप्तिस्म देई मु तुम मानकु जेउ जेउ आज्ञा देई अछि सेही सब पालन करने को शिक्षा देई सेमानकु शिष्य कर। आउ देख जुगांत पर्यंत सदा सर्वदा मु तुम सांगे अछि। पवित्र पवित्र अति पवित्र महान परमेश्वर स्वर्गीय पिता एल सदाई परमेश्वर प्रभु मु तुमको धन्यवाद करे। प्रभु आज जो माथ्यू चैप्टर मते पढ़िबा पई तुमे साहाय्य कल मु तुमको धन्यवाद दिए पिता। प्रिय श्रोतागण जो माने यही वाक्य को शुणुचंती प्रभु जीशुंक ठारू आपण मानक आशीर्वाद वर्तु। पात्र स्टीवार्डशिप एल सदाई फाउंडेशन को आपण माने आशीर्वाद करंतु। आमर टीचिंग मिनिस्ट्री को आपण माने आशीर्वाद करंतु। गोस्पेल मिनिस्ट्री को आपण माने आशीर्वाद करंतु। मु दिनहीन दास त्रिपति पात्र आपण मानक ठाकरे चारोटी सुसमाचार माथ्यू लूक जॉन और मार्क आपण मानक पाखरे रखिछि। आपण माने आशीर्वाद पात्री आपण मानकु जीशु ख्रीष्टंक ठारू आशीर्वाद वर्तु। प्रिय श्रोतागण मु पुणी थरे आपण मानकु जीशु ख्रीष्टंक नाम रे नमस्कार जनाए। प्रभु शिखाइथिबा प्रार्थना, हे आम मानकर स्वर्गस्थ पिता तुम नाम पवित्र बोली मान्य हो, तुम राज्य आसु जेपरी स्वर्ग रे सेपरी पृथ्वी रे तुम्भर इच्छा सफल हो। आज आम मानकु प्रयोजन आहार दियो। आमे माने जेपरी आपण आपण अपराधी मानकु क्षमा करियछु सेपरी आम मानकर अपराध सब क्षमा कर। परीक्षा आम मानकु आण नाही मात्र मंदिर रक्षा कर, जेणु राज्य और गौरव जुगे जुगे तुम्भरी हो। आमेन आमेन आमेन।